जय जगन्नाथ। ସମସ୍ତଙ୍କର କ୍ୟାମେରା ଅନ୍ ରଖନ୍ତୁ। ଆପଣଙ୍କ ଅଡିଓ ଅଫ୍ କରିଦିଅନ୍ତୁ। ଅଡିଓ ଅଫ୍ କରିଦିଅନ୍ତୁ। କ୍ୟାମେରା ଅନ୍ ରଖନ୍ତୁ। ତ ପାଖରେ ପେନ୍ ଆଣ୍ଡ ପେପର ସଜାଡିକି ରଖନ୍ତୁ। ଯାହା ଆମେ ପଢିବା ଆପଣ ନୋଟ୍ ଡାଉନ୍ କରିବେ, କାରଣ ବହୁତ ଜିନିଷ ଆପଣଙ୍କୁ ମନେ ରଖିବା ପାଇଁ ପଡିବ। ତ ଯଦି ପେନ୍ ଆଣ୍ଡ ପେପର ଯଦି ନ ଲେଖନ୍ତି ତାହେଲେ ଏସବୁ ଜିନିଷ ମନେ ରଖିବା ପାଇଁ ଆପଣଙ୍କୁ ଅସୁବିଧା ହବ। ତ ଆମେ ଅଲରେଡି ଦୁଇଟା କ୍ଲାସ୍ ଆମର ସରିଛି। ପ୍ରଥମ କ୍ଲାସ୍ ଆମର ଥିଲା ଇଣ୍ଟ୍ରୋଡକ୍ସନ କ୍ଲାସ୍। ସେକେଣ୍ଡ କ୍ଲାସରେ ଆମେ ସଫ୍ଟୱେର ବିଷୟରେ ଡିସ୍କସନ କରିଥିଲେ। ତ ସଫ୍ଟୱେରଟା କେମିତି ଇନଷ୍ଟଲ କରିବେ, କେମିତି ତା ଦେହରେ ସବୁ ରିଡିଂ କରିବେ। ତ ଆଜି ଆମେ ଟୋଟାଲ ବିଷୟବସ୍ତୁକୁ ଯିବା। ତାହେଲେ ପଞ୍ଚପକ୍ଷୀ କଣ, ପଞ୍ଚପକ୍ଷୀ ଆମେ କେମିତି ଆପ୍ଲାଏ କରିବା, ଆମ ପ୍ରେଡିକ୍ସନ ଇଏ କେମିତି କାମ ଦବ, ଏହା ପାଇଁ ଆମର କଣ କଣ ନେସେସରୀ ଅଛି। ମୋ ଭଏସ ଆପଣ ମାନେ ସମସ୍ତେ ଶୁଣା ଯାଉଛି? ଚାର୍ଟ ବକ୍ସ ଲେଖନ୍ତୁ ଏସ୍ ଅର୍ नो। ଚାର୍ଟ ବକ୍ସ ଲେଖନ୍ତୁ ମୋ ଭଏସ ସମସ୍ତଙ୍କୁ ଶୁଭୁଛି ନା ନାଇଁ। ଓକେ। ତ ପଞ୍ଚପକ୍ଷୀ ଆଧାର ଆମର ଆସିଛି ତାମିଲରୁ। ତାମିଲ ପିପୁଲ ମାନେ ଏ ପଞ୍ଚପକ୍ଷୀ ଗଣନା ୟୁଜ କରନ୍ତି। ତ ପୂର୍ବ କାଳରେ ତାମିଲର ଋଷି ମୁନି ଋଷି ମାନେ ପଞ୍ଚପକ୍ଷୀ ଆଧାରକୁ ବେଶ କରିକି ସେମାନେ ପ୍ରେଡିକ୍ସନ କରୁଥିଲେ। ସେ ଯାହା ସବୁ ତାଙ୍କ ଏକ୍ସପେରିଏନ୍ସରୁ ଯାହା ପାଇଛନ୍ତି ସେ ସବୁ ଜିନିଷ ଗ୍ରନ୍ଥ ଆକାରରେ ଲେଖି ଯାଇଥିଲେ। ତ ସେଇ ଗ୍ରନ୍ଥକୁ ତାମିଲ ମାନେ ପଢିକିରି ତାର ପ୍ରେଡିକ୍ସନ କରନ୍ତି। ତ ସବୁ ଷ୍ଟେଟରେ କିଛି ନା କିଛି ପ୍ରେଡିକ୍ସନ ଅଲଗା ଥାଏ। ଯେମିତିକି ଆଷ୍ଟ୍ରୋଲୋଜି ତ ଜ୍ୟୋତିର୍ବିଦ ସବୁ ଷ୍ଟେଟରେ ସମାନ ଅଛି, କିନ୍ତୁ ତା ବ୍ୟତୀତ କିଛି କିଛି ଷ୍ଟେଟରେ ଅଲଗା ଅଲଗା ପ୍ରକାର ପ୍ରେଡିକ୍ସନ କରାଯାଏ। ତ ସେଇଭଳି ତାମିଲରେ ପଞ୍ଚପକ୍ଷୀର ଆଧାର ଉପରେ ସେମାନେ ପ୍ରେଡିକ୍ସନ କରିଛନ୍ତି। ପଞ୍ଚପକ୍ଷୀ ହେଲେ ମିନ୍ସ ଆମର ପାଞ୍ଚଟି ତତ୍ଵ ଅଛି। ତ ସେଇ ପାଞ୍ଚଟି ତତ୍ଵକୁ ନେଇକିରି ସେ ପ୍ରେଡିକ୍ସନ କରନ୍ତି। ପାଞ୍ଚଟି ତତ୍ଵ କଣ ଅଛି କିଏ କହିପାରିବେ? ଜାଣିଛନ୍ତି କିଏ? ଆମର ପାଞ୍ଚଟି ତତ୍ଵ ଅଛି। ଗୋଟେ ହେଲା ପୃଥିବୀ। ଲେଖନ୍ତୁ, 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 ସବୁ ପେନ୍ ଆଣ୍ଡ ପେପର କି ଲେଖନ୍ତୁ। ପଞ୍ଚପକ୍ଷୀ ଆଧାର ଆମର ଆସିଛି ତାମିଲନାଡୁ। ତ ପାଞ୍ଚଟି ତତ୍ଵ ଉପରେ ନେଇକିରି ପଞ୍ଚପକ୍ଷୀର ତତ୍ଵଟି ଆସିଛି। ତ ପାଞ୍ଚଟି ତତ୍ଵ ହେଲା କଣ ନା ପୃଥିବୀ, ବାୟୁ, ଆକାଶ, ଜଳ ଆଉ ଅଗ୍ନି। ତ ପାଞ୍ଚଟି ତତ୍ଵ ଉପରେ ନିର୍ଭର କରି ତ ପାଞ୍ଚଟି ପକ୍ଷୀକୁ ଆମ ପ୍ରେଡିକ୍ସନ ରେ ୟୁଜ କରାଯାଇଛି। ତ ପ୍ରଥମ ହେଲା ପୃଥିବୀ, ଆକାଶ, ବାୟୁ, ଜଳ ଆଉ ଅଗ୍ନି। ତ ଆ ଉପରେ ନେଇକି ସେ ପାଞ୍ଚଟି ଆକୁ ବେଶ କରି ପାଞ୍ଚଟି ପକ୍ଷୀ କି ନେଇଛନ୍ତି। ପାଞ୍ଚଟି ପକ୍ଷୀ କି ନେଇକି ଗଣନା କରିଛନ୍ତି। ତାହେଲେ ପାଞ୍ଚଟି ପକ୍ଷୀ ଆମେ କଣ କଣ ଜାଣିଥିଲେ? ପ୍ରଥମଟି ହେଲା ଶାଗୁଣା। ଲେଖନ୍ତୁ ପାଞ୍ଚଟି ପକ୍ଷୀ। ପାଞ୍ଚ ପକ୍ଷୀର ନାଁ ହେଲା ଭଲଚର, ଯାହାକୁ ଆମେ କହୁଛେ ଶାଗୁଣା, ଆଉ ହିନ୍ଦୀରେ କହୁଛନ୍ତି ଆମେ ଗିଦ୍। ସେକେଣ୍ଡ ହେଲା କଣ? ସେକେଣ୍ଡ ହେଲା ଓଲ୍। ସେକେଣ୍ଡ ହେଲା ଓଲ୍, ଯାହାକୁ ହିନ୍ଦୀରେ କହନ୍ତି ଉଲ୍ଲୁ, ଓଡିଆରେ ଆମେ କହୁଛେ ପେଚା। ତୃତୀୟ ନମ୍ବର ହେଲା କ୍ରୋ, ଯାହାକୁ ଆମେ କହୁଛେ ହିନ୍ଦୀରେ କହୁଛେ କୋଆ, ଆଉ ଓଡିଆରେ କହୁଛେ କଣ କାଉ। ନେକ୍ସଟ ନେକ୍ସଟ ହେଲା ଆପଣଙ୍କର ମୁର୍ଗା। ହିନ୍ଦୀରେ କହୁଛେ ମୁଗା, ଇଂଲିଶରେ କହୁଛେ କକ୍, ଆଉ ଓଡିଆରେ କହୁଛେ କଣ କୁକୁଡା। ନେକ୍ସଟ ପାଞ୍ଚ ନମ୍ବର ପକ୍ଷୀ ହେଲା କଣ? ଇଂଲିଶରେ ହେଲା ପିକକ୍, ହିନ୍ଦୀରେ ହେଲା ମୋର, ଓଡିଆରେ ହେଲା ମୟୂର। ତ ପାଞ୍ଚଟି ପକ୍ଷୀର ନାଁ। ତ ପାଞ୍ଚଟି ପକ୍ଷୀର ପାଞ୍ଚଟି ଅବସ୍ଥା ଅଛି। ପାଞ୍ଚଟି ଅବସ୍ଥା ଅଛି। ଲେଖନ୍ତୁ ପାଞ୍ଚଟି ପକ୍ଷୀର ପାଞ୍ଚଟି ଅବସ୍ଥା। ପେନ୍ ଆଣ୍ଡ ପେପରରେ ସମସ୍ତେ ଲେଖି ରଖନ୍ତୁ। ଲେଖି ରଖିଲେ ହିଁ ଆପଣ କାମରେ ଆସିବ। ନେକ୍ସଟ ଆଗକୁ ପଢିବାରେ ଆଉ ବୁଝିବାରେ ଆପଣଙ୍କୁ ସହାୟ ହବ। ପାଞ୍ଚଟି ପକ୍ଷୀର ପାଞ୍ଚଟି ଅବସ୍ଥା। ତ ପାଞ୍ଚଟି ଅବସ୍ଥା ହେଲା କଣ? ପ୍ରଥମ ହେଲା ଶାସନ କରିବା, ଶାସନ କରିବା, ଖାଇବା, ଶାସନ କରିବା, ଖାଇବା, ଭ୍ରମଣ କରିବା,
ତୃତୀୟ ହେଲା ଭ୍ରମଣ କରିବା, ଚତୁର୍ଥ ହେଲା ଶୋଇବା, ପଞ୍ଚମ ହେଲା ମୃତ ମୃତ ଅବସ୍ଥା। ପଞ୍ଚମ ହେଲା ମୃତ ଅବସ୍ଥା। ତାହେଲେ ପାଞ୍ଚଟି ପକ୍ଷୀର ପାଞ୍ଚଟି ଅବସ୍ଥା ଅଛି। ଶାସନ କରିବା, ଖାଇ, ଚାର ନମ୍ବରଟା କଣ? ଆଉଥରେ କହିଦଉଛି, ସବୁ ମୂଳରୁ ଆଉଥରେ କହିଦଉଛି। ପ୍ରଥମ ହେଲା ଶାସନ କରିବା, ସେକେଣ୍ଡ ହେଲା ଖାଇବା, ତାପରେ ଭ୍ରମଣ କରିବା, ଚତୁର୍ଥ ହେଲା ଶୋଇବା, ଆଉ ପାଞ୍ଚଟି ହେଲା ମୃତ ଅବସ୍ଥା। ତ ପାଞ୍ଚଟି ପକ୍ଷୀର ପାଞ୍ଚଟି ଅବସ୍ଥା ଅଛି। ଆମ ଜୀବନ ମଧ୍ୟ କାହିଁକିନା ଆମ ଜୀବନକୁ ନେଇ ସବୁ ଜିନିଷ କାଲକୁଲେସନ କରାଯାଇଛି। ଆମର ପାଞ୍ଚଟି ଅବସ୍ଥା। ଆମ ଶାସନ କରିବା ମିନ୍ସ କାମ କରିବା। ଶାସନ କରିବା means ଆମର କାମ କରିବା ସମୟ। ଦେନ୍ ହେଲା ଖାଇବା, ଖାଇଲେ ତ କିଛି ଜିନିଷ କାମ କରିବା ନା। ସେକେଣ୍ଡ ହେଲା ଖାଇସାରିଲା ପରେ କଣ ଭ୍ରମଣ କରିବା, ଯୁଆଡେ ହେଲେ ଗଲେ ତ ଆମେ କିଛି ଜିନିଷ କାମ କରିବା ନା। ତ ଭ୍ରମଣ କରିବା ସମୟ। ତାପରେ ଖାଇବା ଭ୍ରମଣ କଲେ ତାପରେ କଣ କରିବା, ଶୋଇବା। ନ ଶୋଇଲେ କିଛି କରିବା। ତ ଶେଷ ଅବସ୍ଥା ହେଲା କଣ ନା ମୃତ ଅବସ୍ଥା। ତ ମଣିଷ ଜନ୍ମ ହେଇଛି means ତାର କଣ ହବ, ମୃତ୍ୟୁ ନିଶ୍ଚୟ ହବ। ତ ଏ ପାଞ୍ଚଟି ଅବସ୍ଥା ଦେଇକରି ଆମକୁ ଯିବା ପାଇଁ ପଡିବ। ତ ଏଇ ପାଞ୍ଚ ଅବସ୍ଥାକୁ ନେଇକରି କେମିତି ଆମେ କାଲକୁଲେସନ କରୁଛେ, ଆଉ ଆମର କାଲକୁଲେସନ ପାଇଁ କଣ କଣ ଦରକାର, ସେଇ ବିଷୟରେ ଆମେ ପଢିବା। ତ ଆମ ଦିନକ ହଉଛି କେତେ ଘଣ୍ଟା? ଦିନକ କେତେ ଘଣ୍ଟା? 24 ଘଣ୍ଟା। ଲେଖନ୍ତୁ, ଲେଖନ୍ତୁ। ଦିନକ ହେଲା ପ୍ରତିଦିନ, ଦିନକ ହଉଛି 24 ଘଣ୍ଟା। ତ ଦିନରେ ଦିଟା ଅବସ୍ଥା ଅଛି, ଗୋଟେ ହେଲା ରାତି ଆଉ ଗୋଟେ ହେଲା ଦିନ। ଗୋଟେ ଦିନ ଯେ ଆମେ କହୁଛେ 24 ଆୱାର, 24 ହେଲା କଣ, ଦିନ ଆଉ ରାତି, ଦିନ ରାତି। ଯଦି ଆମେ ଜେନେରାଲ ଯଦି କାଲକୁଲେସନ କରିନବା, ଦିନ 12 ଘଣ୍ଟା ରାତି 12 ଘଣ୍ଟା, 24 ଘଣ୍ଟା। ତାହେଲେ ଟ୍ୱେଣ୍ଟି ତା- ଫୋର ଟୁଏଲ୍ଭ ପ୍ଲସ୍ ଟୁଏଲ୍ଭ। କିନ୍ତୁ ଆକ୍ଚୁଆଲି ଆମର ଦିନ 12 ଘଣ୍ଟା ହୁଏନି କି ରାତି 12 ଘଣ୍ଟା ହୁଏନି, କାହିଁକିନା ସବୁବେଳେ ଦିନ ସମୟ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ସମାନ ନଥାଏ। ମାନେ ସେଥିପାଇଁ ପୂର୍ବ କ୍ଲାସ ଆପଣ କହିଥିଲେ ପ୍ରତିଦିନ ଆମେ କଣ କରିବୁ, ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ଆମେ ଜାଣିବା ପାଇଁ ପଡିବ। ତ ସେଇଭଳି ଆମେ ଯୋଉ 12 ଘଣ୍ଟା ରହିଲା, 12 ଘଣ୍ଟାକୁ 24 ଘଣ୍ଟାକୁ 10 ଭାଗରେ ଡିଭାଇଡ କରିବା, ଅର୍ଥାତ୍ 12 ଘଣ୍ଟା, ଦିନ 12 ଘଣ୍ଟା ଆଉ ରାତି 12 ଘଣ୍ଟା, ତାକୁ 5 ଭାଗରେ ଡିଭାଇଡ କରିବା। ଯେହେତୁ ଆମର ପଞ୍ଚ ପକ୍ଷୀ ରହିଲେ, ପଞ୍ଚ ତତ୍ଵକୁ ନେଇକି ପାଞ୍ଚଟା ବାଡ ଆମେ ଯୋଉ କରିବା, ତାହେଲେ ଆମେ କଣ କରିବା ନା 12 ଘଣ୍ଟାକୁ 5ରେ ଡିଭାଇଡ କରିବା। ତାହେଲେ ମତେ କୁହନ୍ତୁ, 5 ଘଣ୍ଟାକୁ ସରି 12 ଘଣ୍ଟାକୁ ଯଦି ଆମେ 5ରେ ଡିଭାଇଡ କରିବା, ତାହେଲେ କେତେ ହଉଛି? ଡିଭାଇଡ କରି ମତେ କୁହନ୍ତୁ, ଡିଭାଇଡ କରି କୁହନ୍ତୁ। ଦିନ 12 ଘଣ୍ଟା ରାତି 12 ଘଣ୍ଟା ଯଦି ଆମେ ନେଲେ, ତାହେଲେ 12 ଘଣ୍ଟାକୁ, କାହିଁକି ଦିନରେ 5ଟା ବାର୍ଡ ଆସିବେ ଆଉ ରାତିରେ ମଧ୍ୟ 5ଟା ବାର୍ଡ ଆସିବେ। ଦିନରେ 5 ପକ୍ଷୀ ଆଉ ରାତିରେ 5 ପକ୍ଷୀ। ତାହେଲେ ବାର 2 ଘଣ୍ଟା 40, 2 ଘଣ୍ଟା 40 ମିନିଟ୍ ସାର୍। 2 ଘଣ୍ଟା 40 ମିନିଟ। ପକ୍କା? ସାର୍ ସମସ୍ତେ କାଲକୁଲେସନ କରନ୍ତୁ, ସମସ୍ତେ କାଲକୁଲେସନ କରନ୍ତୁ। କାହିଁକି ଏଇ କାଲକୁଲେସନ ଆପଣ ଜଣେ ଚାଳିଶ ଯେତେବେଳେ କି ଚାରି ଆଗରୁ ମିନିଟ୍ ହବ ସାର୍। ଆଜ୍ଞା 2 ଘଣ୍ଟା 40 କି 4 ମିନିଟ୍ ହବ ଆଜ୍ଞା। ଏକ୍ସାକ୍ଟ ଦରକାର, ଆମକୁ ଏକ୍ସାକ୍ଟ ଟାଇମ ଦରକାର। ଏକ୍ସାକ୍ଟ ଟାଇମ ନହେଲେ ଗୋଟେ ମିନିଟ ଏପଟ ସେପଟ ହେଲେ ଆମର ସବୁ ପ୍ରେଡିକ୍ସନ ଅଲଗା ଅଲଗା ହେଇଯିବ। ଏକ୍ସାକ୍ଟ ଦରକାର ମତେ କୁହନ୍ତୁ, 5 ବାର ଘଣ୍ଟାକୁ ଯଦି ଆମେ 5 ମିନିଟ ଡିଭାଇଡ କରିବା, କେତେ ମିନିଟ, କେତେ ଘଣ୍ଟା, କେତେ ମିନିଟ, କେତେ ସେକେଣ୍ଡ ହବ କୁହନ୍ତୁ? 4 ଘଣ୍ଟା 40, 4 ହଁ 2 ଘଣ୍ଟା 40 ମିନିଟ୍ ହବ ସାର୍। 2 ଘଣ୍ଟା 40। ଅନ୍ୟମାନେ କୁହନ୍ତୁ, ସମସ୍ତେ କାଲକୁଲେସନ କରନ୍ତୁ। କାହିଁକି ଏ କାଲକୁଲେସନ ଜାଣିବା ନିହାତି ଦରକାର। କାହିଁକିନା ଆପଣ ନିଜେ କାଲକୁଲେସନ କରି ସବୁ ଜିନିଷ କରିବେ ନା। ଏଇଟା ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ। ଆପଣ ଯେତେବେଳେ ପଞ୍ଚ ଅବସ୍ଥା କରିବେ, କାଲକୁଲେସନ କରିବେ, ତ ଏଇଟା ଜାଣିବା ନିହାତି ଦରକାର, ଏ କାଲକୁଲେସନ। ତାପରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଆମେ ଯୋଉ କାଲକୁଲେସନ କରିବା, ଟାଇମ କାଲକୁଲେସନ କରିପାରେନି ଠିକ ସେ। କାଲକୁଲେଟର ଭାଇ ମାରିଦେଲେ, ଏ କାଲକୁଲେଟର ମାରିଦେଲେ ଯେ ଆପଣ କାଲକୁଲେସନ କରିବେ, କାଲକୁଲେଟର ଅସୁବିଧା ହେଇଯିବ। ଆପଣଙ୍କ ଘଣ୍ଟା ମିନିଟରେ ଆଉ ସେକେଣ୍ଡରେ କନଭର୍ସନ କରି ଆସୁଥିବା ନିହାତି ଦରକାର। ତେଣୁ ସେଥିପାଇଁ କହୁଛି ଆପଣ କାଲକୁଲେସନ କରନ୍ତୁ, ନହେଲେ ଅସୁବିଧା ହବ। ଦେଖନ୍ତୁ, ଦୁଇ ପ୍ରକାର ଆନ୍ସର ଆସୁଛି। ମତେ ଏକ୍ସାକ୍ଟ କୁହନ୍ତୁ, କେତେ ଘଣ୍ଟା କେତେ ମିନିଟ? 12 ଘଣ୍ଟାକୁ ଯଦି ଆମେ 5ରେ ଡିଭାଇଡ କରିବା, 5ରେ ଡିଭାଇଡ କରିବା, କେତେ ଘଣ୍ଟା କେତେ ମିନିଟ? ଭଲସେ କାଲକୁଲେସନ କରନ୍ତୁ।
ଦୁଇଟା ଆନ୍ସର ଆସିଲାଣି। ଆଗରୁ ଆସିଥିଲା 2 ଘଣ୍ଟା 40 ମିନିଟ, ଏବେ ଆସିଲାଣି 2 ଘଣ୍ଟା 24 ମିନିଟ। ତାହେଲେ କୋଉଟା ଆନ୍ସର ଠିକ? ତ ସମସ୍ତେ ଚାର୍ଟ ବକ୍ସରେ ଆନ୍ସର ଲେଖନ୍ତୁ କେତେ, ତାହେଲେ ଦେଖିବା। ମୁଁ ଦେଖିବି କେତେ ଜଣଙ୍କ ଆନ୍ସର ଠିକ ହେଲା, କେତେ ଜଣଙ୍କ ଆନ୍ସର ଭୁଲ ହେଲା। ସମସ୍ତେ ଚାର୍ଟ ବକ୍ସରେ ଲେଖନ୍ତୁ। ସମସ୍ତେ ସମସ୍ତଙ୍କର ଚାର୍ଟ ବକ୍ସରେ ଲେଖନ୍ତୁ। କାହିଁକି ଏଇଟା ମାନେ ମୂଳ କାଲକୁଲେସନ ଏଇଟା, ଏଇ କାଲକୁଲେସନ ଆମେ ସବୁ ଜିନିଷ କରିବା ନା। ତାପରେ ଆକୁ ପୁଣି 5ରେ ଡିଭାଇଡ କରିବା। ଏଇଟା ଯଦି ଭୁଲ କରିବା ପୁଣି ନେକ୍ସଟ 5 ଡିଭାଇଡ କରିଦେବା, କେମିତି ଇଏ କରିବା? ଅସୁବିଧା ହେଇଯିବ। ସମସ୍ତେ କେତେଟା ଆନ୍ସର ଆସିଛି? ଆନ୍ସର ଆସିଛି ଶରତ ସାରଙ୍କ ଆନ୍ସର ଆସିଛି, ଲଲାଟେନ୍ଦୁ ସାରଙ୍କର ଆନ୍ସର ଆସିଛି, ଚିରଞ୍ଜୀବ ସାରଙ୍କ ଆନ୍ସର ଆସିଛି, ଯୁଧିଷ୍ଠ ସାରଙ୍କ ଆନ୍ସର ଆସିଛି, ଶରତ ସାରଙ୍କ ଆସିଛି, ଭାଗ୍ୟ ସାରଙ୍କର ଆସିଛି, ଘନଶ୍ୟାମ ସାରଙ୍କର ଆନ୍ସର ଆସିଛି। ଆଉ ଅନ୍ୟମାନଙ୍କର ଆନ୍ସର ଆସିନି। ତେଣୁ ଏଇଟା ନିହାତି ଜାଣିବା ଦରକାର। ସମସ୍ତେ କ୍ୟାମେରା ଅଫ୍ କରି ବସି ପଡିଲେ। କ୍ୟାମେରା ଅଫ୍ କରି ବସି ପଡିଲେ ଆମେ କେମିତି ଜାଣିବା ଆପଣ କାଲକୁଲେସନ କରୁଛନ୍ତି ନା ଆଉ କଣ ଏପଟେ କ୍ଲାସରେ ଅନ୍ କରିଦେଇଛନ୍ତି, ସେପଟେ ବୁଲୁଛନ୍ତି? ଭାଇ ହବନି। ଯଦି ଆପଣ ପୁରା ଡେଡିକେଟଲି ଶିଖିବା ପାଇଁ ଚାହୁଁଛନ୍ତି କ୍ଲାସ, ଏମିତି ଯଦି ବୁଲୁଥିବେ କେମିତି କାଲକୁଲେସନ କରିବେ? ବୁଲୁଥିବା ଅବସ୍ଥାରେ ଆପଣ ମାର୍କେଟ ଥିଲା ଅବସ୍ଥାରେ କିମ୍ବା ଘରେ କାମ କଣ କରୁଥିବେ, କାଲକୁଲେସନ କେମିତି କରିବେ? ତ କାଲକୁଲେସନ ଆମେ ଠିକ ସେ କରିପାରିବାନି, ଅସୁବିଧା ହବ। ମୁଁ ପଢାଇବା ବେଲେ କଣ ମୋର ସବୁ କାମ ଦାମ ଛାଡିକିରି ମୁଁ ଆପଣଙ୍କୁ ଗୋଟେ ଘଣ୍ଟା ପଢେଇ ସବୁ ଜିନିଷ ବସି ନା ନା କ୍ଲାସ ଅଧାରେ ଉଠିକି ପଳେଇବି, ନା ବୁଲି ବୁଲିକା ଆପଣଙ୍କୁ ପଢେଇବି କି? ନାଇଁ ନା। ତାହେଲେ କୁହନ୍ତୁ, ସମସ୍ତେ ଆନ୍ସର ଅଲଗା ଅଲଗା ଆସିଲା, ଏବେ ସଠିକ ଆନ୍ସର ମତେ କୁହନ୍ତୁ କେତେ ହବ? ସଠିକ ଆନ୍ସର କେତେ ହବ କିଏ କହିବ? ସଠିକ ଆନ୍ସର କେତେ ଆସିବ କିଏ କହିବ? ତାହେଲେ ଅଡିଓ ଅନ୍ କରନ୍ତୁ। ଦୁଇ ଅଡିଓ ଅନ୍ ଚାଳିଶ। କରି 2 ଘଣ୍ଟା 24 ମିନିଟ୍ ସାର୍। ଆଜ୍ଞା। 2 ଘଣ୍ଟା 24 ମିନିଟ୍। ତାହେଲେ କେମିତି କାଲକୁଲେସନ କଲେ କୁହନ୍ତୁ? ଅନ୍ୟମାନଙ୍କୁ କୁହନ୍ତୁ, ଅନ୍ୟମାନେ ସେମିତି କାଲକୁଲେସନ କରିବେ, କେମିତି କରିବେ? ସାର୍ ଆମର 12 ଘଣ୍ଟା ଇଣ୍ଟୁ 60 ମିନିଟ୍। ଆଜ୍ଞା। 12 × 60 ଆଜ୍ଞା। ସାର୍ 720। ଆଜ୍ଞା। ସାର୍ ଟୋଟାଲ ହେଲା 720 ମିନିଟ୍। 720 ÷ 5 ଆଜ୍ଞା। ସାର୍। କେତେ ଆସିଲା? ତାହେଲେ ଦେଖନ୍ତୁ, ଯୋଉମାନେ କାଲକୁଲେସନ ଭୁଲ କରୁଛନ୍ତି, ସଠିକ କାଲକୁଲେସନ ପାଇଁ ଯଦି ଆପଣ ଘଣ୍ଟାରେ କାଲକୁଲେସନ କରିପାରୁନାହାନ୍ତି ଡାଇରେକ୍ଟ ଇଏ କରି, ପ୍ରଥମେ ଘଣ୍ଟାକୁ ମିନିଟ କନଭର୍ସନ କରିଦେବେ। ଯେହେତୁ 5ରେ ସାର୍ ଡିଭାଇଡ କରି ମିନିଟ ସେକେଣ୍ଡ ଅଛି ନା, ତ ସାର୍ ପ୍ରଥମେ ଆସିଲା କଣ ଆଜ୍ଞା। 144 ମିନିଟ୍। ତ ଶହେ 104। ଚଉରାଳିଶ ଓକେ। ତାହେଲେ ଶହେ ପ୍ରଥମେ ଆମେ ଚଉରାଳିଶ କଣ କରିବା? 12 ଘଣ୍ଟାକୁ ମିନିଟ କନଭର୍ସନ କରିଦବା। ତାହେଲେ ଦ୍ୟାଟ ମିନ୍ସ 60 × 12। 60 × 12 ହେଲା କେତେ? 720। 720କୁ ଆମେ ଡିଭାଇଡ କରିଦବା କେତେରେ? 5। 5ରେ ଡିଭାଇଡ କରିଦବା। 5ରେ ଡିଭାଇଡ କଲେ କେତେ ଆସିଲା? 144। 720କୁ ଯଦି ଆପଣ 5ରେ ଡିଭାଇଡ କରୁଛନ୍ତି, 144। ଦେଖିଲେ ଡିଭାଇଡ କଲେ ଏତିକି ଆସୁଛି ତ? ଡିଭାଇଡ କରନ୍ତୁ। ସବୁ ଜିନିଷ କାଲକୁଲେଟର ମାରିଦେଲେ ଏପଟ ସେପଟ ହେଇଯିବ। ଆଉଛି 144। 144 ହେଲା ତ ଶହେ ହୁଁ ଚଉରାଳିଶ ମିନିଟ ଶହେ ହୁଁ ଚଉରାଳିଶ ମିନିଟ କି ଆମେ ବର୍ତ୍ତମାନ କଣ କରିବା? ଘଣ୍ଟାରେ। ଘଣ୍ଟାକୁ କନଭର୍ସନ କରିଦବା। ଆଜ୍ଞା। ତାହେଲେ କେତେ ହେଲା? 2 ଘଣ୍ଟା। 2.40 ଦୁଇ ମିନିଟ୍। ଘଣ୍ଟା କେମିତି ସାର୍? ଶହେ ଟୁ ଚଉରାଳିଶ ପଏଣ୍ଟ ମିନିଟ ଫୋର ନା। ଆପଣ କାଲକୁଲେଟର ମାରିଦେଲେ ଏଠି ଭୁଲ ହେଇଯିବ। କାଲକୁଲେଟର ଯଦି ମାରୁଛନ୍ତି ଏ ଜାଗାରେ ଭୁଲ ହେଇଯିବ। ତ ଆଚ୍ଛା। କଣ କରିବା? 144 ମିନିଟ। ଘଣ୍ଟାକ କେତେ ହୁଁ ମିନିଟ? 60 ମିନିଟ। ଷାଠିଏ ତାହେଲେ କେତେ ଷାଠିଏ ହେଲା? 2 ଘଣ୍ଟା 120। ହଁ ଦୁଇ ଷାଠିଏ ଘଣ୍ଟା ହେଲେ ଷାଠିଏ ହଁ ଶହେ ଠିକ କୋଡିଏ କହିଲେ। 120 ପରେ ଆଉ କେତେ ମିନିଟ ବଢିଲା? ସେ ଆଉ ଶହେ 24 ଚଉରାଳିଶ ମିନିଟ୍। ମିନିଟ ନା, 24 ଆଜ୍ଞା। ମିନିଟ। ତାହେଲେ ହଁ କେତେ ସାର୍ ହେଲା? ଠିକ କହିଲେ, ଠିକ 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 ସାର୍। 2 ଘଣ୍ଟା 24 ମିନିଟ। 24 ମିନିଟ୍। ବୁଝିପାରିଲେ କାଲକୁଲେସନ ସମସ୍ତେ? ସାର୍ ସାର୍। ସବୁ କାଲକୁଲେଟର ମାରିଦେଲେ ଆମେ ଯଦି 2 ଘଣ୍ଟା 40 ମିନିଟ କରିଦବା, ଡିଫରେନ୍ସ କେତେ ଦେଖୁଛନ୍ତି? 16 ମିନିଟ ଡିଫରେନ୍ସ। 16 ମିନିଟ ହଁ। ଡିଫରେନ୍ସ ବହୁତ କିଛି ଜିନିଷ ହେଇଯିବ। ହୁଁ। ତ ସମସ୍ତେ ଟାଇମ କାଲକୁଲେସନ ଜାଣିପାରିଲେ। ସମସ୍ତେ ଟାଇମ କାଲକୁଲେସନ ଜାଣିପାରିଲେ। କାହାର ଯଦି ଅସୁବିଧା ଅଛି ତାହେଲେ ଚାଟ ବକ୍ସରେ ଲେଖନ୍ତୁ। ଯଦି ଟାଇମ କାଲକୁଲେସନରେ କାହାର କିଛି ଅସୁବିଧା ଅଛି ତାହେଲେ ଏଇଠି ସମସ୍ତେ କ୍ଲିୟର? ସମସ୍ତେ କ୍ଲିୟର? ଚାଟ ବକ୍ସରେ ଲେଖନ୍ତୁ ଭାଇ, ଲେଖନ୍ତୁ, ସମସ୍ତେ ଲେଖନ୍ତୁ ୟେସ୍ ବୋଲି। କାହିଁକି? ଏଇ ସମୟ ଉପରେ ଆମେ ସବୁ ଜିନିଷ କାଲକୁଲେସନ କରିବା। ପାଠକୁ ଆମେ ଏପର୍ଯ୍ୟନ୍ତ ଯାଇନେ।
ଆମେ ବର୍ତ୍ତମାନ ସମୟରେ ଅଛେ। ତେଣୁ ଏ ସମୟ ଯଦି ଆମେ କାଲକୁଲେସନ ନ କରିପାରିବା ସବୁ ପ୍ରକାର ଅସୁବିଧା ହେଇଯିବ। ତ ଆଶା କରେ ସମସ୍ତେ ଟାଇମ ବୁଝିପାରିଲେ। ଯଦି ବୁଝିପାରିଲେ ଏବେ କୁହନ୍ତୁ, ତ ଦିନକୁ ଆମେ କଣ କଲେ, 12 ଘଣ୍ଟା ଯୋଉ ନେଲେ 12 ଘଣ୍ଟାକୁ 5 ରେ ଡିଭାଇଡ କଲେ। 5 ଡିଭାଇଡ କଲେ ଆମେ ପାଇଲେ କେତେ ନା 2 ଘଣ୍ଟା 24 ମିନିଟ। 2 ଘଣ୍ଟା 24 ମିନିଟ, ତ ଆକୁ କୁହନ୍ତି ଯମ କହନ୍ତି। ଗୋଟେ ଯମ ହେଲା କଣ, ଗୋଟେ ଯମ ହେଲା 2 ଘଣ୍ଟା 24 ମିନିଟ। ଦିନକୁ ହେଲା 24 ଘଣ୍ଟା, ଦିନକୁ ଆମେ 12 ଘଣ୍ଟା ନେଲେ, ରାତିକୁ 12 ଘଣ୍ଟା ନେଲେ। ଅବଶ୍ୟ ପ୍ରତିଦିନ 12 ଘଣ୍ଟା ହଉନି, ତାପରେ ଆମେ ଚେଞ୍ଜ କରିବା କେମିତି କଣ ସବୁ କାଲକୁଲେସନ କରେ, ନେକ୍ସଟ କାଲକୁଲେସନ ଅଛି। କିନ୍ତୁ ଆମେ ବାଇ ଡିଫଲ୍ଟ ଆମେ କାଲକୁଲେସନ କରିଦେଲେ କଣ, ଯେ ଦିନକୁ 12 ଘଣ୍ଟା ନେଲେ, ରାତିକୁ 12 ଘଣ୍ଟା ନେଲେ, ତାହେଲେ ଯୋଉ 5ଟି ବାର ଯୋଉ ରହିଲା, ତ ସେଇ ଅନୁଯାୟୀ ଆମେ କଣ କରୁ, 5 ଭାଗ ଡିଭାଇଡ କରିଦେଲେ। 5 ଭାଗ ଡିଭାଇଡ କଲେ ଆମେ ପାଇଲେ 2 ଘଣ୍ଟା 24 ମିନିଟ। ଦ୍ୟାଟ ମିନ୍ସ ତାକୁ କହନ୍ତି ପାଞ୍ଚ ଯମ କହନ୍ତି। ତାପରେ ତାକୁ ମଧ୍ୟ ଏଗାର ଆମେ 5ରେ ଡିଭାଇଡ କରିବା। ତାକୁ କଣ କରିବା, 5ରେ ଡିଭାଇଡ କରିବା। ତାହେଲେ ମତେ ବର୍ତ୍ତମାନ କୁହନ୍ତୁ, 2 ଘଣ୍ଟା 24 ମିନିଟ, 2 ଘଣ୍ଟା 24 ମିନିଟକୁ ଆମେ 5ରେ ଡିଭାଇଡ କଲେ କେତେ ପାଇବା? କୁହନ୍ତୁ, ଡିଭାଇଡ କରନ୍ତୁ ଏକ୍ଜାକ୍ଟଲି ସେମିତି। 2 ଘଣ୍ଟା 24 ମିନିଟ, ଦ୍ୟାଟ ମିନ୍ସ ଆମେ ପାଇଲେ 144। 144 ମିନିଟ କି ଆମେ 5ରେ ଡିଭାଇଡ କରିବା। 5 ଡିଭାଇଡ କରି ମତେ କୁହନ୍ତୁ କେତେ ପାଉଛନ୍ତି, କେତେ ପାଉଛନ୍ତି କୁହନ୍ତୁ। କେତେ ପାଇଲେ କୁହନ୍ତୁ। 28 ମିନିଟ୍ ସାର୍, 28.28 ହଉଛି, 8 ହଉଛି। ଏପଟେ କ୍ୟାମେରା ଅନ୍ ଅଛି, କ୍ୟାମେରା ଅନ୍ ପଢୁଛି। ଏପଟେ ଆସନ୍ତୁ। 44 ମିନିଟ୍ 5 ଆଜ୍ଞା, କେତେ ହେଲା? 28 ମିନିଟ୍ 8 ସେକେଣ୍ଡ ହଉଛି ସାର୍। ସମସ୍ତେ ଆଉ ଥରେ ଠିକ ଠାକ କରନ୍ତୁ। ସମସ୍ତେ ଠିକ ଠାକ କରନ୍ତୁ। ସମସ୍ତେ ଠିକ ଠାକ କରନ୍ତୁ। 44 ମିନିଟ୍ ହେଲା। 44 ମିନିଟ୍ ସମସ୍ତେ ଠିକ ଠାକ କରନ୍ତୁ। ମାନେ ସମସ୍ତେ ଜାଣିବା ଦରକାର, ଏଇଥିପାଇଁ କହୁଛି ସମସ୍ତେ ଜାଣିବା ଦରକାର, କାଲକୁଲେସନ ଠିକ ଠାକ କରିବା ଦରକାର। ନହେଲେ ଅସୁବିଧା ହେଇଯିବ, ନହେଲେ ଗଡବଡ ହେଇଯିବ। ସମସ୍ତେ କାଲକୁଲେସନ ଠିକ ସେ କରିବା ଦରକାର। ଠିକ ହେଇଗଲା? କେତେ ପାଇଲେ ତାହେଲେ, କେତେ ହେଲା? 28 ମିନିଟ୍ 8 ସେକେଣ୍ଡ ସାର୍। ଆଭରେଜରେ ଆମେ ପାଇଲେ କେତେ, 28 ମିନିଟ। ଠିକ ଅଛି। ତାହେଲେ ଚାଲନ୍ତୁ ଆମେ କାଲକୁଲେସନ କରିବା। ଯଦି ଆମେ ସକାଳ 6ଟା ଆରମ୍ଭ ହୁଏ, ଏଇଟା କାଲକୁଲେସନ ଜାଣନ୍ତୁ, ସେଇ ଅନୁଯାୟୀ ଆପଣ ରେଷ୍ଟ କାଲକୁଲେସନ କରିବେ। ତାହେଲେ ଫାଷ୍ଟ ଏମ୍ ଫାଷ୍ଟ ଜମ ଯୋଉଟା କହୁଛେ, ଆମ ଫାଷ୍ଟ ଜମ 6ଟାରୁ ଆମେ ନବା, ତାହେଲେ କେତେ ହବ? ଫାଷ୍ଟ ଜମ ହବ କେତେ, 6ଟା ହେଲା, ତାହେଲେ 6ଟାରୁ 6 AM to 8:24 AM। ଫାଷ୍ଟ ଏମ୍ ହବ କେତେ, 6ଟା to 6 AM to 8:24 AM। ପେନ୍ ଆଣ୍ଡ ପେପର ଲେଖନ୍ତୁ, ଲେଖିଲେ ହିଁ ଆପଣ ଖାତାରେ ରହିବ। ତେଣୁ ଆକୁ ଆପଣଙ୍କୁ ଆଉ କିଛି ଜିନିଷ ଦେଖେଇକିରି କହୁନି ଯେ ଆପଣ ଲେଖନ୍ତୁ, ଖାତାରେ ଲେଖନ୍ତୁ। ଯେତେ ଲେଖିବେ ଆପଣ ସେତେ କ୍ଲିୟର ହେବେ। 6 AM to ଫାଷ୍ଟ 6 AM to 8:24 AM। 2 ଘଣ୍ଟା 24 ମିନିଟ ଆଡ କରିଦେଲେ। 6ଟାରୁ ଯଦି ଆମେ ସକାଳୁ ଲେଖନ୍ତୁ, ଫାଷ୍ଟ ଏମ ଲେଖନ୍ତୁ। ଫାଷ୍ଟ ଏମ ହେଲା କେତେ, 6 AM to 8:24 AM। କେମିତି ପାଇଲେ? ଆମେ ଯୋଉ 12 ଘଣ୍ଟାକୁ 5ରେ ଡିଭାଇଡ କଲେ, ପ୍ରତି ଜମ ପାଇଲେ ଆମେ 2 ଘଣ୍ଟା 24 ମିନିଟ। ତ 6ଟାରେ ଯଦି ଆମେ 2 ଘଣ୍ଟା 24 ମିନିଟ ମିଶେଇ ଦଉଛେ, ତାହେଲେ କେତେ ହେଲା? ଫାଷ୍ଟ ଜମ ହେଲା 6 AM to 8:24 ଜମ। ସମସ୍ତେ କ୍ଲିୟର? ତାହେଲେ ସେକେଣ୍ଡ ଜମ କେତେ ହବ? ସେକେଣ୍ଡ ଜମ କେତେ ହବ?
8ଟା 24 ରେ ଏଗେନ୍ 2 ଘଣ୍ଟା 24 ମିନିଟ୍ ଆଡ୍ କରିଦିଅନ୍ତୁ। 8ଟା 24 ରେ 2 ଘଣ୍ଟା 24 ମିନିଟ୍ ଆଡ୍ କରନ୍ତୁ, କେତେ ହେଲା? 10:48। 10ଟା 48। ତାହେଲେ 8:24 AM ଟୁ 10:48 AM। 8ଟା 24 ରୁ 10ଟା 48। ଏଇଟା ହେଲା ସେକେଣ୍ଡ। ତାହେଲେ ଥାର୍ଡ କେତେ ହବ? 10ଟା 48ରେ 2 ଘଣ୍ଟା 24 ମିନିଟ୍ ଆଡ୍ କରନ୍ତୁ। ଏଇଥିପାଇଁ ଆପଣଙ୍କୁ ପେନ୍ ଆଣ୍ଡ ପେପର କରି ଶିଖଉଛି। ତ ଆପଣ ମାନେ ଏଇ ଜିନିଷ ଯଦି ପ୍ରଥମରୁ ସବୁ ଶିଖିଗଲେ ନା, ଆଉ ନେକ୍ସଟ କାଲକୁଲେସନ କିଛି ଅସୁବିଧା ହବନି। ଆପଣ ପ୍ରେଡିକ୍ସନ ରେ ବହୁତ ସୁବିଧା ଆସିବ। 12:72 PM। ସରି, ନା ଏଇଟା 13 ହେଇଯିବ। 13ଟା 12। ଦ୍ୟାଟ ମିନ୍ସ 13ଟା 12, ଦ୍ୟାଟ ମିନ୍ସ 1:12। ହୁଁ। ଜଷ୍ଟ ଥାର୍ଡ ଜମ ହେଲା ଆପଣଙ୍କ, ଥାର୍ଡ ଜମ ହେଲା 10ଟା 48 AM ଠାରୁ 1:12 PM। ସମସ୍ତେ ବୁଝିପାରୁଛନ୍ତି? କାଲକୁଲେସନ ହଉଛି ଠିକ ଠାକ? ହଁ। ତାପରେ ଯିବା ଫୋର୍ଥ ଜମ। ଫୋର୍ଥ ଜମ ଅର ଚତୁର୍ଥ ଜମ କେତେ? 1:12ରେ ଆମେ ଆଡ କରିବା କେତେ? 2 ଘଣ୍ଟା 24 ମିନିଟ୍। କେତେ ଆସିଲା? 1:12ରେ ଆମେ 2 ଘଣ୍ଟା 24 ମିନିଟ୍ ଆଡ କରିବା। ବୋଲେ 3ଟା 36। 36 sir। 3ଟା 36। ତାହେଲେ ଚତୁର୍ଥ ଜମ ହେଲା ଆପଣଙ୍କର 1:12ରୁ 3ଟା 36। ତାପରେ ଫିଫ୍ଥ ଜମ। ଫିଫ୍ଥ ଜମ 3ଟା 36 AM 3ଟା 36ରୁ କେତେ ହେଲା? 3ଟା 36ରୁ 6ଟା। କେତେ ହେଲା? 6 6ଟା। PM। ତାହେଲେ ଆପଣ ମାନେ ସମସ୍ତେ ବୁଝିପାରିଲେ? ହଁ। ବୁଝିପାରିଲେ ନା? କାହାର ଯଦି ଅସୁବିଧା ଅଛି କୁହନ୍ତୁ। ଯାହାର ଅସୁବିଧା ଅଛି କୁହନ୍ତୁ। ଆଉ ଥରେ ଆମେ ବୁଝେଇଦବା, କିଛି ଅସୁବିଧା ନାହିଁ। ଯଦି କାହାର ଅସୁବିଧା ଅଛି କୁହନ୍ତୁ। ସମସ୍ତେ ବୁଝିପାରିଲେ? କାହାର କିଛି ଅସୁବିଧା ନାହିଁ? ଓକେ। ତ ଏ ଜିନିଷ ହେଲା ଆମେ ଦିନ ବେଳା କଲେ। ତାପରେ ରାତି ଟାଇମ କି ଯିବା। ରାତି ଟାଇମ କାଲକୁଲେସନ କରନ୍ତୁ। ରାତି ଟାଇମ ଲେଖନ୍ତୁ। ସେମ୍ ୱେରେ ରାତି ଟାଇମ ଲେଖନ୍ତୁ। ଇଏ ହେଇଗଲା ଦିନ। ତାପରେ ରାତି ଲେଖନ୍ତୁ, ଆଉ ଗୋଟେ କଲମ କରିଦିଅନ୍ତୁ ରାତି। ରାତିରେ କଣ ଆସିବ? ତାହେଲେ ପ୍ରଥମ ଆସିବ କେତେ? ସେମ୍ ଜିନିଷ, ଆଉ କିଛି କାଲକୁଲେସନ କରିବା ପାଇଁ ପଡେନି। ରାତି ଲେଖେ କେତେ? 6 PM ଟୁ କେତେ? 6 PM ଟୁ 8:24 PM। PM କୁ କନଭର୍ଟ କରିଦେବେ। ଇଏ AM ଲେଖୁଥିଲେ, PM ହଁ। କନଭର୍ସନ କରିଦେବା। ସେକେଣ୍ଡ ଜମ କେତେ ଆସିବ? ସେକେଣ୍ଡ ଜମ ଆସିବ କେତେ? 8ଟା 24 PM ଟୁ 10ଟା 48 PM। ତୃତୀୟ ଜମ ଆସିବେ କେତେ ଆପଣଙ୍କର? 10ଟା 48 PM ଟୁ 10ଟା 48 PM ଟୁ କେତେ ହବ? 10ଟା କୁହନ୍ତୁ। 48 PM କୁ 13ଟା। 10 ଏଠି 13ଟା ସାର କୁଆଡେ ଆସିବ? ଓ 13ଟା 12 ହବା ହିଁ ଯାଇ 13ଟା ନାଇଁ। ରାତି ଆମେ କାଲକୁଲେସନ କରୁଛେ। ରାତିରେ 13ଟା କୁଆଡେ ଆସିବ? ରାତି ଆଚ୍ଛା ଆଚ୍ଛା। ଆସିବ 10ଟା 48 PM ରୁ 1:12 AM। ରାତି ହୁଁ। 12ଟା ପରେ ଦିନ ଚେଞ୍ଜ ହେଇଗଲା। ରାତି ଆଚ୍ଛା। 12ଟା ପରେ ଦିନ ଚେଞ୍ଜ ହେଇଗଲା। 1:12 କଣ ମୋର ଆସିବ? ଏମ୍। PM ଟା ଏମ୍ ଆସିବ। ତାପରେ ଚତୁର୍ଥ ଜମା ଆସିବ 1:12 AM ଠାରୁ 3ଟା 36 AM। ତାପରେ ଫିଫ୍ଥ ଜମା ଆସିବ କେତେ? 3ଟା 36 AM ରୁ 6ଟା AM, ମାନେ ସକାଳ 6ଟା। 24 ଘଣ୍ଟା ନା, 24 ଘଣ୍ଟା ଆମେ ଦିନ 12 ଘଣ୍ଟା କାଲକୁଲେସନ କଲେ, ରାତି 12 ଘଣ୍ଟା କାଲକୁଲେସନ କଲେ। ତାହେଲେ ଦିନ ରାତି ଆମେ ସମସ୍ତେ ଜାଣିଗଲେ। ଆଉ କାଲକୁଲେସନ କିଛି ଅସୁବିଧା ନାହିଁ। ତାହେଲେ ମତେ ଏବେ କୁହନ୍ତୁ ଆପଣ ମାନେ, ଇଏ ତ ଆମେ ଜେନେରାଲ କାଲକୁଲେସନ ଦେଖେଇଦେଲେ। ଯଦି ସକାଳ 6ଟାରେ ଯଦି ସୂର୍ଯ୍ୟ ଉଦୟ ହୁଏ,
ତାହେଲେ ଏଇ ଅନୁଯାୟୀ କାଲକୁଲେସନ ଆପଣ କଲେ। ସକାଳ 6ଟାରେ ଯଦି ଉଦୟ ହେଇକିରି ସକାଳ 6ଟାରେ ଉଦୟ ହେଇକିରି ସନ୍ଧ୍ୟା 6ଟାରେ ସୂର୍ଯ୍ୟାସ୍ତ ହୁଏ, ତାହେଲେ ଆମର ଏତିକି କାଲକୁଲେସନ ହେଲା। ତାହେଲେ ଆଜିର କାଲକୁଲେସନ ବି ଜାଣିବା ଦରକାର, କାରଣ ଏ ସବୁ ଜିନିଷ ଇମ୍ପୋର୍ଟାଣ୍ଟ ହେଲା, କାଲକୁଲେସନ ଜାଣିବା ଦରକାର। ତାହେଲେ ମତେ କୁହନ୍ତୁ, ଯିଏ ଯୋଉ ଜାଗାରେ ଅଛନ୍ତି, ଯିଏ ଯୋଉ ଜାଗାରେ ଅଛନ୍ତି, ଆପଣ ମାନଙ୍କର ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ସମୟ ବାହାର କରି କୁହନ୍ତୁ। ପୂର୍ବ କ୍ଲାସରେ ଆମେ କହିଥିଲେ ସୂର୍ଯ୍ୟ ଉଦୟ ସୂର୍ଯ୍ୟ ଅସ୍ତ ସମୟ ବାହାର କରନ୍ତୁ। ଆଇଦର ଯଦି ମୁଁ କହିଥିଲି ଆପଣ ମାନଙ୍କୁ ପାଖରେ ଆଇଦର ପଞ୍ଜି ରଖିବେ, ନଚେତ୍ ପ୍ରତିଦିନର ତିଥି ବାର ଲେଖିକି ରଖିବେ ସବୁ। ତାହେଲେ କୁହନ୍ତୁ ଆଜି କୋଉ ତିଥି? କିଏ କହିବ ଆଜି କୋଉ ତିଥି କୋଉ ବାର ଆଉ କୋଉ ନକ୍ଷତ୍ର? ବାହାର କରନ୍ତୁ, ନେଟ ସର୍ଚ୍ଚ କରନ୍ତୁ, ଯୁଆଡେ କରନ୍ତୁ, ବାହାର କରି ମତେ କୁହନ୍ତୁ। ପୂର୍ବ କ୍ଲାସରେ ଆପଣ ମାନଙ୍କୁ ସବୁ କହିଥିଲି। ଯଦି ନ ଜାଣି ପାରୁଛନ୍ତି, ଯଦି ପାଖରେ ପାଞ୍ଚ ପାଞ୍ଚ ଲେଖନ୍ତି, ନେଟ ମାରନ୍ତୁ, ଗୁଗଲ ସର୍ଚ୍ଚ କରନ୍ତୁ ତିଥି ଟୁଡେ। ଅର ଆପଣଙ୍କ ଏରିଆରେ ଯୋଉଟା ଅଛି, ଆପଣଙ୍କ ଏରିଆରେ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ମାନେ ସପୋଜ ଆପଣ ରହୁଛନ୍ତି କଳାହାଣ୍ଡିରେ ରହୁଛନ୍ତି, ତାହେଲେ କଣ ଲେଖିବେ? ଗୁଗଲ ମାରିଦେବେ ସନରାଇଜ ଟାଇମ ଇନ କଳାହାଣ୍ଡି ଟୁଡେ, ସନରାଇଜ ଟାଇମ ଟୁଡେ ଇନ କଳାହାଣ୍ଡି, ଅର କଳାହାଣ୍ଡି ଇନ ଟୁଡେ। ଅର ଯଦି ପୁରୀରେ ଅଛନ୍ତି, ସନରାଇଜ ଟାଇମ ଇନ ପୁରୀ ଟୁଡେ। ମାରନ୍ତୁ, କୁହନ୍ତୁ କେତେ ଆସିଲା। ଆକୁ ନେଇ କାଲକୁ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ସମୟ ବାହାର କରନ୍ତୁ। ଆକୁ ତ ଯେମିତି କାଲକୁ, ସମ୍ବଲପୁର ସାର୍ ଆଜ୍ଞା 5ଟା 41, 5ଟା 14 ସାର୍ ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ଅଛି 6ଟା 40। ତ ଲେଖନ୍ତୁ ଆପଣଙ୍କ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ସମୟ ଲେଖନ୍ତୁ ସାର୍ ଖାତାରେ ଆପଣଙ୍କର। ଆପଣ ଆଜିର କାଲକୁଲେସନ, ଏଇଟା ତ ଜେନେରାଲ କାଲକୁଲେସନ ମୁଁ ଆପଣଙ୍କୁ ବୁଝେଇଦେଲି। ଆପଣଙ୍କୁ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ନେଇ କାଲକୁଲେସନ ସାର୍, କରିବେ। ତ ଲେଖନ୍ତୁ ଆଜ୍ଞା ଆପଣଙ୍କ ଅଞ୍ଚଳର ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ସମୟ ଲେଖନ୍ତୁ। ନହେଲେ ଦେଖନ୍ତୁ ସ୍କ୍ରିନ୍ ସେୟାର କରି ମୁଁ ଆପଣ ଦେଖଉଛି। ତ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ଯଦି ଆପଣ ଜାଣିବା ପାଇଁ ଚାହିଁବେ, ମୁଁ ଆଗରୁ କଣ କହିଥିଲି ଦେଖନ୍ତୁ ଆଜ୍ଞା। ଗୁଗଲ ପଳେଇବେ, ସନରାଇଜ ଆଟ ପୁରୀ ଟୁଡେ। ସପୋଜ ପୁରୀରେ କେତେ ସନରାଇଜ ଆପଣ ଜାଣିବେ, ସିମ୍ପଲି ଗୁଗଲ ଟାଇପ କରିଦେଲେ ଦେଖନ୍ତୁ ଏଠି ବି ଆସିଯିବ, ଡାଇରେକ୍ଟ ଗୁଗଲ ରେ ଆସିଯିବ। କେତେ ଆସିଲେ? 5ଟା 10। ଆଉ ଡିଟେଲ ଯିବା, ମୁଁ କହିଥିଲି ଡିଟେଲ ଆମେ ତିଥି ପିଥି ସବୁ ଜାଣିବା। ଏଇ ଯୋଉ ଦୃକ୍ ପଞ୍ଚାଙ୍ଗ ଅଛି, ଦୃକ୍ ପଞ୍ଚାଙ୍ଗ, ଏଇ ଦୃକ୍ ପଞ୍ଚାଙ୍ଗ ଉପରେ ଆପଣ କ୍ଲିକ କରିଦେଲେ। ଦେଖନ୍ତୁ ଆପଣ ଆସିଗଲେ ଏଠି କେତେ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ଆସିଗଲା। ସୂର୍ଯ୍ୟୋଦୟ ପୁରୀ ଠାରେ ସୂର୍ଯ୍ୟ ଉଦୟ ହେଇଛି କେତେ 5ଟା 10, ଆଉ ସୂର୍ଯ୍ୟାସ୍ତ କେତେ ହେଇଛି 6ଟା 38। ତାହେଲେ କୁହନ୍ତୁ ଆଜିର ଦିନ, ଏଠି ଯେମିତି ମୁଁ ଦେଖିଲି ସପୋଜ ପୁରୀ ଦେଖିଲି, ସୂର୍ଯ୍ୟ ଉଦୟ ହେଇଛି 5ଟା 10, ସୂର୍ଯ୍ୟ ଅସ୍ତ ହେଇଛି କେତେ 6ଟା 38। ତାହେଲେ ମତେ କୁହନ୍ତୁ, ତାହେଲେ ଦିନକ କେତେ ଘଣ୍ଟା ହେଲା, ରାତି କେତେ ଘଣ୍ଟା? କୁହନ୍ତୁ। ଯେ 24 ଆୱାର ହେଲା, ବର୍ତ୍ତମାନ 5ଟା 10 ରୁ 6ଟା 38 କେତେ ସମୟ ହେଲା କୁହନ୍ତୁ। 5ଟା 10 ଠାରୁ 6ଟା 38 କେତେ ହେଲା କୁହନ୍ତୁ। ସେଇ ଅନୁଯାୟୀ ଆମେ କାଲକୁଲେସନ କରିବା। ସେଠି ଯେମିତି ଗୋଟେ ଜମ ହୋଇଥିଲା 2 ଘଣ୍ଟା 24 ମିନିଟ, ଏଠି ସେମିତି ବାହାର କରିବା ଦିନକ। ଆପଣ ନିଜ ନିଜ ଜିଲ୍ଲାରେ, ଯିଏ ଯୋଉ ଜିଲ୍ଲାରେ ରହୁଛନ୍ତି ସେଇ ଜିଲ୍ଲାରେ କାଲକୁଲେସନ ସେମିତି କରିବେ। ତାହେଲେ କୁହନ୍ତୁ 5ଟା 10 ରୁ 6ଟା 38। ଆଗ ଏଇଟା ମୁଁ କହିଦଉଛି, ତାପରେ ଆପଣ ନିଜ ଜିଲ୍ଲାରେ ସବୁ ବାହାର କରିବେ। କୁହନ୍ତୁ ଏଇଟା କେତେ ହେଲା, କେତେ ଘଣ୍ଟା କେତେ ମିନିଟ ହେଲା? ଏଇ 5ଟା 10 ରୁ 6ଟା 38 ମତେ କାଲକୁଲେସନ କରି କୁହନ୍ତୁ।
13 घंटा 28 मिनिट। ଆଜ୍ଞା 13 घंटा 28 मिनिट सर। 13 ଘଣ୍ଟା 28 ମିନିଟ୍ ପକ୍କା। सर ଆଉ ସମସ୍ତେ କାଲକୁଲେସନ କୁହନ୍ତୁ, ସମସ୍ତେ କାଲକୁଲେସନ କରି କୁହନ୍ତୁ ଚାର୍ଟ ତେର ବସିକି। 13 ଘଣ୍ଟା 50 ହଉଛି। ସମସ୍ତେ କାଲକୁଲେସନ କରନ୍ତୁ ତେର ଦେଖିବା। 13 ଘଣ୍ଟା 52 ହଉଛି। 7 × 10 = 12 ସମସ୍ତେ କାଲକୁଲେସନ କରନ୍ତୁ, କାଲକୁଲେସନ କଲା ପରେ ଆମେ ଦେଖିବା କେତେ ଜଣଙ୍କ କାଲକୁଲେସନ ଠିକ ଅଛି, କେତେ ଜଣଙ୍କ କାଲକୁଲେସନ ଭୁଲ ଅଛି ଦେଖିବା। ନେକ୍ସଟ 13 ଘଣ୍ଟା 19 ମିନିଟ। ଆଜ୍ଞା 13 ଘଣ୍ଟା 19 ମିନିଟ। 10 ମିନିଟ୍ ଆଡୁ ଏଇଟା ବୁଝେଇ ଦେଇଛି ଆଡୁ ସେମିତି କାଟବା ହେଇଥିବ 10 × 7 = 17 ଘଣ୍ଟା। 13 ଘଣ୍ଟା 17 सर 13 घंटा 19 मिनिट। बड़ा 38। ଠିକ ଠାକ କରୁଛନ୍ତି ତ? ତାହେଲେ ତାର କେମିତି 13 ଘଣ୍ଟା କାଲକୁଲେସନ? 19 ମିନିଟ ତାର ଭଲ ପଡୁଛି। ନା ମୁଁ ଭୁଲ ଠିକ ଆଉ କିଛି କହିନି ସାର୍। ମୁଁ ଏପର୍ଯ୍ୟନ୍ତ ଭୁଲ ଠିକ ଆପଣ ମାନଙ୍କୁ କିଛି କହି ନାହିଁ। ଦଶ ତାହେଲେ ଦେଖନ୍ତୁ, ଇଜି କାଲକୁଲେସନ ପାଇଁ ଆପଣ ବୁଝେଇ ଦଉଛି। ତ 6ଟା 29, 6ଟା 29 ମାନେ କେତେ ଟାଇମ? 6ଟା 29 ହଁ, ଯେ 24 ଆୱାର କନଭର୍ସନ କରିଦବା। 24 ଆୱାର ଯଦି କନଭର୍ସନ ସେଟା କରିଦବା ସାର୍ ତାହେଲେ କେତେ ହବ? 6ଟା 29 18 ଘଣ୍ଟା 18 ଟା 29 ହଉଛି। 29, ତାକୁ 29 ସବଟ୍ରାକ୍ସନ କରିଦବା କେତେ? 5 10। 5 10। ଯଦି 5 10 ଯଦି କରିଦଉଛନ୍ତି ତାହେଲେ କେତେ ହେଲା? 15ଟା ଅଛି। 13 ଘଣ୍ଟା 19। Just a minute. 15ଟା ଚେଞ୍ଜ। 5ଟା 10 ତାହେଲେ 29 କେତେ ବୋଲେ ହେଲା? 13 ଘଣ୍ଟା। 9 ଇଏ ହେଲା 2 ହେଇଗଲେ 1। Is it? 29 ମିନିଟରୁ ଯଦି 10 ମିନିଟ ଆମେ 13 ଯଦି ସବଟ୍ରାକ୍ଟ କଲେ ତ 19 ମିନିଟ। Is it? 19 ମିନିଟ୍। 8 ରୁ 5 ଗଲେ କେତେ? 8 ରୁ 5 ଗଲେ କେତେ? ଠିକ ଲେଖିଛି? ଠିକ ଲେଖିଛି ନାଇଁ? yes or no 3 କୁହନ୍ତୁ। ସାର୍ 13। 13 ଘଣ୍ଟା 19 ମିନିଟ। ତାହେଲେ ଆକୁ ଆମେ କଣ କରିବା? କନଭର୍ସନ କରିବା କେତେ? 5 ରେ ଡିଭାଇଡ କରିବା। 5 ରେ କେମିତି ଡିଭାଇଡ କରିବା? ତ 13 ଘଣ୍ଟା 19 ମିନିଟ ଅଛି। ପ୍ରଥମେ କଣ କରିବା? 13 × 60। 13 × 60 ମଲ୍ଟିପ୍ଲାଏ କରନ୍ତୁ, କେତେ ଆସିଲା କୁହନ୍ତୁ? କେତେ ହେଲା କହୁନାହାନ୍ତି? 780? 780 ହେଲା ନା କେତେ ହେଲା? 780 सर। 5 ରେ 780। ଡିଭାଇଡ କରନ୍ତୁ। 5 ରେ 780। ଡିଭାଇଡ 5 ରେ ଡିଭାଇଡ କରନ୍ତୁ। 5 ରେ ଡିଭାଇଡ କରନ୍ତୁ, କେତେ ହେଲା? 780 କି 5 ରେ 150 ଡିଭାଇଡ 156। 156 156। 156। ତାହେଲେ 78 କି ଯଦି ଆପଣ ଡିଭାଇଡ କରୁଛନ୍ତି 5 ରେ ତାହେଲେ ପାଇଲେ 156। ଠିକ ଅଛନ୍ତି ତ? सर ତାହେଲେ ଆଜ୍ଞା 156 କି ଆମେ କଣ କରିବା? କନଭର୍ସନ କରିବା ମିନିଟ କି। ତାକୁ ଏଗେନ 5 ଡିଭାଇଡ କରିବା। 156 କି ଏଗେନ ଡିଭାଇଡ କରନ୍ତୁ 5 ରେ। କେତେ ପାଇଲେ? 31.2। କେତେ ମିନିଟ ପାଇଲେ? 31 ମିନିଟ 72 31 सेकंड। ମିନିଟ ଏତିକି ଆସେ ସମସ୍ତଙ୍କର। 156 କୁ ଆମେ 5 ଡିଭାଇଡ କରିବା। ସମସ୍ତଙ୍କର ଆସିଗଲା? yes or no କୁହନ୍ତୁ।
ଆସିଲେ କି ନାହିଁ କୁହନ୍ତୁ? ତାହେଲେ ସମସ୍ତେ କାଲକୁଲେସନ ବୁଝିଗଲେ? ସମସ୍ତେ କାଲକୁଲେସନ ବୁଝିଲେ ନା ନାଇଁ କୁହନ୍ତୁ? ଆମେ ଯେ ସପ୍ତାହରେ ଯୋଉ କରୁଥିଲେ ଦେଖନ୍ତୁ, ସପ୍ତାହରେ ଆମେ ଯୋଉ ଦେଖୁଥିଲେ ନା, ସପ୍ତାହରେ ଆଗରୁ ଯୋଉ ଦେଖେଇଥିଲେ, ଏଠି ଦେଖନ୍ତୁ ଏ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ନେଇକିରି ଆପଣଙ୍କର କାଲକୁଲେସନ କରୁଛି। ସଫ୍ଟୱେयर ଦେଖନ୍ତୁ, ସଫ୍ଟୱେयर ଯୋଉ ୟୁଜ କରୁଥିଲେ ଏ ସଫ୍ଟୱେयर ଅଟୋମେଟିକ କରିବ, ଅବଶ୍ୟ ଟିକେ ଡିଫରେନ୍ସ ରହିବ, 5-6 ମିନିଟ ଏମିତି ବେଳେ ଡିଫରେନ୍ସ ରହିବ। ତ ଦେଖନ୍ତୁ ଏଠି ଯୋଉ କାଲକୁଲେସନ କରିଛି, ଇଏ ଜାଗା ନେଇକି ଇଏ ଯେକୌଣସି ଜାଗାରେ ଗୋଟେ କାଲକୁଲେସନ କରାଯାଇଛି, ଇଏ କାଲକୁଲେସନ ନେଇକିରି ସେ କଣ କରାଯାଇଛି ନା 6ଟା 8 6ଟା 8 6ଟା 8 ରୁ ପ୍ରଥମେ କଣ କରିଛି 8 ଘଣ୍ଟା 39 ମିନିଟ 50 ସେକେଣ୍ଡ। ତେଣୁ ଏ ସଫ୍ଟୱେର ରହିଲେ ଆପଣଙ୍କୁ କାଲକୁଲେସନ ଅଧିକା କରିବା ପାଇଁ ପଡିବନି, ଇଏ କଟି ପାରିବ। ଯଦି ଆପଣ ସଫ୍ଟୱେର ୟୁଜ ନ କରୁଛନ୍ତି, ନିଜେ ମାନୁଆଲ କରିବା ପାଇଁ ପଡିବ। ତ ସେଥିପାଇଁ ଆପଣ ଜାଣିଗଲେ ଫର୍ମାଟ କେମିତି କାଲକୁଲେସନ କରିବା ପାଇଁ ପଡେ। ଓକେ, ତ 6ଟା 8 ରୁ 8ଟା 39, ତାପରେ ଦେଖ 8ଟା 39 ରୁ 11ଟା 10, ଇଏ ଯେମିତି ସବୁ କାଲକୁଲେସନ କରାଯାଉଛି, 5ଟି ଅବସ୍ଥା କାଲକୁଲେସନ କରାଯାଉଛି। ତ ଆପଣ ମାନେ ଏବେ ଶିଖିଲେ 5ଟି ଅବସ୍ଥାର କାଲକୁଲେସନ ଶିଖିଲେ। କ୍ଲିୟର? ସମସ୍ତେ ବୁଝିପାରିଲେ? ସମସ୍ତେ କାଲକୁଲେସନ ବୁଝିପାରିଲେ ନା କାହାର କିଛି ଅସୁବିଧା ଅଛି କୁହନ୍ତୁ? ସାର୍ କୁହନ୍ତୁ। ଯୋଉଟା 19 ମିନିଟ ଟା ସାର୍ ହିସାବ ହେଲାନି। ତାକୁ ପୁଣି ଆମେ 5 ଡିଭାଇଡ କରି, ଆମେ ଡିଭାଇଡ କଲେ, ତାକୁ 5ରେ ଆମେ ଡିଭାଇଡ କଲେ କେତେ ପାଇଲେ? 2 ଘଣ୍ଟା 24 ମିନିଟ। ଉହୁଁ। ଆପଣ ଏଇ ଯୋଉ ଡିଭାଇଡ କଲେ 5ଟା ଆଜ୍ଞା 10 ରୁ 5ଟା 19 ରୁ ଦେଖେଇଲେ, ଆପଣ ପାଇଲେ କେତେ? 13 ଘଣ୍ଟା 19 ମିନିଟ। 13 ଘଣ୍ଟା 19 ମିନିଟ ଆମେ 5ରେ ଡିଭାଇଡ କଲେ କେତେ ପାଇଲେ? ଗୋଟେ ଜମକିସ୍ଟ କେତେ ହେଲା? ଆପଣ ଖାତାରେ ଲେଖିଲେନି କି କେହି? ଟିକେ ଜାଣି ହେଲାନି ଧଡା। ଆମେ ଯେ କାଲକୁଲେସନ କଲେ, ପ୍ରଥମେ ମାଇନସ କଲେ ନା, 6 ଘଣ୍ଟା 29 କୁ 5 ଘଣ୍ଟା 10 ମିନିଟ, ଦ୍ୟାଟ ମିନ୍ସ 18 ଘଣ୍ଟା 29 ରୁ ଆମେ ସବଟ୍ରାକ୍ସନ କଲେ କେତେ? 5 ଘଣ୍ଟା 10 ମିନିଟ। ତାହେଲେ କେତେ ପାଇଲେ? 13 ଘଣ୍ଟା 19 ମିନିଟ। ଆକୁ ଆମେ 5ରେ ଆଗେନ ଡିଭାଇଡ କଲେ, 5 ଡିଭାଇଡ କଲେ କେତେ ପାଇଲେ? କେତେ ପାଇଲେ କୁହନ୍ତୁ? 13 13 ତେର ଘଣ୍ଟା 19 ମିନିଟ। ତେର 13 ଘଣ୍ଟା ଘଣ୍ଟା ଉଣେଇଶ ମିନିଟ 13 ଘଣ୍ଟା 19 ମିନିଟ ଆମେ ଆଡ କଲେ କେତେ? 780। ଏଠି ଆମେ ଭୁଲ କାଲକୁଲେଟ କଲେ, କେତେ ଆସିଲା? 780 ପ୍ଲସ 19 780 ପ୍ଲସ 19, 780 ପ୍ଲସ 19 ହେଲେ କେତେ? 19 ଟା ହିସାବ ହେଇନଥିଲା 799 ସେଇଟା। 799 799। ହରଣ 799 5 କି ଆମେ 5ରେ ଡିଭାଇଡ କରିବା, 5ରେ ଡିଭାଇଡ କଲେ କେତେ ଆସିଲା? 2 ଘଣ୍ଟା 59 ମିନିଟ 80 ସେକେଣ୍ଡ। 2 ଘଣ୍ଟା 59 ମିନିଟ 59 ମିନିଟ 80 ସେକେଣ୍ଡ। 2 ଘଣ୍ଟା 59 ମିନିଟ 25 ସେକେଣ୍ଡ। ଏତିକି ତ? ସମସ୍ତେ ଏତିକି ଆସିଛି? 2 ଘଣ୍ଟା 59 80 ସେକେଣ୍ଡ ହଏନି। ଠିକ ସେ କରନ୍ତୁ ଭାଇ, ଠିକ ସେ କରନ୍ତୁ। 799 କୁ 5ରେ ଡିଭାଇଡ କରନ୍ତୁ, 5ରେ ଡିଭାଇଡ କରନ୍ତୁ, ତାହେଲେ କେତେ ଆସିବ? ସାର୍ 79। 159.8 ଦେଖନ୍ତୁ ଏଠି ମୁଁ 159.8 ଡିଭାଇଡ କରୁଛି, ଆମେ ତ 5ରେ ଡିଭାଇଡ କରିବା। 159.8 ଆଉଛି। ଆଜ୍ଞା 159 159.8 159 59.8 0.8 ଏତିକି ତ ସାର୍ ଆସୁଛି? ସାର୍ ସାର୍ ତାହେଲେ ଦେଖନ୍ତୁ 159 ମିନିଟ, ନାଇଁ କି? 159 ମିନିଟ, 159 ମିନିଟ ତାକୁ ହଁ ଆମେ ଘଣ୍ଟା କନଭର୍ସନ କରିବା। ଘଣ୍ଟା ହେଲେ କେତେ? 2 ଘଣ୍ଟା ହେଲେ 120, 120 ପରେ କେତେ ରହିଲା? 60 ରୁ ଆର ହେଲା 40, 39 ମିନିଟ। 2 ଘଣ୍ଟା 39 ମିନିଟ। ଓକେ, 8
second. Is it? ହଁ ହଁ ଏ ନା ସାର୍ ହଁ ତାପରେ ଆମେ ଯେତେବେଳେ ଜମା କାଲକୁଲେସନ କରିବା ପ୍ରଥମ ଜମା ଯେ କାଲକୁଲେସନ କରିବା କେତେ କରିବା ନା 5:10 AM ଟୁ କଣ କରିବା 2 ଘଣ୍ଟା 39 ମିନିଟ୍ 8 ସେକେଣ୍ଡ ଆଡ କରିଦବା ତାହେଲେ କେତେ ପାଇବା 5:10 ରୁ ଇଏ ଆସିବ ସାତଟା ସାତଟା କେତେ 49 ମିନିଟ୍ 7:49 ମିନିଟ୍ 8 ସେକେଣ୍ଡ is it? ହୁଁ ଯଦି ଆଜ୍ଞା ସେକେଣ୍ଡ କୁ ଆପଣ ବାଦ ଦେଇଦେଇଛନ୍ତି ଚଳିବ କିଛି ଅସୁବିଧା ନାହିଁ ସେକେଣ୍ଡ ଆମେ ବାଦ ଦେଇଦେଲୁ ଯଦି ବାଇ ରାଉଣ୍ଡ ଫିଗର ନେଇଯିବା 7:49 5:10 ଫାଷ୍ଟ ଜନ୍ମ ହେଲା 5:10 7:49 କ୍ଲିୟର ହଁ ସାର୍ କ୍ଲିୟର ସାର୍ ତାପରେ ତାପରେ ନେକ୍ସଟ ଜନ୍ମ ଯେତେବେଳେ କାଲକୁଲେସନ କରିବା ସେକେଣ୍ଡ ଜନ୍ମ ଯେତେବେଳେ କାଲକୁଲେସନ କରିବା ସେକେଣ୍ଡ ଜନ୍ମ ଯେତେବେଳେ କାଲକୁଲେସନ କଲେ କେତେ ପାଇବା 7:49 ରେ ଏଗେନ ଆଡ କରିଦେବା କେତେ ଆମେ ଯୋଉ ପାଇଲେ କେତେ ପାଇଲେ 2:39 2 ଘଣ୍ଟା 39 ମିନିଟ୍ ମୁଁ ସେକେଣ୍ଡ କୁ ବାଦ ଦେଇ ଦଉଛି ଆପଣ ସେକେଣ୍ଡ ଆଡ କରି କରି ଯାଇପାରିବେ ସେକେଣ୍ଡ 2 ଘଣ୍ଟା 39 ମିନିଟ୍ ତାହେଲେ କେତେ ପାଇଲେ ନା 18 8 ରେଖି 1 4 3 7 1 8 ଦେଖନ୍ତୁ 8 8 ହେଲା 7 2 9 88 ମିନିଟ୍ ହେଲା 88 ମିନିଟ୍ କଣ କରିବା ଆଗେନ୍ ଆୱାର ମାଇନସ୍ କନଭର୍ସନ କରିଦବା 60 ପରେ କେତେ 18 ଅଛି ତ 10 ଘଣ୍ଟା 18 ମିନିଟ୍ 10ଟା 18 ତାହେଲେ ପ୍ରଥମ ଜମ ପାଇଲେ ଆମେ ଏଠି ପ୍ରଥମ ଜମ ଟାଇମ ହେଲା ଆମର କେତେ ପ୍ରଥମ ଜମ ହେଲା 5:10 ଟୁ 15 ରୁ ଯେହେତୁ 7:49 ସେକେଣ୍ଡ ଜମ ହେଲା କେତେ 7:49 ଟୁ 7:49 କେତେ ଆସିଲା 10ଟା 18 ତା ଦେହରେ ପୁଣି ଆଡ କରିଦେବା କେତେ କେତେ ଆଡ କରିବା 2:39 ଟୁ 2 ଥାର୍ଟି ଘଣ୍ଟା ନାଇନ୍ 39 ମିନିଟ୍ ହଁ 2 ଘଣ୍ଟା 39 ମିନିଟ୍ ତାହେଲେ କେତେ ଆସିବ 10ଟା 18 ଠାରୁ 12ଟା କେତେ ଆସିବ 12:57 12ଟା 57 ତାପରେ ଏମିତି କାଲକୁଲେସନ କରିବେ ଠିକ ଅଛି ଖାଲି 2 ଘଣ୍ଟା ଏଠିକା ନାହିଁ ପ୍ରତିଦିନ ସମାନ ରହୁନି ନା ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ନେଇକି ଆମର କାଲକୁଲେସନ ଅଲଗା ଅଲଗା ରହିବ ବୁଝିପାରିଲେ ସମସ୍ତେ ନା ଆଉ କାହା କାଲକୁଲେସନ ଡାଉଟ ଅଛି ପଚାରନ୍ତୁ ଏଇଠି ପଚାରି ମୁଁ ଠିକ ସ୍କ୍ରିନରେ ରଖିଛି ଯଦି କାହାର ଡାଉଟ ରହୁଛି ପଚାରି ନିଅନ୍ତୁ ଅଡିଓ ଅନ୍ କରି ଆପଣ ପଚାରି ପାରିବେ ଯାହାର ଡାଉଟ ଅଛି କାଲକୁଲେସନ ୟେସ୍ ପଚାରନ୍ତୁ କାହାର କିଛି ଡାଉଟ ଅଛି ସେଇଥିପାଇଁ ଆପଣ ମାନଙ୍କୁ କହିଲି ପାଖରେ ପେନ୍ ଆଣ୍ଡ ପେପର ଧରି ବସି ରଖିଥିବେ ଏକାଥରେ ଆପଣଙ୍କ ନୋଟ ହେଇଗଲା ଆଉ କୌଣସି ବହି କୌଣସି ଜିନିଷ ଆପଣଙ୍କ ନୋଟର ଆବଶ୍ୟକତା ପଡିବନି ଯଦି ପ୍ରତିଟି କ୍ଲାସ ଆପଣ ମାନେ ଆଟେଣ୍ଡ କରୁଥିବେ ପ୍ରତିଟି କ୍ଲାସ ଯଦି ଆପଣ ମାନେ ଆଟେଣ୍ଡ କରୁଥିବେ ତାହେଲେ ଆପଣ ମାନଙ୍କ ପାଇଁ କିଛି ଅସୁବିଧା ହବନି ପ୍ରତିଟି କ୍ଲାସ ଯଦି ଆପଣ ଆଟେଣ୍ଡ କଲେ ନୋଟ କରି ରଖିଲେ ଯାହା ଡାଉଟ ରହିଲା ଆପଣ ମାନେ ପଚାରି ବୁଝିଲେ ଆଉ କିଛି ଡାଉଟ ରହିବ କୁହନ୍ତୁ ସମସ୍ତେ ଜିଜିଛୁ ସାର୍ ବୁଝିପାରୁଛନ୍ତି ନା କିଛି ଅସୁବିଧା ଅଛି ଆପଣ କୁଆଡେ ବସି ପଡିଲେ କ୍ୟାମେରା ଫାମେରା ବନ୍ଦ କରି ବସି ପଡିଲେ ନା ଅଛନ୍ତି ନା କୁଆଡେ ପଳେଇଲେ ଅଛି ସାର୍ ମ୍ୟାଡାମ ଆମର ବୁଝିପାରୁଛନ୍ତି ସ୍ୱାତି ମ୍ୟାଡାମ ସ୍ୱାତି ମ୍ୟାଡାମ ବୁଝିପାରୁଛନ୍ତି ଅଡିଓ ଅନ୍ କରି କୁହନ୍ତୁ ଯଦି କିଛି ଅସୁବିଧା ଅଛି କୁହନ୍ତୁ ଆପଣ ଅଛନ୍ତି ତ ସ୍ୱାତି ମ୍ୟାଡାମ ଆପଣଙ୍କ ଅଡିଓ ଅଫ୍ ଅଛି ଅଡିଓ ଅନ୍ କରି କୁହନ୍ତୁ ଆଜ୍ଞା ସାର୍ ବୁଝି ହଉଛି ଅଛି ସାର୍ ବୁଝି ହଉଛି ନା ଟିକେ ଅସୁବିଧା ଅଛି ମଝିରେ ଟିକେ ବୁଝିପାଇଲିନି ଆଜ୍ଞା ମୁଁ କହିବି ନହେଲେ ମଝିରେ ଗୋଟେ ଜାଗାରେ ବୁଝିପାରିଲି ଲେଖୁଥିଲି ଖାତା ଟିକେ ବୁଝିପାରିଲିନି ମଝିରେ ସେ ଯୋଉ ଇଏଟା କରେଇଲେ ଯୋଉ ତୁ ଦି ଭାଗ କଲେନି କି ଛଅର ଛଅ ଯୋଉ ଫାଇଭ ଯୋଉ କଲେନି ସେ ଟିକେ ବୁଝିପାରିଲିନି ଟିକେ ଟାଇମ କାଲକୁଲେସନ ଟା ବୁଝି ପାରିଲେନି ଏ ତ ଆଜ୍ଞା ଆଜ୍ଞା ଏପଟେ ଠିକ ଅଛି ଦେଖନ୍ତୁ ମୁଁ ଏଗେନ ଆଉ ଥରେ କହିଦଉଛି ଯାହାର ଅସୁବିଧା ଅଛି ପୁରା କ୍ଲିୟର ହେଇଯାଆନ୍ତୁ ସମସ୍ତେ ଏଗେନ ଆଉ ଥରେ କାଲକୁଲେସନ କହିଦଉଛି ଏଗେନ ସିମ୍ପଲ ଫର୍ମ କହିଦଉଛି ନେକ୍ସଟ ଫର୍ମ ଟା ଆପଣ ଏଗେନ କାଲକୁଲେସନ କରିଦେବେ ଆଉ କିଛି ଆଜ୍ଞା ନହେଲେ ଭିଡିଓ ରିପିଟ କରିକି ଆଉ ଥରେ ଦେଖିଦେଇ ପାରିବେ
सिंपल वेट में अगेन आपण मान कहि दोछि ताले कोन करिया हमें प्रथम कैलकुलेशन देखो 6 घंटा बेस रे कर दोछि तो जदि सकाळ 6टा रु संध्या 6टा जदि हुए ताले हेला कोन 12 घंटा तो 12 घंटा को आमे कोन करबा 5 रे डिवाइड करिया 12 घंटा दैट मीन 60 इनटू हेला कते 12 60 इनटू 12 बेला कते 720 12 घंटा टा आमे मिनिट की कन्वर्सन करदेले केते आसला ना 720 मिनिट तो 720 को आमे डिवाइड करबा केते 5 रे डिवाइड करबा 5 रे डिवाइड कला हम केते पाइबा सिंपली हमें डिवीजन जेमती कोठे सेमती हाथ रे करि पारिए कैलकुलेट को जा भी करबो देखंतु 5 यदि हमें डिवाइड करूचे तो प्रथम देले केते 5 1 जा 5 इज इट बोलला केते 2 2 2 5 4 जा 5 4 जा ला केते 20 तो बोलला केते 2 अगेन ऊपर 0 अछि 20 जदि अगेन 4 दबा तल केते पाइले 20 0 आसे जदि 720 को 720 को हमें यदि 5 रे डिवाइड करले हमें पाइले केते 144 मिनिट हमें मिनिट कन्वर्शन डिवाइड करले ताल हमर काम होला 144 मिनिट को कन्वर्ट करबा केते केते घंटा केते मिनिट ओके देखो 144 के अगेन हम कोन डिवाइड कर देले केते डिवाइड करी 5 रे डिवाइड करी 144 की सॉरी 144 की मु कोन करी मिनिट अछि 144 मिनिट अछि मु आको घंटा रे कन्वर्सन करबी घंटा रे डिवाइड करबी घंटा मींस 60 मिनिट तो 60 मिनिट डिवाइड कर देली 144 मिनिट की 144 मिनिट की मु घंटा रे कन्वर्सन करबी चलो के गोटे घंटा होला 60 मिनिट तो सेति पाई मु 60 रे डिवाइड करबी 60 डिवाइड करू 62 जा होला केते 120 तो बोलला केते 24 तो दैट मींस 2 घंटा 2 घंटा केते पहले 24 मिनिट तो एटा लावन आ जहां रिमाइंडर रहला दैट इज योर मिनिट एका रहला 2 घंटा 24 मिनिट जदि 12 घंटा को आमे जदि कन्वर्सन करिबा 5 रे डिवाइड करी तले हम पाइले 2 आवर 2 आवर केते 24 मिनिट कोन ए कैलकुलेशन को जार फिर भी डाउट अछि तो पचारंत ए ନାଇଁ कैलकुलेशन ନାଇଁ ଠିକ ଅଛି ଏବେ ବୁଝିଗଲା। तापर आमे कोन करले जो प्रति जम आमे जो कैलकुलेशन करिया प्रति जम जो कैलकुलेशन करिबा तो जदि आमे सकाळ 6टा अछि ताले आमे करले 6टा रे ऐड करतले 6टा रे 2 घंटा 24 मिनिट तो पाइला आमे केते 8 टा 24 मन प्रथम जम हला 6टा रो 8 टा 24 तापर नेक्स्ट जम दले करिबा 8 टा 24 रे अगेन आमे ऐड करदबा 2 घंटा 24 मिनिट सो दैट मींस हम पाइले 10 घंटा 48 मिनिट अगेन एम जम कर 2 घंटा ना ऐड कर तो दिन जम पाइले और राति जम मत कैलकुलेशन हो गला एटा जनरल कैलकुलेशन जदि आप सकाळ 6 ରୁ संध्या 6 मानि नछन किंतु आमे कैलकुलेशन कोन करिया ना सूर्योदय ରୁ सूर्यास्त कैलकुलेशन करिवा कोड कैलकुलेशन करिवा सूर्य उदय ରୁ सूर्यास्त कैलकुलेशन करिवा तो सेति पई हम 12 घंटा को 500 मिनिट डिवाइड कर देले इठी 12 घंटा हला तो जदि हमर सूर्योदय 5 घंटा ରୁ 5 घंटा 10 मिनिट ରୁ 6 घंटा 29 मिनिट होची तो से अनुसार हमें कैलकुलेशन कले 6 घंटा 29 मिनिट अर्थात 18 घंटा 18 घंटा 29 मिनिट तो तार को हमें कोन कले सॉरी 18 घंटा कहूची अपन गला 13 घंटा आ तो माइनस कर दबा सॉरी हमें 6 घंटा 29 मिनिट 18 घंटा 29 ताधर हमें माइनस कर देले 5 घंटा 10 मिनिट तो ये जरा आसला केते 8 हला 9 ये 2 हला 1 8 5 हला 3 13 घंटा 19 मिनिट ये जेन जे 12 घंटा को कन्वर्सन जेमती करले एग्जैक्टली सेमती ये 13 घंटा 19 मिनिट को हमें कन्वर्सन करबा खुद को 5 रे डिवाइड करी सो केमती कैलकुलेशन करिया ना 13 into 60 13 घंटा 19 मिनिट तो प्रथम घंटा को मिनिट कन्वर्सन करता 13 घंटा इंटू 60 13 इंटू 60 13 इंटू 60 हम पाइले कहते 780 780 रे हम ऐड करते 19 मिनिट प्लस 19 ये 780 मिनिट प्लस 19 मिनिट तो दैट इज हम पाइले 799 मिनिट ये 799 मिनिट के 5 रे
ଡିଭାଇଡ କଲେ ତାକୁ ଏଗେନ୍ ଇଏ ଯେମିତି ମିନିଟ ରୁ ଘଣ୍ଟା କନଭର୍ସନ କଲେ ଆକୁ ମିନିଟ ରୁ ଘଣ୍ଟା ସହିତ କନଭର୍ସନ କରିବେ। ତେଣୁ ଏଥିପାଇଁ ଆପଣଙ୍କୁ କଣ କରିବାକୁ ପଡିବ, ଯାହାର ବି ଆପଣ କାଲକୁଲେସନ କରିବେ, ଯୋଉ ଲୋକେସନ ଆପଣ କାଲକୁଲେସନ କରୁଛନ୍ତି, ଯୋଉ ଲୋକେସନ ଆପଣ କାଲକୁଲେସନ କରୁଛନ୍ତି, ମାନୁଆଲ ଯେତେବେଳେ କାଲକୁଲେସନ ଆପଣ କରିବେ, ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ଦେଖିକିରି କାଲକୁଲେସନ କରିବେ। ଏ ପଏଣ୍ଟ ସମସ୍ତଙ୍କର କ୍ଲିୟର ନା? ଆଉ କାହାର ଯଦି କିଛି ଅସୁବିଧା ଅଛି କୁହନ୍ତୁ। ଆଉ କାହାର କିଛି ଅସୁବିଧା ଅଛି? ଯଦି ବି ହଉଛି, ଯଦି କାହାର କିଛି ଫିର ବି ଅସୁବିଧା ହବ, ଇଏ ଭିଡିଓ ଆପଣଙ୍କର ୟୁଟ୍ୟୁବ ରେ ପୋଷ୍ଟ କରାଯିବ। ୟୁଟ୍ୟୁବ ଚ୍ୟାନେଲ କୁ ଆପଣ ମାନେ ଏତେ ଜଣ କ୍ଲାସ ଜଏନ କରୁଛନ୍ତି, ଆପଣ ମାନଙ୍କୁ ଟିକେ କୁହାହେଲା ଯେ ଆପଣ ଫେସବୁକ ରେ ପୂର୍ବ କ୍ଲାସ ରେକର୍ଡିଂ ଫେସବୁକ ରେ ପୋଷ୍ଟ କରିଥିଲେ, ପ୍ଲସ ୟୁଟ୍ୟୁବ ରେ ପୋଷ୍ଟ କରିଥିଲେ। ତ ଆଟଲିଷ୍ଟ ୟୁଟ୍ୟୁବ ର ଭିଡିଓକୁ ଆପଣ ମାନେ ଗୋଟେ ଗୋଟେ ଟିକେ ଲାଇକ୍ କରନ୍ତୁ ଆଉ କମେଣ୍ଟ ଦିଅନ୍ତୁ। କମେଣ୍ଟ ଦେଲେ କଣ ହବ ନା, ଅଟୋମେଟିକ ଆପଣ ଫ୍ରେଣ୍ଡ ସର୍କଲ, ଆପଣ ମୋବାଇଲ ରେ ଯେତେ ସବୁ କଣ୍ଟାକ୍ଟ ଅଛନ୍ତି, ଯେତେ ଆପଣ ଫେସବୁକ ରେ ଯେତେ କଣ୍ଟାକ୍ଟ ଅଛନ୍ତି, ଆପଣ କମେଣ୍ଟ କରୁଛନ୍ତି ସେମାନେ ଦେଖିପାରିବେ। ତ ସେମାନେ ଦେଖିପାରି ଜାଣିପାରିବେ ଯେ ନାଇଁ ଏମିତି କିଛି କ୍ଲାସ ଚାଲିଛି ଯୋଉଟା କି ଫ୍ରିଲି ଶିକ୍ଷା ହଉଛି। ଯାହା କିଛି ଇଣ୍ଟରେଷ୍ଟ ଥିବ ସେମାନେ ଶିଖିପାରିବେ। ଆଇଦର ଆଇଦର ସେମାନେ କ୍ଲାସ ଜଏନ କରି ଶିଖିପାରିବେ, ନଚେତ ଇଏ ଭିଡିଓ ଦେଖିକି ଦେଖି ଦେଖି ମଧ୍ୟ ଶିଖି ଯାଇ ପାରିବେ। और ଯିଏ ଯଦି ଶିଖି ନ ପାରୁଛନ୍ତି, ଜଣକେ ମୋ ଶିକ୍ଷା ଦରକାର, ମୋର ପ୍ରେଡିକ୍ସନ ଦରକାର, ସେ ମଧ୍ୟ ପ୍ରେଡିକ୍ସନ ପାଇପାରିବେ। ଏଇ ପଞ୍ଚପକ୍ଷ ଆଧାରରେ ପ୍ରେଡିକ୍ସନ ଯଦି ଚାହୁଁଥିବେ ପାଇପାରିବେ। ଦେଖନ୍ତୁ ଆପଣ ମାନଙ୍କର ପ୍ରଥମ ହେଲା, ମୁଁ ଚାହୁଁଛି ମୋର ଉପକାର ପ୍ରଥମେ ଚାହିଁଲି କଣ, ମୁଁ ମୋର ପ୍ରଥମେ ମୁଁ ମୋ କଥା ଭାବିଲି। ମୁଁ ମୋ କଥା ଭାବିଲି ଦ୍ୟାଟ ମିନ୍ସ କଣ ନା, ମୁଁ ଯଦି ଆପଣ ମାନଙ୍କୁ ଶିକ୍ଷା ଦିଏ ତାହେଲେ ମୋର କଣ ହବ, ମୋର ନଲେଜ ବଢିବ। ମୋ ପାଖେ ଯେତିକି ନଲେଜ ଅଛି, ବିଦ୍ୟା ଯେତେ ଆପଣ ବାଣ୍ଟିବେ ବିଦ୍ୟା ସେତେ ବଢିବ। ତ ମୋର ଉପକାରିତା ହେଲା ମୋ ବିଦ୍ୟା ବଢିବ। ପ୍ଲସ ଆପଣ ମାନେ କ୍ଲାସ ଜଏନ କଲେ, ଆପଣ ମାନେ ତ ଶିଖି ପାରିଲେ। ତେଣୁ ମୁଁ ଦି ପ୍ରକାର ବେନିଫିଟ ପାଇଲି। ପ୍ରଥମ ବେନିଫିଟ ପାଇଲି କଣ, ମୁଁ ମୋର ନଲେଜ ବଢିଲା। ସେକେଣ୍ଡ ବେନିଫିଟ ହେଲା କଣ, ଆପଣ ମାନେ ଶିଖେଇଲେ, ଆପଣ ମାନେ ତ ବେନିଫିଟ ପାଇଲେ, ତ ସେଠି ମୋର କିଛି ଗୋଟେ ଭଲ କାମ ହେଲା। ଥାର୍ଡ ଜିନିଷ ହେଲା, ତ ଆ ଦ୍ୱାରା କଣ, ଆପଣ ମାନେ ଯୋଉ ସର୍କଲରେ ମତେ କହିବେ, ଯୋଉ ଯୋଉ ସର୍କଲ ଆପଣ ମାନଙ୍କୁ କହିବେ ସବୁ ନା ଆମେ ଜିନିଷ ଶିଖୁଛୁ, ତ ସେମାନଙ୍କର ମଧ୍ୟ କିଛି ବେନିଫିଟ ପାଇପାରେ ଯଦି ଜଏନ କରିବେ। ଯଦି ଜଏନ ନ କରି ପାରୁଛନ୍ତି, ଯୋଉମାନଙ୍କ ସମୟ ଅସୁବିଧା ହଉଛି ଜଏନ କରିପାରୁନାହାନ୍ତି, ତ କଣ ହବ, ତ ସେମାନେ ଭିଡିଓ ଦେଖିକିରି ମଧ୍ୟ ଶିଖିପାରିବେ। ବହୁତ ଜିନିଷ ଜାଣୁନାହାନ୍ତି, କିନ୍ତୁ ଆପଣ ମାନେ ଯେତେବେଳେ ଭିଡିଓ ଟିକେ ଲାଇକ୍ କରିବେ ଅର୍ ସେୟାର କରିବେ, ତାହେଲେ ଭିଡିଓଟି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ଆପଣ ମାନେ କେମିତି ଜାଣିଲେ, ଆପଣ ମାନେ ଚିନ୍ତା ମତେ ଅଲଗା ଥ୍ରୁରେ କଣ୍ଟାକ୍ଟ ଥିଲେ ବୋଲି ଆପଣ ଜାଣିପାରିଲେ, ତ ଅନ୍ୟମାନେ ତ ଜାଣିପାରିବେନି। ତ ଆପଣ ଯଦି ଭଲ କାମ ଚାହୁଁଛନ୍ତି ଅନ୍ୟ କାହାକୁ ହେଲ୍ପ କରିବା ପାଇଁ, ଆଇଦର ତାଙ୍କୁ ଆପଣ ଏ ଭିଡିଓଟି ସେୟାର କରିପାରିବେ, ଆଇଦର ଆପଣ ଏ ଭିଡିଓ ଟିକେ ସେୟାର କରିପାରିବେ। ନହେଲେ ଯଦି ଆପଣ ଲାଇକ୍ କମେଣ୍ଟ କରୁଛନ୍ତି, ଅଟୋମେଟିକ ଆପଣ ଫ୍ରେଣ୍ଡ ସର୍କଲ ଚାଲିଯିବ। ଯଦି ଫେସବୁକ ରେ ଭିଡିଓକୁ ଲାଇକ୍ और କମେଣ୍ଟ କରୁଛନ୍ତି, ମିନ୍ସ ଆପଣଙ୍କ ଫ୍ରେଣ୍ଡ ସର୍କଲ ଦେଖିପାରିବେ। ତ ସେମାନଙ୍କ ଯାହାର ଇଣ୍ଟରେଷ୍ଟ ଥିବ ସେମାନେ ଉପକୃତ ହେଇପାରିବେ। ସମସ୍ତେ ଉପକୃତ ହେବା। ମୁଁ ଉପକୃତ ହେବି, ଆପଣ ମୁଁ ଉପକୃତ ହେବେ, ଆପଣ ଫ୍ରେଣ୍ଡ ସର୍କଲ ରିଲେଟିଭ ସେମାନେ ମଧ୍ୟ ଉପକୃତ ହେବେ। ଯଦି ଆମେ କିଛି କରିବାନି, ଚୁପଚାପ ବସି ପଡିବା, କେହି ବେନିଫିଟ ପାଇବାନି। ସପୋଜ ମୁଁ କହିଲି ମୋ ପାଖରେ ନଲେଜ ଅଛି, ମୁଁ ଯଦି ଆପଣ ମାନଙ୍କୁ ଦବା ପାଇଁ ନ ଚାହିଁଥାନ୍ତି, ଆପଣ ନଲେଜ ପାଇ ପାରିଥାନ୍ତେ ନାଇଁ ନା? ସିମିଲାରଲି ଆପଣ କହିଲେ ଆମେ ତ ଜାଣିଲୁ, ଆମେ ଅନ୍ୟ କାହାକୁ ଜଣେଇବୁ, ତ ହବନି ନା। ଆମେ ସମସ୍ତଙ୍କୁ ନିଜ କଥା ଭାବିବା ସାଙ୍ଗେ ସାଙ୍ଗେ ମଧ୍ୟ ଅନ୍ୟମାନଙ୍କ କଥା ବି ଟିକେ ଭାବିବା। ଭାବିବା ନା ଭାବିବାନି, ନା କେବଳ ଖାଲି ନିଜ କଥା ହିଁ ଭାବିବା? ଏ ସାର୍ ନୁ କୁହନ୍ତୁ। ତ ସେଥିପାଇଁ ଆପଣ Yes, ମାନଙ୍କର sir. ଜଷ୍ଟ ଆଇଦର ଆପଣ ଭିଡିଓ ଅନ୍ୟ ସର୍କଲ ସେୟାର କରିପାରିବେ, ଆପଣ ଫେସବୁକ ରେ ସେୟାର କରିପାରିବେ, ନଚେତ ଯଦି ସେୟାର କରିବାକୁ ଆପଣ ଯଦି କୁଣ୍ଠାବୋଧ ହଉଛି, ୟୁଟ୍ୟୁବ ରେ ୟୁଟ୍ୟୁବ ରେ ଆପଣ ଲାଇକ୍ କରିପାରିବେ, କମେଣ୍ଟ କରିପାରିବେ। ତା ସହିତ କାରଣ ୟୁଟ୍ୟୁବ ରେ ଯେତେ ଲାଇକ୍ କମେଣ୍ଟ ହବ, ୟୁଟ୍ୟୁବ ସେ ଭିଡିଓକୁ ସେତେ ଅନ୍ୟକୁ ସେୟାର କରିବ। और फेसबुक ରେ ଯଦି ଆପଣ ଲାଇକ୍ କମେଣ୍ଟ କରୁଛନ୍ତି, ତାହେଲେ ଆପଣ ଯୋଉ ଭିଡିଓକୁ ଲାଇକ୍ କମେଣ୍ଟ କଲେ, ଆପଣ ଫ୍ରେଣ୍ଡ ସର୍କଲ ଯିଏ ସବୁ ଥିବେ ଆପଣ ଫେସବୁକ ରେ, ସେମାନେ ମଧ୍ୟ ସେ ଭିଡିଓ ଦେଖିପାରିବେ। ତ ଏଥିରେ ସମସ୍ତେ ଉପକୃତ ହବା। ଆପଣ ଫ୍ରେଣ୍ଡ ସର୍କଲ ଉପକୃତ ହେବେ, ଆପଣ ଉପକୃତ ହେବେ, ମୁଁ ମଧ୍ୟ ଉପକୃତ ହେବେ। ଦେଖନ୍ତୁ ଆପଣଙ୍କ ଚ୍ୟାନେଲ କେମିତି ବଢିବ ଆହୁରି। ଦେଖନ୍ତୁ ଆପଣ ମାନେ ଶିଖିଲେ, ଯଦି ଆପଣ ଆକୁ ନେଇକି ନିଜେ ପ୍ରେଡିକ୍ସନ ଦେବେ ଅନ୍ୟମାନଙ୍କୁ,
ସେମାନେ ଦେଖିଲେ ନାଇଁ ଇଏ ଶିଖିଥିଲେ ଏବେ ଶିଖିକି ପ୍ରେଡିକ୍ସନ ଦଉଛନ୍ତି। ଆପଣ ମଧ୍ୟ ଆଡଭର୍ଟାଇଜ ହେଲା, ଆପଣଙ୍କର ବି ଆଡଭର୍ଟାଇଜ ହେଲା। ଆପଣ ଫେସବୁକ୍ ଲାଇକ୍ କମେଣ୍ଟ କରୁଛନ୍ତି ମିନ୍ସ ଆପଣ ଯେତେବେଳେ ମୁଁ ବି ଫେସବୁକ୍ ରେ ଆଡ୍ ଦଉଛି ନା ଟ୍ରେନିଂ ପାଇଁ ଇଏ କରି ଶିଖିବା ପାଇଁ। ଆପଣ ଅନ୍ୟମାନେ ଜାଣିବେ, ଆପଣ ମଧ୍ୟ ଅନ୍ୟମାନେ ଆପଣଠାରୁ ଶିଖିବେ। ଅଦରୱାଇଜ ଯିଏ ନ ଶିଖେ ଆପଣଠାରୁ ପ୍ରେଡିକ୍ସନ ନେବେ, ଆପଣ ମଧ୍ୟ କିଛି ରେଭିନ୍ୟୁ କଲେକ୍ସନ କରିପାରିବେ। ତ ସମସ୍ତଙ୍କର ବେନିଫିଟ ହବ। ଯଦି କିଛି ନ କରିବେ ତାହେଲେ କାହାର ବେନିଫିଟ ହବ ନା, ଇଧର ଆପଣଙ୍କର ନହେଲେ ମୋର। Okay. ଚାଲନ୍ତୁ ନେକ୍ସଟ ଯିବା। ନେକ୍ସଟ ଆମର ରହିଲା କଣ, ଆମେ ଏଇ କାଲକୁଲେସନ ଜାଣିବା। ଏଇ କାଲକୁଲେସନ ପରେ ଆମ ପ୍ରେଡିକ୍ସନ ପାଇଁ କଣ ଦରକାର, ଏଇ ଯେ ପଞ୍ଚପକ ପ୍ରେଡିକ୍ସନ ଆମ ପାଇଁ କଣ ଦରକାର, କଣ କଣ ଡାଟା ଦରକାର। ତ ଇଏ ଯୋଉ କାଲକୁଲେସନ ହଉଛି ଆମର ନକ୍ଷତ୍ରରୁ କାଲକୁଲେସନ ହଉଛି। ଯେତେ ଆମେ ସବୁ ପ୍ରେଡିକ୍ସନ ସବୁ କରିବା ଇଏ ହେଲା କଣ ନକ୍ଷତ୍ର ବେସ୍ ପ୍ରେଡିକ୍ସନ। ତ ସେଥିପାଇଁ ଆମକୁ କଣ ଦରକାର, ଜନ୍ମ ନକ୍ଷତ୍ର ଦରକାର। କଣ ଦରକାର, ଜନ୍ମ ନକ୍ଷତ୍ର। ଲେଖନ୍ତୁ ଆମ ପ୍ରେଡିକ୍ସନ ପାଇଁ କଣ ଦରକାର ନା ଜନ୍ମ ନକ୍ଷତ୍ର ଦରକାର। ତାହେଲେ ଜନ୍ମ ନକ୍ଷତ୍ର କୋଉଠୁ ପାଇବା, କାହାର ଆଇଡିଆ ଅଛି କିଏ କହିପାରିବେ? ଆମ ଜନ୍ମ ସମୟରେ ଆମେ କୋଉ ନକ୍ଷତ୍ର ଜନ୍ମ ହେଇଛେ କେମିତି ପାଇବା? କାହାର ଯଦି ଆଇଡିଆ ଅଛି କୁହନ୍ତୁ, ତାପରେ ମୁଁ କହିବି। ଜନ୍ମ କୁଣ୍ଡଳୀରୁ ସାର୍। ଓକେ, ଜଣଙ୍କ ପାଖରେ ଜନ୍ମ କୁଣ୍ଡଳୀ ନାହିଁ। ଜନ୍ମ କୁଣ୍ଡଳୀ ଯଦି ଆପଣଙ୍କ ପାଖକୁ ଆସିଲା, ଜନ୍ମ କୁଣ୍ଡଳୀ ଲେଖା ଅଛି, ଯୋଉ ଆପଣ ଦେଖିବେ ତାଳପତ୍ରରେ ଯୋଉ ଲେଖା ଅଛି, କିମ୍ବା କିଏ ଯଦି ଆଗରୁ କାହାକୁ ଯଦି ଦେଖେଇଥିବ କୁଣ୍ଡଳ ଯଦି ତିଆରି করে ତା ଦେହରେ ଲେଖା ଥିବ, ତା ଦେହରେ ଲେଖା ଥିବ ଯେ ନକ୍ଷତ୍ର କଣ। ଯଦି ନାହିଁ ତାହେଲେ କଣ କରିବେ ନା ଡେଟ୍ ଅଫ ବାର୍ଥ, ଡେଟ୍ ଅଫ ବାର୍ଥ ରୁ ସାର୍, ତାରିଖରୁ। ତ ଆମକୁ ତିନିଟା ଡାଟା ଦରକାର ଜନ୍ମ ନକ୍ଷତ୍ର ପାଇଁ, ଆଉ ଆକୁରେଟ ପ୍ରେଡିକ୍ସନ ପାଇଁ ଆମକୁ ତିନିଟା ଡାଟା ଦରକାର। କଣ କଣ ଦରକାର? ପ୍ରଥମ ହେଲା ଜନ୍ମ ତାରିଖ, ଲେଖି ରଖନ୍ତୁ। ଯେ ଜନ୍ମ କୁଣ୍ଡଳୀ ନେଲା ତା ଦେହରେ ଆମେ ନକ୍ଷତ୍ର ବାହାର କରିଦେଇ ପାରିବା, ଲେଖା ହେଇଥିବ ଜନ୍ମ ନକ୍ଷତ୍ର ସେଠି ଲେଖା ହେଇଥିବ। ଯଦି ନାହିଁ, ଯଦି ଜନ୍ମ କୁଣ୍ଡଳୀ ତା ପାଖରେ ନାହିଁ, ତାହେଲେ ଆପଣ ତାଙ୍କଠୁ ତିନୋଟି ଡାଟା ମାଗିବେ। କଣ ମାଗିବେ? ତିନୋଟି ଡାଟା ମାଗିବେ। କଣ କଣ ଡାଟା ମାଗିବେ? ଗୋଟେ ହେଲା ଜନ୍ମ ତାରିଖ, ଲେଖି ରଖନ୍ତୁ ଏଇ ଜିନିଷ ମାଗିବେ। ଜନ୍ମ ତାରିଖ, ଜନ୍ମ ସମୟ ଆଉ ଜନ୍ମ ସ୍ଥାନ, ତିନିଟା ଜିନିଷ ଆପଣଙ୍କ ଦରକାର। କଣ ପ୍ରଥମ ଜିନିଷ ହେଲା ତାରିଖ, ଡେଟ୍ ଅଫ ବର୍ଥ, ଟାଇମ ଅଫ ବର୍ଥ, ପ୍ଲେସ୍ ଅଫ ବର୍ଥ। ଡେଟ୍ ଅଫ ବର୍ଥ, ଟାଇମ ଅଫ ବର୍ଥ, ପ୍ଲେସ୍ ଅଫ ବର୍ଥ। ये ତିନିଟାକୁ ଆପଣ ଯୋଉ ସଫ୍ଟୱେयर ପ୍ରୋଭାଇଡ କରାଯାଇଛି, ଏ ସଫ୍ଟୱେयर ଯଦି ଆପଣ ଇନପୁଟ କରିଦେବେ, ସଫ୍ଟୱେयर ଯଦି ଆପଣ ଇନପୁଟ କରିଦଉଛନ୍ତି, ତାହେଲେ ଅଟୋମେଟିକ ସବୁ ଜିନିଷ କାଲକୁଲେସନ ହେଇଯିବ। ଆମେ ଯୋଉ ସଫ୍ଟୱେयर ଦେଇଛେ ସେ ସଫ୍ଟୱେयर ଅଟୋମେଟିକ କାଲକୁଲେସନ ହେଇଯିବ। ଦେଖଉଛି ଆପଣଙ୍କୁ, ଆପଣ କିଛି କରିବା ପାଇଁ ପଡିବନି, ସବୁ ଜିନିଷ ଅଟୋମେଟିକ ଆସିଯିବ। ଯୋଉ ସଫ୍ଟୱେୟରଟି ଆପଣ ମାନେ ପାଇଛନ୍ତି, ଏଇ ଯୋଉ ସଫ୍ଟୱେୟରଟି ପାଇଛନ୍ତି, ଆପଣ ଅଟୋମେଟିକ କାଲକୁଲେସନ ଆସିଯିବ। ସ୍କ୍ରିନ ଆପଣ ମାନେ ଦେଖାଯାଉଛି, ଦେଖନ୍ତୁ। କାହାର ଗୋଟେ ଦିଅନ୍ତୁ, ଯଦି ଡେଟ୍ ଅଫ ବର୍ଥ ଆପଣ ଚାହୁଁଥିବେ ଦବା ପାଇଁ, କାହିଁକିନା ଆପଣ ପରେ କହିବେନି ସାର୍ ଏଇଟାକୁ ହାଇଡ୍ କରନ୍ତୁ, ଏ ହାଇଡ୍ ହବନି, ଏ ରେକର୍ଡିଂ ଅଛି, ଏ କିଛି ଏଡିଟିଂ କରୁନି, ଡାଇରେକ୍ଟ ପୋଷ୍ଟ କରୁଛି। ଭାଇ ମତେ ଏଡିଟିଂ ଜଣା ନାହିଁ, କାହିଁକିନା ଜଣେ ସବୁଥିରେ ମାଷ୍ଟରିଂ ହେଇପାରିବନି। ତେଣୁ ମୁଁ ଯାହା ରେକର୍ଡିଂ କରୁଛି ପୋଷ୍ଟ କରୁଛି, ମୋ ପାଖରେ କେହି ଏଡିଟିଂ ବାଲା ନାହାନ୍ତି। ତେଣୁ ଅଛି, ଯଦି ଯିଏ ଡେଟ୍ ଅଫ ବାର୍ଥ ଦେବା ପାଇଁ ଚାହୁଁଥିବେ, ତାଙ୍କର କେମିତି ଜନ୍ମ ନକ୍ଷତ୍ର ବାହାର କରାଉଛି ଏ ସଫ୍ଟୱେର ୟୁଜ କରି ମୁଁ ଆପଣଙ୍କୁ ବାହାର କରି ଦେଖେଇଦେବି। Hello, କୁହନ୍ତୁ। September 8th September 1991. ଗୋଟେ ମିନିଟ ଟିକେ ହୋଲ୍ଡ କରନ୍ତୁ। ତ ଏଠି ଦେଖନ୍ତୁ କେମିତି କରିବେ, ଇଏ ସଫ୍ଟୱେରରେ ଆପଣ କେମିତି କାଲକୁଲେସନ କରିବେ। ଦେଖନ୍ତୁ ତଳେ ଦେଖୁଛନ୍ତି ଡିଫରେଣ୍ଟ ଡିଫରେଣ୍ଟ କଲମ ଅଛି। ପ୍ରଥମେ ଲେଖା ହେଇଛି ଏଣ୍ଟ୍ରି, ଦେଖାଯାଉଛି। ଦେଖନ୍ତୁ ସବା ତଳକୁ ମାର୍କ କରନ୍ତୁ, ମୁଁ ଯୋଉଠି କ୍ରସର, ଗୋଟେ ମିନିଟ। ତଳେ ଯୋଉ ଦେଖିବେ ଏଠି ପ୍ରଥମେ ଏଠି ଲେଖା ହେଇଛି ଏଣ୍ଟ୍ରି ଲେଖା ହେଇଛି, ତାପରେ ଲେଖା ହେଇଛି ଚାର୍ଟ ଲେଖା ହେଇଛି, ତାପରେ ଟିଆର ପଞ୍ଚାଙ୍ଗ ଲେଖା ହେଇଛି, ଏମିତି ସବୁ ଲେଖା ଯାଇଛି ତଳେ। ଲାଷ୍ଟ ଦେଖିବେ ଏଇଠି ଲେଖା ହେଇଛି ପଞ୍ଚପକ୍ଷ ଲେଖା ହେଇଛି। ତାହେଲେ ଆପଣ ଇଏ ସିଟ ରେ ମାତ୍ର ଦୁଇଟି ଜିନିଷ ଦରକାର, ଗୋଟେ ହେଲା ପଞ୍ଚପକ୍ଷୀ ଆଉ ନେକ୍ସଟ ହେଲା ଚାର୍ଟ। ଏ ଦୁଇଟି ଜିନିଷ ଆପଣଙ୍କ ଦରକାର। ଆଉ ସବୁକୁ ମୁଁ ଇରେଜ କରିଦଉଛି। ଆପଣଙ୍କର ଦେଖନ୍ତୁ ତଳେ ଯୋଉଠି ଲେଖା ହେଇଛି, ଭିଡିଓ ପର ମୁହୂର୍ତ୍ତରେ ଆପଣ ଦେଖିଦେଇ ପାରିବେ। ଏ ଦୁଇଟି ଜିନିଷ ଦରକାର। ପ୍ରଥମ ଜିନିଷ ହେଲା ଚାର୍ଟ,
ସେକେଣ୍ଡ ଜିନିଷ ହେଲା ପଞ୍ଚପକ୍ଷୀ ଏ ସେଇଟା ଦରକାର। ଆଉ ଅଲଗା ଜିନିଷ ବହୁତ ଜିନିଷ ଅଛି ଯେତେବେଳେ ଆପଣ ଆଷ୍ଟ୍ରୋଲୋଜି ପଢିବେ, ପିଓରଲି ଆଷ୍ଟ୍ରୋଲୋଜି ପଢିବେ, ସେ ଜାଗାରେ ଆପଣ ଏ ଜିନିଷ କାମରେ ଆସେ। କିନ୍ତୁ ପଞ୍ଚପକ୍ଷୀ ପାଇଁ, ପଞ୍ଚପକ୍ଷୀ ପ୍ରେଡିକ୍ସନ ପାଇଁ କେବଳ ଦୁଇଟି ଜିନିଷ ଦରକାର, ଏଇଟା ଦରକାର ଆଉ ଏଇଟା ଦରକାର, ଏ ଦୁଇଟି ଜିନିଷ ଦରକାର। ତାହେଲେ ବର୍ତ୍ତମାନ ଏଇ ଚାର୍ଟରେ ଆମେ କଣ କାମ କରିବା, କୋଉଠି କେମିତି କାମ କରିବା, ଯୋଉମାନେ ଅଲରେଡି ଇନଷ୍ଟଲ କରିଦେଇଛନ୍ତି ତ ତାଙ୍କ ପାଇଁ ଭଲ, ଯୋଉମାନେ ଇନଷ୍ଟଲ ନ କରିଛନ୍ତି ଭିଡିଓ ଦେଖିକିରି ଆପଣ ଇନଷ୍ଟଲ କରିକିରି ଦେଖିବେ। ଓକେ, ତାହେଲେ କୁହନ୍ତୁ। ବଟ୍ ବର୍ତ୍ତମାନ ଆମେ କଣ କରିବା, ଆମ ଡେଟ୍ ଅଫ ବର୍ଥ ଇନପୁଟ ଏଣ୍ଟ୍ରି କରିବା। ଉପରେ ଯୋଉ ଦେଖିବେ, ଉପରେ ଯୋଉ ଲେଖା ହେଇଛି ଏଠି ୟେଲୋ କଲର ଲେଖା ହେଇଛି, ଆରି ଉପରେ କ୍ଲିକ କରିବେ। ଦେଖନ୍ତୁ ୟେଲୋ କଲର ଯୋଉ ବିଭି ରମଣ ଲେଖା ହେଇଛି, ଏ ବିଭି ରମଣଙ୍କ ଚାର୍ଟ। ବିଭି ରମଣ ଜଣେ ଆଷ୍ଟ୍ରୋଲୋଜର। ତ ଇଏ ବିଭି ରମଣ ଦେଖନ୍ତୁ, ଇଏ ଯୋଉ ଲେଖା ହେଇଛି ଆପଣଙ୍କ ଇଏ ଖୋଲିଲା ପରେ ଏଠି ଦେଖିବେ ଲେଖା ହେଇଥିବ ୟେଲୋ କଲର ଆସିବ, ଏ ଆରି ଉପରେ ଖାଲି କ୍ଲିକ କରିବେ। ଆରି ଉପରେ ଆପଣ କ୍ଲିକ କରିବେ, ଇଏ ଏତିକି ଆସିଯିବ। ଆସିଲା ପରେ ଆପଣ ଏଣ୍ଟ୍ରି କରିବେ। କୁହନ୍ତୁ ସାର୍, ନିରାକାର, ନିରାକାର ବେହେରା, ନିରାକାର ବେହେରା, ଏମିତି ଆପଣ ନାଁ ଟାଇପ କରିବେ। ଜେଣ୍ଡର ଏଠି ଅଛି, ମେଲ ଫିମେଲ ଥିଲେ ଜେଣ୍ଡର ଏଣ୍ଟ୍ରି କରିବେ। ଏଠି ମେଲ ଆଉ ଫିମେଲ ଅଛି, ମେଲ ଥିଲେ ମେଲ, ଫିମେଲ ଥିଲେ ଫିମେଲ। ଡେଟ୍ କୁହନ୍ତୁ କେତେ? 8 8 8, ଡେଟ୍ ହେଲା 8 ତାରିଖ, ମାସ ମାସ 9 ମାସ ସେପ୍ଟେମ୍ବର ସେପ୍ଟେମ୍ବର, ଇୟର 1991 1991, ସମୟ 7 ଘଣ୍ଟିକା 45 ମିନିଟ ରାତ୍ର ରାତ୍ରି। 24 ଅଛି, 24 ହେଲେ 7ଟା ହେଲେ କେତେ ଆସିବ? 19 19 ଘଣ୍ଟା କେତେ ମିନିଟ? 45 ମିନିଟ 45 ମିନିଟ। ଦେଖନ୍ତୁ ମୁଁ କେମିତି ଡାଟା ଏଣ୍ଟ୍ରି କରୁଛି, ଆପଣ ମାନେ ଏମିତି ଏଣ୍ଟ୍ରି କରିପାରିବେ। ସଫ୍ଟୱେयर ଅଲରେଡି ପ୍ରୋଭାଇଡ ଆପଣ ମାନଙ୍କୁ କରାଯାଇଛି ଗ୍ରୁପରେ, ଇନଷ୍ଟଲ କରିବେ, ଇନଷ୍ଟଲ କରିବେ। ସେକେଣ୍ଡ ହେଲା 00, और ଯାହାର ସେକେଣ୍ଡ ଯଦି ସମୟ ଯଦି ଲେଖା ହେଇଥିବ ତାହେଲେ ସେକେଣ୍ଡ ଲେଖିପାରିବେ। ସ୍ଥାନ ଆପଣ ରମ୍ଭାତ ଆସିବନି, ମୁଁ ରମ୍ଭା ଲେଖିଦଉଛି ବ୍ରହ୍ମପୁର ରମ୍- ଲେଖିଦଉଛି। ଦେଖିବା ଏଥିରେ କୋଉ ସିଟି ଆସୁଛି। ବ୍ରହ୍ମପୁର ଆସୁଛି। ଗଞ୍ଜାମ ଲେଖିଦଉଛି, ଗଞ୍ଜାମ ଆସୁନାହିଁ। ଗଞ୍ଜାମ, yes, ଗଞ୍ଜାମ ଆସିବ। ସର୍ଚ୍ଚ କଲେ ଆ ଉପରେ କ୍ଲିକ କଲେ, ତାପରେ ସେଭ୍ ଆଣ୍ଡ ଚାର୍ଟ ମାରିଦେବେ, ସେଭ୍ ଆଣ୍ଡ ଚାର୍ଟ ମାରିଦେବେ। ଲାଗିବେ କାଲକୁଲେସନ ପାଇଁ 1 ମିନିଟ ପାଖାପାଖି ଆପଣଙ୍କୁ ଲାଗିବ ସବୁ। ଫଟାଫଟ ହବନି, ଯେହେତୁ ଏକ୍ସେଲ ବେସ୍ ସଫ୍ଟୱେର ଟା। ଆପଣ କଣ ଆଣ୍ଡ୍ରଏଡ ସଫ୍ଟୱେର ହେଇଥିଲେ, ଆପଣ ମୋବାଇଲ ଯୋଉ ଆଣ୍ଡ୍ରଏଡ ସଫ୍ଟୱେର କଲେ ସେ ଫ୍ରାକ୍ସନ ଅଫ ସେକେଣ୍ଡରେ, ଫ୍ରାକ୍ସନ ଅଫ ଯେଟା ଅପଡେଟ ହେଇଯିବ। ଯେହେତୁ ଏକ୍ସେଲ ବେସ ରେ ରହୁଛି, ତେଣୁ ସେଥିପାଇଁ ଆପଣଙ୍କୁ ଲାଗିବ 1 ମିନିଟ 2 ମିନିଟ ଲାଗିବ। ଯଦି ଯଦି ଆପଣଙ୍କର ଯଦି ଆପଣଙ୍କ ଲାପଟପ୍ ଯଦି ପୁରୁଣା ଲାପଟପ୍ ହେଇଥିବ, ତେଣୁ ଏହା ପାଇଁ କଣ ଦରକାର, ଅତି କମରେ ୱିଣ୍ଡୋଜ 10 ହେଇଥିବା ଦରକାର। ୱିଣ୍ଡୋଜ 10 ଆଉ ତାର ହାୟର ଭର୍ସନ ଚଳିବ। ଆଉ ଅଫିସ, ଏମଏସ୍ ଅଫିସ ଟା ଆପଣଙ୍କ 16 କିମ୍ବା ତା ଅନୱାର୍ଡ ହେଇଥିବା ଦରକାର। ଯେତେ ଲାଟେଷ୍ଟ ଭର୍ସନ ରହୁଛି ସେତେ ଭଲ। ଅଦରୱାଇଜ ଯଦି ଆପଣ ୱିଣ୍ଡୋଜ 10 ନଥିବ, ଆଉ ଏମଏସ୍ ଅଫିସ ଯଦି ଆପଣଙ୍କ 16 ଭର୍ସନ, 16 ଭର୍ସନ ଆଭବ ଅଛି, ତାହେଲେ ଆପଣଙ୍କର ଇଜିଲି ଜିନିଷ ହେଇପାରିବ, ନହେଲେ ହବ ନାହିଁ। ହେଲାନି, ହଉ ଅପଡେଟ ହଉଛି, ସମୟ ଲାଗିବ ଆପଣଙ୍କୁ। ଯଦି ଆପଣ ଯେତେ ଫାଷ୍ଟ ଥିବ, ଇଏ କାଲକୁଲେସନ ସେତେ ଫାଷ୍ଟ ହେଇଯିବ। ଓକେ, ଦେଖନ୍ତୁ ଆସିଗଲା। ଇଏ ଆପଣଙ୍କର ହେଲା, ଆପଣ ଆଷ୍ଟ୍ରୋଲୋଜି ପଢିବେ, ଏ ପେଜ ସବୁ ଦରକାର। ଏଇଟା ହେଲା ଆପଣଙ୍କ କୁଣ୍ଡଳୀ, ଏଇଟା ହେଲା ଆପଣଙ୍କ ଜନ୍ମ କୁଣ୍ଡଳୀ। ଏଇଟା ହେଲା ନର୍ଥ ଇଣ୍ଡିଆନ ଷ୍ଟାଇଲରେ, ନଟ ଓଡିଶା ଷ୍ଟାଇଲରେ। ଇଏ ହଉଛି ନର୍ଥ ଇଣ୍ଡିଆନ ଷ୍ଟାଇଲ। ନର୍ଥ ଇଣ୍ଡିଆନ ଷ୍ଟାଇଲରେ ଇଏ ଆପଣଙ୍କ ଚାର୍ଟ ଆସିଗଲା। ତ ନେକ୍ସଟ ହେଲା କଣ, ଆମେ ଯିବା ଆମ ନେକ୍ସଟ ପଞ୍ଚପକ୍ଷୀ ଯୋଉ ପେଜ ଅଛି, ପଞ୍ଚପକ୍ଷୀ ପେଜ ପଢେଇବା। ଏଇ ଯୋଉ ଇଏ ଅଛି ରେଡ ମାର୍କ ଦେଖୁন, ପଞ୍ଚପକ୍ଷୀ, ପଞ୍ଚପକ୍ଷୀ ପେଜ ଏ ଯୋଉ ଚାର୍ଟ ଅପଡେଟ ହେଇଥିବ, ଇଏ ପଞ୍ଚପକ୍ଷୀ ପେଜ କୁ ଯିବା। ଏଇ ପଞ୍ଚପକ୍ଷୀ ପେଜ ରେ ଆପଣଙ୍କ ଡିଟେଲ୍ସ କାଲକୁଲେସନ ସବୁ ଆସିବ। ଡିଟେଲ୍ସ କାଲକୁଲେସନ ସବୁ ଆସିଗଲା ଏଠି।
ନେଇଟା କଣ ଅପଡେଟ ହବ। ଇଏ ସଫ୍ଟୱେରଟା ଟିକେ ମୁଁ ସକାଳୁ ଇଏ ଅପଡେଟ କରିଥିଲି, ତେଣୁ ସେଥିପାଇଁ ଅପଡେଟ ହେଇପାରିନି। ତ ଆପଣଙ୍କର ଇଏ ଅପଡେଟ ଅଟୋମେଟିକ ହେଇଯିବ। ଅପଡେଟ ଅଟୋମେଟିକ ହେଇଯିବ, ମୋର ହଉନି କାରଣ ନା ଠିକ ଅଛି। ହଁ ହେଇଯିବ, ଅପଡେଟ ହେଇଯାଇଛି। ଓକେ, ମୁଁ ଆଉ ଅଲଗା ଡେଟ୍ ସବୁ ଅନ୍ୟମାନଙ୍କ କାଲକୁଲେସନ କରିଥିଲି, ତେଣୁ ଟ୍ରାନଜିଟ ସମୟଟା ଏଠି ଅଛି। ଆପଣ ସମୟ ଦେଇ ଆସିଗଲା, କିଛି ଅସୁବିଧା ନାହିଁ। ଦେଖନ୍ତୁ, ନିରାକାର ସାରଙ୍କର ଇଏ କାଲକୁଲେସନ ଆସିଗଲା ଅଟୋମେଟିକ। ତ ତାଙ୍କର ଜନ୍ମ ନକ୍ଷତ୍ର ଅଛି ପୂର୍ବ ଫାଲ୍ଗୁନି। ପୂର୍ବ ଫାଲ୍ଗୁନି ହେଲା ଜନ୍ମ ନକ୍ଷତ୍ର। ଆପଣ ଜନ୍ମ ଡେ ହେଲା ସଣ୍ଡେ, ତିଥି ହେଲା ପ୍ରତିପଦ ଶୁକ୍ଳ, ପ୍ରତିପଦ ହଉଛି, ଆଉ ଶୁକ୍ଳ ତିଥି ଅଛି ଶୁକ୍ଳ ପକ୍ଷ, ଆପଣ ଶୁକ୍ଳ ପକ୍ଷ। ଆଉ ନାଇଟ ରେ ଜନ୍ମ ହେଇଛନ୍ତି, ଜନ୍ମ ପକ୍ଷୀ ହେଲା ଓଲ। ଓଲ ହେଲା ପେଶା ହେଲା ଆପଣ ଜନ୍ମ ପକ୍ଷୀ। ତ ଆପଣ ଫ୍ରେଣ୍ଡ ପକ୍ଷୀ ହେଲେ ଭଲସର ଆଉ କପ୍, ଆଉ ଏନିମି ପକ୍ଷୀ ହେଲେ ଓଲ ପ୍ରୋ। ଇଏ ଅଟୋମେଟିକ ସବୁ ଜିନିଷ ଆସିଲା, ଆମେ ପଢିନେ, ପଢିବା ସବୁ ଏ ବିଷୟରେ। ଏ ସବୁ ଜିନିଷ ଏଇ ସଫ୍ଟୱେର କାଲକୁଲେସନ କରି ଦେଇଦବ। ଏଇ ସଫ୍ଟୱେର ୟୁଜ ଜାଣିଛନ୍ତି, ସଫ୍ଟୱେର ୟୁଜ ଆପଣ ଅଛି। ତାହେଲେ ଏଇ ଅନୁଯାୟୀ ଆପଣଙ୍କର କାଲକୁଲେସନ ହେଇଗଲା। ଜନ୍ମ, ଆଜିର ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ନେଇକିରି, ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ନେଇକିରି ଇଏ ସବୁ ଏଠି କାଲକୁଲେସନ ଆସିଗଲା। କୋଉ ସମୟରେ ଏମ 1, ଏମ 2, ଏମ 3, ଏମ 4, ଏମ 5, ତାପରେ ଏମ 6, ଏମ 6, ଏମ 7, ଏମ 8, ଏମ 9, ଏମ 10। ସକାଳ 5:29 ତା ପରଦିନ ସକାଳ 5:29 ଅଟୋମେଟିକ କାଲକୁଲେସନ ଆସେ। ଆପଣଙ୍କୁ ଆଉ କିଛି କରିବା ପାଇଁ ପଡେନି, ଅଟୋମେଟିକ ଆସିଯିବ। ଯଦି ଯଦି ଆପଣଙ୍କ ପାଖରେ ସଫ୍ଟୱେର ନାହିଁ, ଆପଣ କୋଉ ଜାଗାରେ ଯାଇଛନ୍ତି, ସଫ୍ଟୱେର ନାହିଁ, ତ ଆପଣ କଣ କରିବେ, ଯୋଉ ଜିନିଷ ଆପଣ ପଢା ହେଲା ତ ସେଇ ଅନୁଯାୟୀ ଆପଣ କାଲକୁଲେସନ କରିପାରିବେ। ଯେମିତି ପଢା ହେଲା ଆପଣ କହିଲେ କାଲକୁଲେସନ କରିବା ପାଇଁ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ସମୟ। ତେଣୁ ସେଥିପାଇଁ ଆପଣ କଣ କରିବା ପାଇଁ ପଡିବ, ଯେହେତୁ ଏ ଲାଇନ କି ଆପଣଙ୍କ ଇଣ୍ଟରେଷ୍ଟ ଅଛି, ଏ ଲାଇନ କି ଆପଣଙ୍କର ଇଣ୍ଟରେଷ୍ଟ ଅଛି, ତ ଆପଣଙ୍କର ପ୍ରତିଦିନର କାମ ହେଲା ଆଜିର ତିଥି କଣ ଆଉ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ସମୟ କରିବେ। ଯଦି ନାହିଁ ତ ଆପଣ ମୋବାଇଲରେ ବାହାର କରିଦେଇ ପାରିବେ। ଯଦି ପାଞ୍ଜି ଅଛି, ପାଞ୍ଜି ଦେଖିକିରି ଏଇଟା ଅଭ୍ୟାସ କରିବେ। ସବୁଦିନ ସକାଳୁ ଉଠିଲେ ଆପଣଙ୍କ କାମ ହେଲା ପେନ୍ ଆଣ୍ଡ ପେପରରେ ଆଜିର ତିଥି କଣ, ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ସମୟଟା ବାହାର କରିବେ। ଆଉ ଆଜିର ନକ୍ଷତ୍ର କଣ, ଆଜିର ନକ୍ଷତ୍ର କଣ, ଏଇ ସେମ ଜିନିଷ ଯଦି ଆପଣ ଗୁଗଲରେ ସର୍ଚ୍ଚ କରିଦଉଛନ୍ତି, ଗୁଗଲରେ ସର୍ଚ୍ଚ କରିଦଉଛନ୍ତି, ଏ ଡିଟେଲ ସବୁ କାଲକୁଲେସନ ଆପଣଙ୍କ ଆସିଯିବ। ଆ ଦେହରେ ଏଇ ଯୋଉ ଏଇ ପେଜରେ ଆସିଯିବ। ଆପଣ ଆଜିର ହେଲା, ଆଜିର ନକ୍ଷତ୍ର ଦେଖେ, ଆଜି ହେଲା କେତେ ନା ତ୍ରୟୋଦଶୀ, ତିଥି ହେଲା ତ୍ରୟୋଦଶୀ। କେତେଟା ପର୍ଯ୍ୟନ୍ତ ଅଛି, 12:43 AM, ଜୁନ 28 ତାରିଖ ପହଞ୍ଚିବ। ରାତି 12:43ରେ ତିଥି ଚେଞ୍ଜ ହେଇଯିବ, ଚତୁର୍ଦ୍ଦଶୀ ହେଇଯିବ। ତାହେଲେ ଆଜିର ତିଥି ହଉଛି ରାତି 12:43 ପର୍ଯ୍ୟନ୍ତ ତ୍ରୟୋଦଶୀ ଅଛି। ଆଉ ନକ୍ଷତ୍ର ଅଛି ଅନୁରାଧା ନକ୍ଷତ୍ର। ଅନୁରାଧା ନକ୍ଷତ୍ର କୋଉ ପର୍ଯ୍ୟନ୍ତ ଅଛି ନା ରାତି 10:11 ପର୍ଯ୍ୟନ୍ତ, ରାତି 10:11 ପର୍ଯ୍ୟନ୍ତ ଅନୁରାଧା ନକ୍ଷତ୍ର ଅଛି। ତାପରେ ତିଥି ଚେଞ୍ଜ ହେଇଯିବ, ଚତୁର୍ଦ୍ଦଶୀ ହେଇଯିବ। କେତେ, ରାତି 12:43 ପରେ ଚତୁର୍ଦ୍ଦଶୀ ହେଇଯିବ। ତାପରେ ନକ୍ଷତ୍ର ଚେଞ୍ଜ ହେଇଯିବ, କେତେ ଜ୍ୟେଷ୍ଠା ହେଇଯିବ। ଆଜି ତ ଆଉ ସବୁ ବହୁତ ଜିନିଷ ଅଛି, ଆପଣ ମାନେ ଶିଖିଲା ପରେ ଏସବୁ ଜିନିଷ ଜାଣିବେ। କିନ୍ତୁ ଏବେ ପର୍ଯ୍ୟନ୍ତ ଆପଣଙ୍କୁ ପ୍ରତିଦିନ କଣ କରିବେ, ପ୍ରତିଦିନ ଆପଣ ମାନେ କାମ ହେଲା କଣ, ଆଜିର ତିଥି କଣ, ତିଥି ବାହାର କରିବେ। ଆଉ କଣ ବାହାର କରିବେ, ସନରାଇଜ, ସନରାଇଜ ଆଉ ସନସେଟ। ସନରାଇଜ ସନସେଟ ବାହାର କରିବେ। ଆଜିର ନକ୍ଷତ୍ର କଣ, ଆଜିର ନକ୍ଷତ୍ର କଣ କାଲକୁଲେସନ କରିବେ, ନକ୍ଷତ୍ର କଣ କାଲକୁଲେସନ କରିବେ। ଆଉ ତିଥି, ତିଥିଟା ଯୋଉ ହେଲା କଣ ତ୍ରୟୋଦଶୀ କି ଚତୁର୍ଦ୍ଦଶୀ, ଏ ତିଥିଟା ବାହାର କରିବେ। ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ବାହାର କରିବେ। ଆଜିର ନକ୍ଷତ୍ର, ଏତେ ଜିନିଷ ସବୁଦିନ ଆଜିଠାରୁ ଅଭ୍ୟାସ କରିଦିଅନ୍ତୁ। ଅଭ୍ୟାସ କରିଦେଲେ କଣ ହବ, ଆପଣ କାଲକୁଲେସନ ଯଦି ଆପଣ କିଛି ଜିନିଷ ପଚାରିଲା, ତାହେଲେ ଆପଣ ପଟାପଟ କାଲକୁଲେସନ କରିପାରିବେ। ଆମେ ଆଗକୁ ଯୋଉ ପଢିବା ସବୁ, ଯିଏ ଆସି କ୍ୱେଶ୍ଚନ ପଚାରିବ ମୋର ଆଜି ଶୁଭ ସମୟ କଣ, ମୋର ଗୋଟେ ଚୋରି ହେଇଯାଇଛି ଜିନିଷ ମିଳିବ କି ନାହିଁ, ଏ ଚୋରି ଜିନିଷଟା କିଏ ନେଇଛି, କୋଉ ଦିଗକୁ ଯାଇଛି, ଏସବୁ କାଲକୁଲେସନ କରିପାରିବା। ଜଣେ ଆସି ପଚାରେ ମୋର ପୁଅ ହବ କି ଝିଅ ହବ, ଜଣେ ଆସି ପଚାରେ ମୋ ଚାକିରି ମୋର ହବ କି ନାହିଁ, ମୁଁ ଇଣ୍ଟରଭ୍ୟୁରେ ସକ୍ସେସ୍ ହେବି କି ନାହିଁ, ଏସବୁ ଜିନିଷ ଆପଣ
ଗୋଟେ ମିନିଟ୍ 2 ମିନିଟ୍ କ୍ୟାଲକୁଲେସନ କରିଦେଇ ପାରିବେ, ନହେଲେ ଆପଣଙ୍କୁ ଖୋଜିବା ପାଇଁ ପଡିବ। ତେଣୁ ଏସବୁ ଜିନିଷ ଆପଣଙ୍କ ମୁହେଁ ମୁହେଁ କରିବା ଦରକାର। ଚାଲନ୍ତୁ ନେକ୍ସଟ ଜିନିଷ ଆମେ ପଢିବା। ତ ଆମେ ତିଥି ବାହାର କରିଦେଲେ, ଜଣଙ୍କର କଣ ଡାଟା ନେଇକି ଆମେ ବାହାର କଲେ, ଜଣଙ୍କର ବାର୍ଥ ଡେଟ୍, ଡେଟ୍ ଅଫ ବାର୍ଥ, ଟାଇମ ଅଫ ବାର୍ଥ, ପ୍ଲେସ୍ ଅଫ ବାର୍ଥ। ये 3टा ଜିନିଷ ଜାଣିଲା ପରେ ଆମ ସଫ୍ଟୱେରରେ ଆମେ ପୁଟ୍ କରିଦେଲେ। और ଯେକୌଣସି ସଫ୍ଟୱେରରେ ଏ ସଫ୍ଟୱେର ଆପଣ ୟୁଜ ନ କରୁଛନ୍ତି, ଡିଫରେଣ୍ଟ ଡିଫରେଣ୍ଟ ସଫ୍ଟୱେର ଆସୁଛି, ଆପଣ ଡେଟ୍ ଅଫ ବାର୍ଥ ଟାଇମ ଅଫ ଗୁଗଲରେ ମାରିଦେବେ, କୁଣ୍ଡଲି ତିଆରି କରିବା ପାଇଁ ଚାହୁଁଛନ୍ତି ତ ଡେଟ୍ ଅଫ ବାର୍ଥ ଟାଇମ ଅଫ ପ୍ଲେସ୍ ଅଫ ବାର୍ଥ ଦେଇଦେଲେ ଆପଣ ଡିଟେଲ୍ସ ବାହାର କରିଦେବେ ଫ୍ରିଲି, ପଇସା କାହା ପଡିବା ପାଇଁ। ଡିଫରେଣ୍ଟ ଡିଫରେଣ୍ଟ ସଫ୍ଟୱେର ଗୁଗଲରେ ଆଭେଲେବୁଲ ଅଛି, ଆପଣ ଖାଲି ଏତିକି ଜିନିଷ ବାହାର କରିଦେଲେ, ଡେଟ୍ ଅଫ ବାର୍ଥ ଟାଇମ ଅଫ ପ୍ଲେସ୍ ଅଫ ବାର୍ଥ ଦେଇଦେଲେ ଆପଣଙ୍କର କୁଣ୍ଡଲି ସେ ବାହାର କରିଦବ, ନକ୍ଷତ୍ର ବାହାର କରି ଦେଇଦବ। ନକ୍ଷତ୍ର ବାହାର କରିଦେଲା ପରେ ଆମେ କଣ କରିବା, ଆମର ପକ୍ଷୀ କଣ, ଏଇ ଯୋଉ 5ଟା ପକ୍ଷୀ ଯୋଉ ଅଛି, ଆମର କୋଉ ପକ୍ଷୀ ଅଛି ଆମକୁ ଜାଣିବା ପାଇଁ ପଡିବ। ତ କଣ କରିବା, ଆମେ ପକ୍ଷୀ ଜାଣି ସାରିଲା ପରେ, ତିଥି ଜାଣିଲେ, ତିଥି ଜାଣି ସାରିଲା ପରେ ଆମେ ଜାଣିବା କଣ ଆମର କୋଉ ପକ୍ଷୀ ଅଛି, ଆମର କୋଉ ପକ୍ଷୀ ଅଛି। ଯେମିତି ଆମେ ଏଠି ବାହାର କଲେ ବି ନିରାକାର ସାଙ୍ଗ ବାହାର କଲେ, ତ ପକ୍ଷୀଟା ଯୋଉ କାଲକୁଲେସନ ହବ କୋଉଥିରୁ ନେଇକିରି, ନକ୍ଷତ୍ରକୁ ନେଇକି ବାହାରେ, ନକ୍ଷତ୍ର ନେଇକିରି ଆମର ପକ୍ଷୀ କାଲକୁଲେସନ ହବ। ତାହେଲେ ଜାଣନ୍ତୁ, ତାହେଲେ ଆମର କୋଉ କୋଉ ନକ୍ଷତ୍ର ଅଛି, ନକ୍ଷତ୍ର ଅନୁଯାୟୀ ଆମେ 5ଟା ବାର୍ଡ ଯୋଉ କାଲକୁଲେସନ କରିବା, କେମିତି କାଲକୁଲେସନ କରିବା। ପେନ୍ ଆଣ୍ଡ ପେପର ଲେଖନ୍ତୁ। ତାହେଲେ ଆମର 2ଟା ପକ୍ଷ ରହିଲା, ନକ୍ଷତ୍ର ହେଲା 27, 27ଟା ନକ୍ଷତ୍ର ଆମର ଅଛି, 27 ନକ୍ଷତ୍ର। 2ଟା ତିଥି ହେଲା, ଗୋଟେ ହେଲା କୃଷ୍ଣ ପକ୍ଷ ଆଉ ଗୋଟେ ହେଲା ଶୁକ୍ଳ ପକ୍ଷ, କୃଷ୍ଣ ପକ୍ଷ ଆଉ ଶୁକ୍ଳ ପକ୍ଷ। ତାପରେ ପ୍ରତିକି 15 ଭାଗରେ ଡିଭାଇଡ କରାଯାଇଛି। ତ ସେଇଭଳି ଆମକୁ ଦରକାର କଣ ନା, ଆମ ଯୋଉ ବାର୍ଡ ବାହାର କରେ, 5ଟା ବାର୍ଡ ଯୋଉ ଅଛି, ଆମର କୋଉଟା ବାର୍ଡ ରହୁଛି, ତ ସେଥିପାଇଁ ଆମେ ନକ୍ଷତ୍ର ନେଇ କାଲକୁଲେସନ କରିବା, କୃଷ୍ଣ ପକ୍ଷ ପାଇଁ ଗୋଟେ ଆଉ ଶୁକ୍ଳ ପକ୍ଷ ପାଇଁ ଗୋଟେ। ତାହେଲେ 3ଟା କଲମ ଏବେ କରନ୍ତୁ, ଗୋଟେ ନକ୍ଷତ୍ର କଲମ କରନ୍ତୁ, ଗୋଟେ ନକ୍ଷତ୍ର କଲମ, 27ଟା ନକ୍ଷତ୍ର ପୁରା ଲେଖିବା, ତେଣୁ ସେ ଅନୁଯାୟୀ କଲମ କରନ୍ତୁ, ଗୋଟେ ନକ୍ଷତ୍ର କଲମ, ଆଉ ଗୋଟେ ହେଲା ଶୁକ୍ଳ ପକ୍ଷ, ସେକେଣ୍ଡ କଲମ ଲେଖନ୍ତୁ ଶୁକ୍ଳ ପକ୍ଷ, ଥାର୍ଡ କଲମ ଲେଖନ୍ତୁ କୃଷ୍ଣ। 3ଟା କଲମ କଲେ, ପ୍ରଥମ ଲେଖନ୍ତୁ ଗ୍ରୁପ 1। ଗ୍ରୁପ 1 ମୁଁ ଦେଖେଇ ଦଉଛି ଆପଣଙ୍କୁ, ଗୋଟେ PDF ଦେଖେଇ ଦଉଛି, ଏକ୍ଜାକ୍ଟଲି ସେମିତି ଆପଣ କରିବେ। ଜଷ୍ଟ ଏ ମିନିଟ୍। ଏମିତି କରନ୍ତୁ, 3ଟା ଗ୍ରୁପ କରିଦିଅନ୍ତୁ। ଜନ୍ମ ନକ୍ଷତ୍ର, ଗ୍ରୁପ 1 ଲେଖନ୍ତୁ ଜନ୍ମ ନକ୍ଷତ୍ର, ଶୁକ୍ଳ ପକ୍ଷ, କୃଷ୍ଣ ପକ୍ଷ, ଆଉ ନମ୍ବରିଂ କରନ୍ତୁ 1 2 3 4 ନମ୍ବରିଂ କରି ଲେଖିବେ, 1 2 3 4 ନମ୍ବରିଂ କରିକି ଲେଖିବେ। 1 2 ତ ପ୍ରଥମ ଲେଖନ୍ତୁ ଅଶ୍ୱିନୀ, ଅଶ୍ୱିନୀ ନକ୍ଷତ୍ର ପ୍ରଥମ ଲେଖନ୍ତୁ, ପଏଣ୍ଟ ନମ୍ବର 1 ରେ ଅଶ୍ୱିନୀ ନକ୍ଷତ୍ର, ଆକୁ ସବୁ ମନେ ରଖିବା ପାଇଁ ପଡିବ, ନହେଲେ ଅସୁବିଧା। ପଏଣ୍ଟ ନମ୍ବର 1 ହେଲା ଜନ୍ମ ନକ୍ଷତ୍ରରେ କଲମ ଲେଖନ୍ତୁ ଅଶ୍ୱିନୀ, ଶୁକ୍ଳ ପକ୍ଷ ଅଣ୍ଡର ଲେଖନ୍ତୁ, ଓଡିଆରେ ଲେଖନ୍ତୁ, ଯଦି ହିନ୍ଦୀରେ ଲେଖା ହେଇଛି ଆପଣ ଓଡିଆରେ ଲେଖିବେ କଣ ଶାଗୁଣା। ଯଦି ଯିଏ ଅଶ୍ୱିନୀ ନକ୍ଷତ୍ରରେ ଜନ୍ମ ହେଇଛି, ଶୁକ୍ଳ ପକ୍ଷରେ ଜନ୍ମ ହେଇଛି, ତାହେଲେ ତାର ପକ୍ଷୀ ହେଲା କଣ ଗୀତ, ଯୋଉଟା କହୁଛି ଆପଣ ଶାଗୁଣା। ଆଉ କୃଷ୍ଣ ପକ୍ଷରେ ଯଦି ଜନ୍ମ ହେଇଛନ୍ତି, ଅଶ୍ୱିନୀ ନକ୍ଷତ୍ରରେ ଜନ୍ମ ହେଇଛନ୍ତି, କୃଷ୍ଣ ପକ୍ଷରେ ଜନ୍ମ ହେଇଛନ୍ତି, ତାହେଲେ ତାଙ୍କର ବାର୍ଡ ହେଲା ମୋର, और ଓଡିଆରେ କହୁଛନ୍ତି ମୟୂର। ତ ପ୍ରଥମ ଲେଖିଲେ ଏଠି ଜନ୍ମ ନକ୍ଷତ୍ର ଅଶ୍ୱିନୀ ଲେଖିବେ, ଶୁକ୍ଳ ପକ୍ଷ ତଳେ ଲେଖିବେ କଣ ଶାଗୁଣା ଲେଖିବେ, କୃଷ୍ଣ ପକ୍ଷରେ ଯଦି ଜନ୍ମ ହେଇଛନ୍ତି ତାହେଲେ ଆପଣଙ୍କ ମୟୂର। ସେକେଣ୍ଡ ହେଲା କଣ, ସେକେଣ୍ଡ ହେଲା ଯିଏ ଭରଣୀ ନକ୍ଷତ୍ରରେ ଜନ୍ମ ହେଇଛନ୍ତି, ଶୁକ୍ଳ ପକ୍ଷରେ ଜନ୍ମ ହେଇଛନ୍ତି, ତାଙ୍କର ମଧ୍ୟ ଶାଗୁଣା, ଆଉ କୃଷ୍ଣ ପକ୍ଷରେ ଯଦି ଜଏନ ହେଇଛନ୍ତି ତାଙ୍କର ପକ୍ଷୀ ହେଲା ମୟୂର। ଯଦି କୃତ୍ତିକା ନକ୍ଷତ୍ରରେ ଜନ୍ମ ହେଇଛନ୍ତି, ଶୁକ୍ଳ ପକ୍ଷରେ ଜନ୍ମ ହେଇଛନ୍ତି, ତାହେଲେ ତାଙ୍କର ଇଏ ସବୁ ମନେ ରଖିବା ପାଇଁ ପଡିବ, ମନେ ନ ରଖିଲେ ସବୁ ହବନି, ଆପଣ ପ୍ରେଡିକ୍ସନ କେମିତି କରିବେ। ସେଇଥିପାଇଁ ଆପଣ ମାନେ କହିଥିଲି
ପେନ୍ ଆଣ୍ଡ ପେପର ଧରିକି ବସିବେ, ନୋଟ ବୁକ୍ କରିବେ, ଗୋଟେ ନୋଟ ଖାତା ରଖିବେ, ତା ଦେହରେ ସବୁ କ୍ଲାସ ଆପଣ ନୋଟ ଡାଉନ କରି ରଖିଲେ ପୁରା ସବୁଦିନ ପାଇଁ ଆପଣଙ୍କ ପାଖରେ ରହିଲା। ସାର୍ ରହିଲା ଆଉ କେତେ? ପ୍ରଥମ ହେଲା ଯଦି ଅଶ୍ୱିନୀ ନକ୍ଷତ୍ର ଜନ୍ମ ହେଇଛନ୍ତି ଶୁକ୍ଳ ପକ୍ଷରେ, ଏମିତି କଲମ ତିନିଟା କରିଦିଅନ୍ତୁ, ଓଡିଆରେ ଲେଖନ୍ତୁ। ଜନ୍ମ ନକ୍ଷତ୍ର ଗୋଟେ ହେଲା ଶୁକ୍ଳ ପକ୍ଷ, ଆଉ ଗୋଟେ ହେଲା କୃଷ୍ଣ ପକ୍ଷ। ଅଶ୍ୱିନୀ ନକ୍ଷତ୍ରରେ ଯଦି ଜନ୍ମ ହେଇଛନ୍ତି ଅଶ୍ୱିନୀ, ପ୍ରଥମେ ଲେଖିବେ ଅଶ୍ୱିନୀ। ଶୁକ୍ଳ ପକ୍ଷ ପକ୍ଷୀ ହେଲା ଶାଗୁଣା, କୃଷ୍ଣ ପକ୍ଷ ପକ୍ଷୀ ହେଲା ମୟୂର। ଯଦି ଭରଣୀ ନକ୍ଷତ୍ରରେ ଜନ୍ମ ହେଇଛନ୍ତି ଲେଖିବେ ଭରଣୀ, ଲେଖିବେ ଭରଣୀ, ଓଡିଆରେ ଭରଣୀ ଲେଖିବେ। ଭରଣୀ ନକ୍ଷତ୍ର ଜନ୍ମ ହେଇଛନ୍ତି ଶାଗୁଣା, କୃଷ୍ଣ ପକ୍ଷ ହେଲା ଶାଗୁଣା, ସରି ଶୁକ୍ଳ ପକ୍ଷ ହେଲା ଶାଗୁଣା, କୃଷ୍ଣ ପକ୍ଷ ହେଲା କଣ ମୟୂର। ମୟୂର। ତାପରେ 3 ନମ୍ବର ସିରିଏଲ ଦେବେ, 3 ନମ୍ବର ସିରିଏଲ ଲେଖିବେ କୃତ୍ତିକା ନକ୍ଷତ୍ର। କୃତ୍ତିକା ନକ୍ଷତ୍ର ଜନ୍ମ ହେଇଛନ୍ତି ଯଦି ଶୁକ୍ଳ ପକ୍ଷ ହେଇଛି ତାହେଲେ ଆପଣଙ୍କ ଶାଗୁଣା, ଚତୁର୍ଥ ହେଲେ ସରି କୃଷ୍ଣ ପକ୍ଷ ହେଇଥିଲେ ଆପଣଙ୍କ ମୟୂର। ଚତୁର୍ଥ ନମ୍ବର ଦି ଆପଣ ରୋହିଣୀ, ଆପଣ ଯଦି ରୋହିଣୀ ନକ୍ଷତ୍ର ଜନ୍ମ ହେଇଛନ୍ତି ଯଦି ଶୁକ୍ଳ ପକ୍ଷରେ ହେଇଛି ତାହେଲେ ଆପଣ ଶାଗୁଣା, ଯଦି କୃଷ୍ଣ ପକ୍ଷରେ ହେଇଛନ୍ତି ତାହେଲେ ମୟୂର। ଯଦି ମୃଗଶିରା ନକ୍ଷତ୍ର ଜନ୍ମ ହେଇଛନ୍ତି, ଯାହାର ମୁଗ, କୁହନ୍ତୁ। ଆପଣ ଭଏସ ଇକୋ ଅଛି, ଆପଣ ଆଗରେ ସ୍କ୍ରିନ୍ ଦେଖା ଯାଉଛି ନା? ନହେଲେ ସ୍କ୍ରିନ୍ ଦେଖି ଲେଖି ଦେଇପାରିବେ, ଯଦି ମୁଁ କହିଲା ବେଳେ ନ ଲେଖି ପାରୁଛନ୍ତି ମୁଁ ଆଉ ଟିକେ ବଡ କରିଦଉଛି, ଦେଖନ୍ତୁ। ବଡ କରିଦେଲେ ଆପଣ ମୋବାଇଲ ସ୍କ୍ରିନ୍ ଯଦି ମୋବାଇଲରେ ଦେଖୁଥିବେ ତାହେଲେ ତାକୁ ଆଉ ଟିକେ ବି ସ୍କ୍ରିନ୍ ଟା ବଡ କରିଦେଇ ପାରିବେ। ଦେଖନ୍ତୁ ମୁଁ ଆଉ ଟିକେ ବଡ କରିଦଉଛି, ଆପଣଙ୍କୁ ଦେଖିବାକୁ ସୁବିଧା ହବ। ଦେଖିଲେ ଏଠି ଗ୍ରୁପ 1 ଲେଖିବେ, ପ୍ରଥମେ ଗ୍ରୁପ 1 ଲେଖିବେ। ଗ୍ରୁପ 1 ଲେଖି ନମ୍ବରିଂ କରିଦେବେ କଣ 1 2 3 4 5। ତ ଏଇଟା ହେଲା ଶୁକ୍ଳ ପକ୍ଷର ବାର୍ଡ, ଏଇଟା ହେଲା କୃଷ୍ଣ ପକ୍ଷର ବାର୍ଡ। ଏଇଟା ଯେ ନ ଲେଖୁଛନ୍ତି ତଳୁ ତଳେ ଏମିତି ଡଟ ଡଟ ବି ଏମିତି ଏମିତି କରିଦେଇ ପାରିବେ, କାହିଁକିନା ଇଏ ପାଞ୍ଚଟା ନକ୍ଷତ୍ର ପାଇଁ ଅଶ୍ୱିନୀ ନକ୍ଷତ୍ର, ଭରଣୀ ନକ୍ଷତ୍ର, କୃତ୍ତିକା ନକ୍ଷତ୍ର, ରୋହିଣୀ ନକ୍ଷତ୍ର, ମୃଗଶିରା ନକ୍ଷତ୍ର ଶୁକ୍ଳ ପକ୍ଷରେ ଯଦି ଆପଣ ଜନ୍ମ ହେଇଛନ୍ତି ସମସ୍ତଙ୍କର କଣ ଆସେ? ଶାଗୁଣା ଆସେ। ଗୀତ ଆଉ ଓଡିଆରେ ଆପଣ ଲେଖିବେ କଣ ଶାଗୁଣା। ଆଉ ଯଦି ଆପଣ କୃଷ୍ଣ ପକ୍ଷରେ ଜନ୍ମ ହେଇଛନ୍ତି ସମସ୍ତେ, ଇଏ 5ଟି ନକ୍ଷତ୍ର ଯିଏ ବି ଜନ୍ମ ହେଇଥିବେ ସେମାନଙ୍କର ନକ୍ଷତ୍ର ହେଲା କଣ ମୟୂର। ପଟାପଟ ଲେଖନ୍ତୁ। ତେଣୁ ସେଥିପାଇଁ ଆପଣ ମାନଙ୍କୁ କହିଥିଲି କ୍ଲାସରେ ବସିଲା ବେଳେ ପେନ୍ ଆଣ୍ଡ ପେପର ଲେଖିବେ, ଗୋଟି ଗୋଟିକି ଲେଖିବେ। ସମସ୍ତେ ଲେଖିଦେଲେ? ଶୁକ୍ଳ ପକ୍ଷ ପାଇଁ ସମସ୍ତଙ୍କର ଶାଗୁଣା, ଆଉ କୃଷ୍ଣ ପକ୍ଷ ପାଇଁ ସମସ୍ତଙ୍କ ମୟୂର। 1ରୁ 5 ନମ୍ବର ଯୋଉ ନକ୍ଷତ୍ର ରହିଲେ ଅଶ୍ୱିନୀ, ଭରଣୀ, କୃତ୍ତିକା, ରୋହିଣୀ, ମୃଗଶିରା, ଯଦି ଶୁକ୍ଳ ପକ୍ଷରେ ଜନ୍ମ ହେଇଛନ୍ତି ତାଙ୍କର ଚଢେଇ ହେଲା ଅର ପକ୍ଷୀ ହେଲା ଶାଗୁଣା, ଆଉ ଯଦି କୃଷ୍ଣ ପକ୍ଷରେ ଜନ୍ମ ହେଇଛନ୍ତି ତାହେଲେ ତାଙ୍କର ହେଲା ପକ୍ଷୀର ନାଁ ହେଲା ମୟୂର। ହେଲା? ଚାଲନ୍ତୁ ନେକ୍ସଟ ଗ୍ରୁପ, ଯେ ହାତ ଟିକେ ଫାଷ୍ଟ ରଖିବେ, ଫାଷ୍ଟ କଲେ ଆମେ ପଢିବା ଯେତେ ଜଲ୍ଦି ଲେଖିପାରିବେ। ଗ୍ରୁପ 2 ଲେଖନ୍ତୁ। ଗ୍ରୁପ 2 ରେ ଆମେ କଣ କରିବା? ସିରିଏଲ ନମ୍ବର, ସିରିଏଲ ନମ୍ବର ଦେଲେ ଆପଣ ମନେ ରଖି ହେଇଯିବ। 5 ନମ୍ବର ଯାଇଥିଲା ହେଲା 6 7 8 9 10 11। ପ୍ରଥମ ଗ୍ରୁପରେ 5ଟା ଥିଲା, ସେକେଣ୍ଡ ଗ୍ରୁପରେ 6ଟା ଅଛି, 6ଟା ନକ୍ଷତ୍ର। ଯଦି ଆଦ୍ରା ନକ୍ଷତ୍ର ଯଦି ଜନ୍ମ ହେଇଛନ୍ତି ତାହେଲେ ଆପଣଙ୍କର ଶୁକ୍ଳ ପକ୍ଷ, ଯଦି ତାହେଲେ ହେଲା ଆପଣଙ୍କର ପେଚା, ଉଲୁ ଯୋଉ କହୁଛନ୍ତି ଓଡିଆରେ କହନ୍ତି ପେଚା। ଆଉ ଯଦି କୃଷ୍ଣ ପକ୍ଷରେ ଯଦି ଜନ୍ମ ହେଇଛନ୍ତି ମୁର୍ଗା, ମୁର୍ଗା ମିନ୍ସ ଓଡିଆରେ କହନ୍ତି ଆମେ କୁକୁଡା, ମୁର୍ଗା ଦ୍ୟାଟ ମିନ୍ସ କୁକୁଡା। ଆଦ୍ରା ନକ୍ଷତ୍ର ଶୁକ୍ଳ ପକ୍ଷ ହେଲା ପେଚା, କୃଷ୍ଣ ପକ୍ଷ ହେଲେ କୁକୁଡା। ପୁନର୍ବସୁ ନକ୍ଷତ୍ର ଯଦି ଅଛି ଶୁକ୍ଳ ପକ୍ଷରେ ହେଇଛନ୍ତି ତାହେଲେ ପେଚା, କୃଷ୍ଣ ପକ୍ଷ ହେଇଥିଲେ କୁକୁଡା। ଦ୍ୟାଟ ମିନ୍ସ 6 ନମ୍ବର 11 ନମ୍ବର ଯୋଉ ରହିଲେ ଜନ୍ମ ନକ୍ଷତ୍ର ଆଦ୍ରା, ପୁନର୍ବସୁ, ପୁଷ୍ୟା, ଅଶ୍ଲେଷା, ମଧା, ମଘା, ପୂର୍ବ ଫାଲ୍ଗୁନି। ଇଏ ହେଲା ପୂର୍ବ ଫାଲ୍ଗୁନି, ଇଏ ହେଲା ମଘା, ଅଶ୍ଲେଷା, ପୁଷ୍ୟା, ପୁନର୍ବସୁ ଆଉ ଆଦ୍ରା। ଇଏ 5ଟି ନକ୍ଷତ୍ର ଶୁକ୍ଳ ପକ୍ଷ ପାଇଁ ପେଚା, କୃଷ୍ଣ ପକ୍ଷ ପାଇଁ ମୃଗା। ତ ଆପଣ ଏମିତି ଲେଖନ୍ତୁ ଆଦ୍ରା ଶୁକ୍ଳ ପକ୍ଷ ପେଚା,
କୃଷ୍ଣ ପକ୍ଷ ହେଲା ମୃଗା। ପୁନର୍ବସୁ ନକ୍ଷତ୍ର ଯଦି ଆପଣ ଜନ୍ମ ହେଇଛନ୍ତି और ପୁନର୍ସୂର୍ଯ୍ୟ ଜନ୍ମ ହେଇଥିବେ ତାଙ୍କର ଶୁକ୍ଳ ପକ୍ଷ ଥିଲେ ହବ ପେଚା, କୃଷ୍ଣ ପକ୍ଷ ହେଲେ ମୃଗା और କୁକୁଡା। ପୁଷ୍ୟ ନକ୍ଷତ୍ର ଜଣେ ଜନ୍ମ ହେଇଛନ୍ତି, ପୁଷ୍ୟ ନକ୍ଷତ୍ର ଜଣେ ଜନ୍ମ ହେଇଛନ୍ତି ସେମାନଙ୍କ ହେଲା ପେଚା ଆଉ କୃଷ୍ଣ ପକ୍ଷ ହେଇଥିଲେ କୁକୁଡା। ଅଶ୍ଲେଷା ହେଇଥିଲେ ପେଚା କୃଷ୍ଣ ପକ୍ଷ ସରି ଶୁକ୍ଳ ପକ୍ଷ, କୃଷ୍ଣ ପକ୍ଷ ହେଇଥିଲେ ମୃଗା। ଆଉ ମଘା ନକ୍ଷତ୍ର ଦେଇଥିବ ମଘା, ମଘା ନକ୍ଷତ୍ର ହେଇଥିଲେ ଶୁକ୍ଳ ପକ୍ଷ ହେଲେ ପେଚା ଆଉ କୃଷ୍ଣ ପକ୍ଷ ହେଇଥିଲେ ମୃଗା। ପୂର୍ବ ଫାଲ୍ଗୁନି, ପୂର୍ବ ଫାଲ୍ଗୁନି ଯୋଉ ସର୍ଟ ଲେଖା ଅଛି ପୁ ଆଉ ଫା ଲେଖା ଅଛି, ପୂର୍ବ ଫାଲ୍ଗୁନି ଯଦି ଜଣେ ଜନ୍ମ ହେଇଛନ୍ତି ତାହେଲେ ତାଙ୍କର ଶୁକ୍ଳ ପକ୍ଷ ଯଦି ହେଇଛନ୍ତି ତାହେଲେ ପେଚା, କୃଷ୍ଣ ପକ୍ଷ ଯଦି ହେଇଛନ୍ତି ତାହେଲେ କୁକୁଡା। ଆକୁ ସବୁ ମନେ ରଖିବା ପାଇଁ ପଡିବ ଆପଣ। କୃଷ୍ଣ ପକ୍ଷ ପାଇଁ ଅଲଗା, ଶୁକ୍ଳ ପକ୍ଷ ପାଇଁ ଅଲଗା। ତାପରେ ଆମର ବାର ଯୋଉ ଯୋଉ ରହିଲା, ବାର ଅନୁଯାୟୀ ଆମେ ପଢିବା, ବହୁତ ଜିନିଷ ପଢିବା। ଏତେ ଡିଫିକଲ୍ଟ ଜିନିଷ ନୁହେଁ ବୁଝିବା ପାଇଁ, ଇଏ ଆପଣଙ୍କୁ ବୁଝିବା ପାଇଁ ଡିଫିକଲ୍ଟ ନୁହେଁ, ବଟ୍ ମନେ ରଖିବା ପାଇଁ ପଡିବ। ମନେ ରଖିଲେ ହିଁ ଆପଣ ମାନେ କାଲକୁଲେସନ କରିପାରିବେ। ସରିଲା ସମସ୍ତଙ୍କର? ଯଦି ଲେଖିଲା ଚାର୍ଟ ବକ୍ସରେ ଏସ୍ ଲେଖନ୍ତୁ। ଯଦି ସରିଗଲା ଚାର୍ଟ ବକ୍ସରେ ଏସ୍ ଲେଖି ଦିଅନ୍ତୁ, ସରିଲା। ହାତ ଟିକେ ସ୍ପିଡ କରି ଲେଖିବେ, ଯେତେ ସ୍ପିଡ କରି ଲେଖିବେ ଆମେ ସେତେ ଫାଷ୍ଟ ଯିବା। ତେଣୁ ସେଥିପାଇଁ କ୍ଲାସରେ ବସିଲା ବେଳକୁ ଗୋଟେ ଆଇଡିଆଲ ଲୋକେସନରେ ଆପଣ ବସିବେ ଯୋଉଠି ଆପଣ ନେଟୱାର୍କ ଆସୁଥିବ, କେହି ଡିଷ୍ଟର୍ବାନ୍ସ କରୁନଥିବେ, ପ୍ଲସ୍ ଆପଣ ଲେଖିବା ପାଇଁ ସୁବିଧା ହବ, ହାତ ସ୍ପିଡ କରି ଆପଣ ମାନେ ଲେଖିପାରିବେ। ଓକେ, ଚାଲନ୍ତୁ ନେକ୍ସଟ ଯିବା। ଯୋଉମାନେ କିଛି ସମୟ ନ ଲେଖିପାରିବେ ଭିଡିଓ ରହୁଛି, ଭିଡିଓ ବି ଦେଖିଦେବେ, କିନ୍ତୁ ଏବେ ଲେଖିଦେଇଥିଲେ କୌଣସି ଯଦି ଆପଣ ମିସ୍ କରିନ୍ତି ତାକୁ ରେକ୍ଟିଫାଇ କରିଦେବେ। ନହେଲେ ତ କହିବେ ଯେ ମୁଁ ଭିଡିଓ ଦେଖି ଲେଖିଦେବି ନା, ଭାଇ ଭିଡିଓ ଦେଖି କେହି ଲେଖନ୍ତିନି, ଆପଣ ଲେଖିପାରିବେନି, ସେ ସେମିତି ରହିଯିବ। ଆଉ ଆପଣ ଏ ଜିନିଷ ମନେ ନ ରଖି ପାରିଲେ କିଛି କାମ କରିପାରିବେନି। ତାପରେ ଲେଖନ୍ତୁ ଗ୍ରୁପ 3। ଗ୍ରୁପ 3, ଗ୍ରୁପ 3 ରହିଲେ କିଏ, କୋଉ କୋଉ ନକ୍ଷତ୍ର ରହିଲେ? ସେ ଥିଲା 11 ନମ୍ବର ସିରିଏଲ ଯାଇଥିଲା ନା, କେତେ ନମ୍ବର ସିରିଏଲ ଥିଲା? 11, ତାହେଲେ 12, 13, 14, 15, 16। ଇଏ ହେଲା ଉତ୍ତର ଫାଲ୍ଗୁନି, ଉତ୍ତରା ଫାଲ୍ଗୁନି, ଉତ୍ତରା ଫାଲ୍ଗୁନି। ଜନ୍ମ ନକ୍ଷତ୍ର ହେଲା ଉତ୍ତରା ଫାଲ୍ଗୁନି। ଆଉ ଇଏ ହେଲା ଆପଣଙ୍କର କୌଆ, କୌଆ ମିନ୍ସ କାଉ। ଶୁକ୍ଳ ପକ୍ଷ ହେଇଥିଲା ଆପଣଙ୍କର କାଉ, ଆଉ କୃଷ୍ଣ ପକ୍ଷ ହେଇଥିଲା ମଧ୍ୟ କାଉ। ଦିଟା ସମାନ ଅଛନ୍ତି, ଦିଟା ସମାନ, କାଉ ଆଉ କାଉ। ଯଦି ହସ୍ତ ଜନ୍ମ ନକ୍ଷତ୍ର ଥାଏ ତାର କାଉ, କୃଷ୍ଣ ପକ୍ଷ ମଧ୍ୟ କାଉ। ଚିତ୍ରା ନକ୍ଷତ୍ର ଯଦି ଆପଣ ଜନ୍ମ ହେଇଛନ୍ତି ତାହେଲେ କାଉ, କୃଷ୍ଣ ପକ୍ଷ କାଉ, ଶୁକ୍ଳ ପକ୍ଷ କାଉ। ସ୍ୱାତି ନକ୍ଷତ୍ର ଯଦି ଆପଣ ଜନ୍ମ ହେଇଛନ୍ତି ତାହେଲେ ଶୁକ୍ଳ ପକ୍ଷ କାଉ, କୃଷ୍ଣ ପକ୍ଷ ମଧ୍ୟ କାଉ। ବିଶାଖା ନକ୍ଷତ୍ର ଯଦି ଆପଣ ଜନ୍ମ ହେଇଛନ୍ତି ତାହେଲେ କାଉ ଆଉ କାଉ। ଆପଣ କାଉ ଲେଖିଥିଲେ ତଳକୁ ଡଟ ଡଟ ମାରିଦେବେ, ବାସ୍ କାମ ଫିନିଶ। ସବୁ ଲେଖିବା ପାଇଁ ପଡିବ, ଖାଲି ଆପଣ ନକ୍ଷତ୍ର ନାଁଟି ଲେଖିବା ପାଇଁ ପଡିବ। ପ୍ରଥମ କାଉ ଲେଖିଥିଲେ, ଏଠି କାଉ ଲେଖିଥିଲେ, ତଳକୁ ଡଟ ଡଟ ମାରିଦେବେ। ପ୍ରଥମେ କେବଳ ଆପଣ ନକ୍ଷତ୍ର ଲେଖିବାକୁ ପଡିବ, ଉତ୍ତର ଫାଲ୍ଗୁନି, ହସ୍ତ, ଚିତ୍ରା, ସ୍ୱାତି ଆଉ ବିଶାଖା। ଆକୁ ଖାଲି ଉପରେ ଖାଲି କାଉ ଲେଖିଦେଲେ, ଏଠି ବି କାଉ ଲେଖିଥିଲେ, ତଳକୁ ଡଟ ଡଟ ମାରିଦେବେ। ଏତେ ଜିନିଷ ଆପଣଙ୍କୁ ଲେଖିବା ପାଇଁ ପଡିବନି, ତ ପଟାପଟ ଆପଣଙ୍କ ଲେଖା ହେଇଯିବ। କେବଳ ଏତିକି ଲେଖିଲେ ଜନ୍ମ ନକ୍ଷତ୍ର ଉତ୍ତର ଫାଲ୍ଗୁନି, ହସ୍ତ, ଚିତ୍ରା, ସ୍ୱାତି, ବିଶାଖା, ଶୁକ୍ଳ ପକ୍ଷ କାଉ, କୃଷ୍ଣ ପକ୍ଷ କାଉ। ଦ୍ୟାଟ ମିନ୍ସ 12 ନମ୍ବରରୁ 16 ନମ୍ବର ଯୋଉ ନକ୍ଷତ୍ର ସବୁ ରହିଲେ, ଶୁକ୍ଳ ପକ୍ଷ ପାଇଁ ମଧ୍ୟ କାଉ, କୃଷ୍ଣ ପକ୍ଷ ମଧ୍ୟ କାଉ। ଇଏ ନମ୍ବର ମନେ ରଖିବେ, ନମ୍ବର ୱାଇଜ ମନେ ରଖିଲେ ଆପଣ ଆହୁରି ମଧ୍ୟ ଇଜି ହବ। ନେକ୍ସଟ ଯେତେବେଳେ ଆଉ କାଲକୁଲେସନ ପାଇଁ ଫଟାଫଟ ଲେଖି ନିଅନ୍ତୁ। ସରିଗଲା ଯଦି ଚାର୍ଟ ବକ୍ସରେ ଏସ୍ ଲେଖନ୍ତୁ। ଯଦି ଆପଣଙ୍କ ଫିନିଶ ହେଇଗଲା ତାହେଲେ ଚାର୍ଟ ବକ୍ସରେ ଏସ୍।
ହାତ ସ୍ପିଡ କରି ଲେଖିବେ। ତେଣୁ ଏପଟ ସେପଟେ ପେପରରେ ଲେଖିବେନି, କାରଣ ନୋଟ କପିରେ ଯଦି ଲେଖୁଛନ୍ତି ଇଏ ଗୋଟାଏ ନୋଟ ହେଇକି ଆପଣଙ୍କ ପାଖରେ ରହିବ। ଯେତେବେଳେ ଆପଣ ନିଜେ ନିଜର ପ୍ରେଡିକ୍ସନ ସବୁ ଦେବେ ନା, ଆପଣ ଶିଖିଗଲା ପରେ ଅନ୍ୟ ପ୍ରେଡିକ୍ସନ ଦେଇପାରିବେ। ଅନ୍ୟ କେତେବେଳେ ପ୍ରେଡିକ୍ସନ ଆପଣ ଦେବେ ତ ସବୁ ଜିନିଷ ତ ଷ୍ଟାର୍ଟିଂ ରେ ମନେ ରହିବନି। ଆପଣ ଦେଖିବେ, ଦେଖିକି କରିଦେଇ ପାରିବେ। ଆପଣ ମାନେ ଦେଖି କରିଦେଇ ପାରିବେ, ତାପରେ ଆସ୍ତେ ଆସ୍ତେ ମନେ ରହିବ। ଆସ୍ତେ ଆସ୍ତେ ମନେ ରହିଲେ ଆପଣ କରିପାରିବେ। ଚାଲନ୍ତୁ ନେକ୍ସଟ ଗ୍ରୁପକୁ ଯିବା। ନେକ୍ସଟ ଗ୍ରୁପ ହେଲା 4 ନମ୍ବର ଗ୍ରୁପ। ତ ସିମିଲାରଲି ହେଡିଂ ଦିଅନ୍ତୁ ଆପଣ ଜନ୍ମ ନକ୍ଷତ୍ର ଶୁକ୍ଳ ପକ୍ଷ କୃଷ୍ଣ ପକ୍ଷ। ତ ସିରିଏଲ ନମ୍ବର କେତେ କୁହନ୍ତୁ? ଲାଷ୍ଟ ଏଣ୍ଡିଂ କେତେ ହେଇଥିଲା? ଏଣ୍ଡିଂ କେତେ ହେଇଥିଲା? 16। 16 sir। ପରେ 17, 18, 19, 20, 21, 22। ଏଠି 6ଟା ଅଛନ୍ତି। ଯଦି ଅନୁରାଧା ନକ୍ଷତ୍ର ଜଣେ ଜନ୍ମ ହେଇଛି ତାର ଶୁକ୍ଳ ପକ୍ଷରେ ରହିବ ମୁର୍ଗା। ମୁର୍ଗା ମିନ୍ସ କୁକୁଡା। ଆଉ କୃଷ୍ଣ ପକ୍ଷ ହେଇଥିଲେ ଉଲ୍ଲୁ, ଦ୍ୟାଟ ମିନ୍ସ ପେଚା। ଖାଲି ଆପଣ ନକ୍ଷତ୍ର ନାଁ ଲେଖନ୍ତୁ, ଏପଟେ କୁକୁଡା ଲେଖିଦିଅନ୍ତୁ, ଏପଟେ ପେଚା ଲେଖିଦିଅନ୍ତୁ, କୁକୁଡା ମାରିଦିଅନ୍ତୁ, ସବୁ ରହିଲା। ଅନୁରାଧା ନକ୍ଷତ୍ର ଶୁକ୍ଳ ପକ୍ଷ କୁକୁଡା, କୃଷ୍ଣ ପକ୍ଷ ପେଚା। ଜ୍ୟେଷ୍ଠା, ଜ୍ୟେଷ୍ଠା ନକ୍ଷତ୍ର ଯଦି ଜନ୍ମ ହେଇଛନ୍ତି ଜ୍ୟେଷ୍ଠା ନକ୍ଷତ୍ରରେ, ତାହେଲେ ଆପଣ କୁକୁଡା ଆଉ ଶୁକ୍ଳ ପକ୍ଷ କୁକୁଡା, କୃଷ୍ଣ ପକ୍ଷ ପେଚା। ଯଦି ମୂଳା ନକ୍ଷତ୍ର ଜନ୍ମ ହେଇଛନ୍ତି, ମୂଳା ନକ୍ଷତ୍ର ଜନ୍ମ ହେଇଛନ୍ତି, ତାହେଲେ ଆପଣଙ୍କ କୁକୁଡା, ଶୁକ୍ଳ ପକ୍ଷ, କୃଷ୍ଣ ପକ୍ଷ ହେଲା ପେଚା। ଫଟାଫଟ ଲେଖିଦିଅନ୍ତୁ। ଲେଖିଲେ ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢା, ଉତ୍ତରାଷାଢା ଆଉ ଶ୍ରବଣ। ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢା, ଉତ୍ତରାଷାଢା, ଶ୍ରବଣ ନକ୍ଷତ୍ର। ତ ସମସ୍ତଙ୍କର ଶୁକ୍ଳ ପକ୍ଷ ରହିଲା କୁକୁଡା, କୃଷ୍ଣ ପକ୍ଷ ରହିଲା ପେଚା। ଆଉ ଏଥିରେ କହିଦେଉଛି ଅନୁରାଧା ନକ୍ଷତ୍ର ଜନ୍ମ ହେଇଛନ୍ତି, ଶୁକ୍ଳ ପକ୍ଷ ହେଲା ମୁର୍ଗା, କୃଷ୍ଣ ପକ୍ଷ ହେଲା ପେଚା। ଜ୍ୟେଷ୍ଠା ନକ୍ଷତ୍ର ହେଲେ ଶୁକ୍ଳ ପକ୍ଷ ମୁର୍ଗା, କୃଷ୍ଣ ପକ୍ଷ ପେଚା। ମୂଳା ନକ୍ଷତ୍ର ହେଇଥିଲେ ଶୁକ୍ଳ ପକ୍ଷ ମୁର୍ଗା, କୃଷ୍ଣ ପକ୍ଷ ହେଲେ ପେଚା। ପୂର୍ବାଷାଢା ହେଇଥିଲେ ପୂର୍ବାଷାଢା ହେଲା ଆପଣଙ୍କର ଶୁକ୍ଳ ପକ୍ଷ ମୁର୍ଗା, କୃଷ୍ଣ ପକ୍ଷ ହେଲା ପେଚା। ଉତ୍ତରାଷାଢା ହେଇଥିଲେ ଆପଣଙ୍କର ଶୁକ୍ଳ ପକ୍ଷ ହେଲା ମୁର୍ଗା, କୃଷ୍ଣ ପକ୍ଷ ହେଲା ପେଚା। ଯଦି ଶ୍ରବଣ ନକ୍ଷତ୍ର ହେଇଛି ତାହେଲେ ମୁର୍ଗା ଆଉ ଉଲ୍ଲୁ, ଦ୍ୟାଟ ଇଜ କୁକୁଡା ଆଉ ପେଚା। ସରିଲା। ଏସ ନା କୁହନ୍ତୁ। ତାପରେ ଯିବା ଫିଫ୍ଥ। ଫିଫ୍ଥ ଲାଷ୍ଟ ସିରିଏଲ ନମ୍ବର କେତେ ଥିଲା? 20। 22 ଥିଲା ତାହେଲେ 21, 22 କେତେ ଥିଲା? 22। 22, ସରି 22। ତାହେଲେ 23, 24, 25, 26, 27। ଯଦି ଧନିଷ୍ଠା ନକ୍ଷତ୍ରରେ ଜଣେ ଜନ୍ମ ହେଇଛି, ଶୁକ୍ଳ ପକ୍ଷରେ ଅଛି, ତାହେଲେ ମୋର ଦ୍ୟାଟ ଇଜ ମୟୂର। ଆଉ ଯଦି କୃଷ୍ଣ ପକ୍ଷରେ ଅଛି ତାହେଲେ ଗିଦ୍, ଦ୍ୟାଟ ଇଜ ଶାଗୁଣା। ଧନିଷ୍ଠା ନକ୍ଷତ୍ର ଶୁକ୍ଳ ପକ୍ଷ ମୟୂର, କୃଷ୍ଣ ପକ୍ଷ ହେଲା ଶାଗୁଣା। ଶତବିଶା ନକ୍ଷତ୍ରରେ ଜନ୍ମ ହେଇଛନ୍ତି ଜଣେ, ତାହେଲେ
ମୟୂର, ଶୁକ୍ଳ ପକ୍ଷ ମୟୂର, କୃଷ୍ଣ ପକ୍ଷ ଗୀତ। ତାପରେ 25 ନମ୍ବର ହେଲା ଯଦି ପୂର୍ବ ଭାଦ୍ରା, ପୂର୍ବ ଭାଦ୍ରା और ଭାଦ୍ରା ଲେଖିପାରିବେ। ପୂର୍ବ ଭାଦ୍ରା ଯଦି ଅଛି ଆପଣଙ୍କର ତାହେଲେ ଶୁକ୍ଳ ପକ୍ଷ ହେଲା ମୟୂର, କୃଷ୍ଣ ପକ୍ଷ ହେଲା ଶାଗୁଣା। ଉତ୍ତରା ଭାଦ୍ରା, ଉତ୍ତରା ଭଦ୍ରା ହେଲା ମୟୂର, କୃଷ୍ଣ ପକ୍ଷ ହେଲା ଶାଗୁଣା। ଯଦି ରେବତୀ ନକ୍ଷତ୍ର ଜନ୍ମ ହେଇଛନ୍ତି, ରେବତୀ ନକ୍ଷତ୍ର ଜନ୍ମ ହେଇଛନ୍ତି ତାହେଲେ ଆପଣ ମୟୂର, କୃଷ୍ଣ ପକ୍ଷ ହେଲା ଶାଗୁଣା। ତ ଇଏ ହେଲା ଆପଣଙ୍କର 27 ନକ୍ଷତ୍ର। 27 ନକ୍ଷତ୍ର ନେଇ ଶୁକ୍ଳ ପକ୍ଷ, କୃଷ୍ଣ ପକ୍ଷ ଆପଣ ବାହାର କରିଦେଇ ପାରିବେ। ତାହେଲେ ଏବେ ଆପଣ ମାନେ କୁହନ୍ତୁ, ଯଦି ଆପଣଙ୍କର ଆପଣ ଜାଣିଥିବେ ନକ୍ଷତ୍ର, କେତେ ଜଣ ନକ୍ଷତ୍ର ଆପଣ ଯଦି ଜାଣିଛନ୍ତି ତାହେଲେ କୁହନ୍ତୁ ଆପଣଙ୍କର ଜନ୍ମ ପକ୍ଷୀର ନାଁ। ତେଣୁ ଆପଣ ନିଜେ ନିଜରେ ବାହାର କରିଦେଇ ପାରିବେ ଜନ୍ମ ପକ୍ଷୀର ନାଁ। ସମସ୍ତେ ଜାଣିଛନ୍ତି ଆପଣଙ୍କ ଜନ୍ମ ନକ୍ଷତ୍ର କଣ? ତାହେଲେ ଏବେ ଆପଣ ମାନଙ୍କ କାମ ହେଲା, ଯଦି ଆପଣ ଜନ୍ମ ନକ୍ଷତ୍ର ଜାଣିଛନ୍ତି ତାହେଲେ ଆପଣ ଜନ୍ମ ନକ୍ଷତ୍ର, ଆପଣଙ୍କ ତିଥି ଆଉ ଜନ୍ମ ପକ୍ଷୀର ନାଁ ଚାର୍ଟ ବକ୍ସ ଲେଖ। ନା ମୁଁ ପଚାରିବି ଆପଣ ମାନେ କହିବେ? ଓକେ, ମୁଁ ଜଣେ ଜଣଙ୍କୁ ପଚାରୁଛି, ଯଦି ଆପଣ ମାନେ ଜାଣିଛନ୍ତି ତାହେଲେ କୁହନ୍ତୁ। କିଏ କହିବେ? ଗୌରହରି ସାର୍, ଆପଣଙ୍କ ଜନ୍ମ ନକ୍ଷତ୍ର ଜାଣିଛନ୍ତି? ହଁ, ଆପଣ ତ ମୁଁ ପ୍ରେଡିକ୍ସନ ଆପଣ ଜାତକ ପଠେଇଥିଲି ନା, ତା ଦେହରେ ଅଛି। ସାର୍ ମନେ ନାହିଁ ଦେଖୁଛି। ସାର୍ ମୋ ନକ୍ଷତ୍ର ଉତ୍ତର ଫାଲ୍ଗୁନି ବୋଧେ ଦେଖିଦେଉଛି। କୃଷ୍ଣ ପକ୍ଷେ ଶୁକ୍ଳ ପକ୍ଷେ ଦେଖନ୍ତୁ। ଆଜ୍ଞା କୃଷ୍ଣ ପକ୍ଷେ କି ଶୁକ୍ଳ ପକ୍ଷେ ଦେଖନ୍ତୁ। ଆପଣ ପଠେଇଥିଲେ, ଆପଣ ଯୋଉ କୁଣ୍ଡଳୀ ପଠେଇଥିଲି, ଏକ ପ୍ରେଡିକ୍ସନ ଆପଣ ପଠେଇଥିଲେ, ତା ଦେହରେ ଲେଖା ହେଇଛି। ଇଏ ସାର୍ ଆପଣଙ୍କ ପକ୍ଷ ନାଁ ଲେଖା ହେଇଛି ପ୍ଲସ ନକ୍ଷତ୍ର ନାଁ ଲେଖା ହେଇଛି। ଦେଖନ୍ତୁ ଇଏ ନିରାକାର ସାରଙ୍କର ଆମେ ଯେ କାଲକୁଲେସନ କରିଥିଲେ, ଏଠି ଦେଖନ୍ତୁ ଦେଖିବା ଦଉଛି। ତାଙ୍କର ବାହାର କଣ କରିଥିଲେ? ଦେଖନ୍ତୁ ତାଙ୍କର ପକ୍ଷ ଥିଲା ଶୁକ୍ଳ ପକ୍ଷ, ପକ୍ଷ ଥିଲା ଶୁକ୍ଳ ପକ୍ଷ ଆଉ ଜନ୍ମ ନକ୍ଷତ୍ର ଥିଲା ପୂର୍ବ ଫାଲ୍ଗୁନି। ଜନ୍ମ ନକ୍ଷତ୍ର ପୂର୍ବ ଫାଲ୍ଗୁନି ଆଉ ପକ୍ଷ ଥିଲା କଣ? ନା ଶୁକ୍ଳ ପକ୍ଷ ଥିଲା। ଦେଖନ୍ତୁ ଆମେ ଏଠି ବର୍ତ୍ତମାନ ପଳେଇବା। ପୂର୍ବ ଫାଲ୍ଗୁନି, ପୂର୍ବ ଫାଲ୍ଗୁନି କେତେ ନମ୍ବର ସିରିଏଲ ଅଛି କୁହନ୍ତୁ? ପୂର୍ବ ଫାଲ୍ଗୁନି ଆପଣଙ୍କର କେତେ ନମ୍ବର ସିରିଏଲରେ? ସିରିଏଲ ନମ୍ବର ମନେ ରଖିବେ। ଦେଖନ୍ତୁ Sir, 11 ପୂର୍ବ, number. ଦେଖନ୍ତୁ ପୂର୍ବ ଫାଲ୍ଗୁନି, ପୂର୍ବ ଫାଲ୍ଗୁନି ପକ୍ଷ ହେଲା କଣ? ଶୁକ୍ଳ ପକ୍ଷ। ତେଣୁ ଆପଣଙ୍କର ଜନ୍ମ ପକ୍ଷ ହେଲା କଣ? ପେଚା। ଜନ୍ମ ପକ୍ଷ ଥିଲା ପେଚା। ପୂର୍ବ ଫାଲ୍ଗୁନି ଶୁକ୍ଳ ପକ୍ଷ ହେଲା ପେଚା। ତାହେଲେ ଏଠି ଦେଖନ୍ତୁ, ଏ ସଫ୍ଟୱେୟାର ଦେଖନ୍ତୁ, ସେମ ଜିନିଷ ଲେଖା ହେଇଛି, ୱାଲ ଲେଖା ହେଇଛି, ପେଚା ଲେଖା ହେଇଛି। ତ ଏମିତି ଆପଣ ମାନଙ୍କର ଆଜି ଆପଣ ମାନଙ୍କ କାମ ହେଲା, ଯୋଉମାନେ ଜାଣିଛନ୍ତି ଭଲ କଥା, ଯୋଉମାନେ ନ ଜାଣିଛନ୍ତି ଆଜି ଆପଣ କାଲକୁଲେସନ କରିଦେବେ। କଣ କାଲକୁଲେସନ କରିବେ? ଆପଣଙ୍କ ଜନ୍ମ ନକ୍ଷତ୍ର କଣ, ଜନ୍ମ ନକ୍ଷତ୍ର କଣ, ଆଉ ଜନ୍ମ ପକ୍ଷୀ କଣ। ତାହେଲେ ଏବେ ଆପଣ ମାନଙ୍କ କଣ କୋଶ୍ଚିନ୍ ଅଛି ପଚାରନ୍ତୁ। କାହାର କିଛି ଯଦି କୋଶ୍ଚିନ୍ ଅଛି ପଚାରନ୍ତୁ। ଆପଣ ମାନଙ୍କ କୋଶ୍ଚିନ୍ ର ଆମେ ଆନ୍ସର ଦବା ଚେଷ୍ଟା କରିବା। ସାର୍ ମୋର ଜନ୍ମ ନକ୍ଷତ୍ର ଉତ୍ତର ଫାଲ୍ଗୁନି ଆଉ କୃଷ୍ଣ ପକ୍ଷ। ତାହେଲେ କୋଉ ପକ୍ଷୀ ହବ? ଉତ୍ତର ଫାଲ୍ଗୁନି ଆଉ ପକ୍ଷ ଦେଖିଦବା। 12 ନମ୍ବର ଅଛି। ଆପଣଙ୍କର ହେଲା ଉତ୍ତର ଫାଲ୍ଗୁନି ଆଜ୍ଞା ପକ୍ଷ କୃଷ୍ଣ ପକ୍ଷ। କୃଷ୍ଣ ପକ୍ଷ।
उत्तर फाल्गुनी शुक्ल पक्ष भी कौवा कृष्ण पक्ष भी कौवा दैट मीन्स काउ उत्तर फाल्गुनी काउ कृष्ण पक्ष भी काउ शुक्ल पक्ष काउ तो एमती आपण माने आपण मान सब बाहर कर पारिबे ସାର୍ ମୋର ଶୁକ୍ଳ ପକ୍ଷ ପୁଷ୍ୟ ପେଚା ସାର୍। ओके ତାହେଲେ ଏବେ ଆପଣ ମାନେ ଆପଣ ମାନଙ୍କର ଜନ୍ମ ନକ୍ଷତ୍ର କୁ ଦେଖି ଆପଣଙ୍କର ପକ୍ଷୀ ବାହାର କରିପାରିବେ ନା ନାଇଁ କୁହନ୍ତୁ କରିପାରିବେ ନା ନାଇଁ କୁହନ୍ତୁ yes or no और ଯଦି କାହାର କିଛି Yes. କ୍ୱେଶ୍ଚିନ୍ ଅଛି ପଚାରନ୍ତୁ କୁହନ୍ତୁ ଆଉ କାହାର କିଛି କ୍ୱେଶ୍ଚିନ୍ ଅଛି କି ପଚାରନ୍ତୁ ସମସ୍ତଙ୍କର ବୁଝି ହଉଛି ନା କଣ ଅସୁବିଧା ଅଛି ସାର୍ ସେ ସଫ୍ଟୱେୟାରଟାରେ ସାର୍ ଟିକେ ମୋର ପ୍ରୋବ୍ଲେମ ହଉଛି। କଣ ପ୍ରୋବ୍ଲେମ ଅଛି ସାର୍ ସଫ୍ଟୱେୟାରଟାରେ ସେ ମାନେ ଆମର ନିରାକାର ସାରଙ୍କର ଏଇଟା ମାରିଲା ପରେ ତାର ସବୁ ଭାଲ୍ୟୁ ଆସୁଛି ଭାରି ଏଇଟା ସାର୍ ଚିନ୍ତା ଗୋଟେ ଏମିତି ସାର୍ ସେ ଡାଟା ଅପଡେଟ ହେଇନି ଡାଟା ଅପଡେଟ ହବ ନା ଆଜ୍ଞା ସାର୍ ଡାଟା ଡାଟା ଅପଡେଟ ଡାଟା ଅପଡେଟ ହେଇନି ଆପଣ ଡାଟା ଅପଡେଟ ହବାକୁ ଆପଣ ସମୟ ନେଉଛି ତାକୁ କ୍ଲୋଜ କରି ଆଉଥରେ କରିଦେବେ କ୍ଲୋଜ କରି ଆଉଥରେ କରିଦେଲେ ଆସିଯିବ ସାର୍ କ୍ଲୋଜ କରି ଆଉଥରେ କରିଦେଲେ ଡାଟା ଅପଡେଟ ପାଇଁ ସମୟ ନବ ପ୍ରଥମେ ଆପଣଙ୍କ ସିଟ୍ ଟା ଅପଡେଟ ହେଇଗଲା ପରେ ତାପରେ ଆସିବ ସାର୍ ସାର୍ ଆଉ କାହାର କିଛି କ୍ୱେଶ୍ଚିନ୍ ଆପଣ ଯେତେ କ୍ୱେଶ୍ଚିନ୍ ପଚାରିବେ ମୁଁ ଆପଣଙ୍କ କ୍ୱେଶ୍ଚିନ୍ ଆନ୍ସର ଦେବି ଆପଣ ସେତେ କ୍ଲିୟର ହେବେ କେମିତି ମୃତ୍ୟୁଞ୍ଜୟ ସାର୍ ଆପଣ ସବୁ ବୁଝିପାରିଲେ କି ନା ଆପଣ କିଛି କ୍ଲିୟର ଅଛି ମୃତ୍ୟୁଞ୍ଜୟ ସାର୍ ବୁଝି ହଉଛି କଣ ଭଏସ ଆସୁନି ମୃତ୍ୟୁଞ୍ଜୟ ସାର୍ ଲଲାଟେନ୍ଦୁ ସାର୍ ଗଲେ ପଟେଲ ସାର୍ ସାର୍ ନମସ୍କାର ସାର୍। ବୁଝି ନମସ୍କାର ବୁଝି ହଉଛି ନା କଣ ଅସୁବିଧା ସାର୍ ହଉଛି ବୁଝି ହଉଛି ବୁଝି ସାର୍ ହଉଛି ଆଜି ଟିକେ ମୁଁ ଅଧାରେ ଜଏନ୍ କଲି ତ ନା ସ୍କୁଲ ଯେବେଠୁ ଯାଇଥିଲି ଜଏନ କଲେ ବୁଝି ପାରୁଛନ୍ତି ନା ଅସୁବିଧା କିଛି ହଉଛି ବୁଝିପାରୁଛି ସାର୍। ଓକେ ତେଣୁ ସବୁବେଳେ କ୍ଲାସ ଆରମ୍ଭ ହବା ପୂର୍ବରୁ କ୍ଲାସ ଆରମ୍ଭ ହଉଛି ଆପଣଙ୍କର ଯୋଉ ଟାଇମ ଦିଆଯାଇଥିବା ସଟରଡେ କ୍ଲାସ ରହୁଛି 11:30 ରହିବ ସଣ୍ଡେ କ୍ଲାସ ଆପଣଙ୍କ 11টাରେ ରହିବ ସାର୍ ଆମ ତ ସ୍କୁଲରେ 11:30 ଛୁଟି ହଉଛି କି ନା ଆସୁ ଆସୁ 12ଟା ଓହୋ ହୋ ହେଇଯାଉଛି ହଁ ହଁ ଆପଣ ସ୍କୁଲ ଥିଲେ ଓକେ ସାର୍। ତ ଯେତେବେଳେ ସ୍କୁଲ ଛୁଟି ଆସୁଥିବେ ଯଦି ସ୍କ୍ରିନ୍ ନ ଦେଖି ପାରୁଥିବେ ସାର୍ ଇୟରଫୋନ ଲଗେଇଛନ୍ତି ଇୟରଫୋନ ଲଗେଇ ଦେଇକିରି ଶୁଣି ଶୁଣିକା ଆସନ୍ତୁ ସାର୍ ତ ସଣ୍ଡେ ତ ସମସ୍ତଙ୍କର ଛୁଟି ଅଛି ସମସ୍ତେ ତ ହଁ ପ୍ରେଜେଣ୍ଟ ଅଛନ୍ତି ସଣ୍ଡେ ତ କିଛି ସଣ୍ଡେ ଅସୁବିଧା ନାଇଁ ନାହିଁ ସରୋଜ ସାର୍ ବୁଝି ହଉଛି ନା କଣ କିଛି ଅସୁବିଧା ଅଛି ଆପଣ ଭଏସ ଆସୁନି ଭଏସ ପୁରା ସ୍ଲୋ ଶୁଣି ପାରୁନି ଆମେ କଣ କହୁଛୁ ସାର୍ ଆପଣଙ୍କର ଯୋଉଟା ହ୍ୱାଟ୍ସଆପ ଗ୍ରୁପରେ ଯୋଉଟା ପୋଷ୍ଟ କରିଥିଲେ ଗତକାଲି ସାର୍ ଆଜ୍ଞା ହୁଁ? ହ୍ୱାଟ୍ସଆପ ଗ୍ରୁପରେ ଯୋଉଟା ପୋଷ୍ଟ କରିଥିଲେ ଆଜ୍ଞା ସେଇଟା କାହା ଡେଟ୍ ଅଫ ବାର୍ଥ ଅନୁସାରେ ହଉଛି ସାର୍ ଯୋଉ ଷ୍ଟକ୍ ମାର୍କେଟର କାହା ଡେଟ୍ ଅଫ ବାର୍ଥ ଅନୁସାରେ ହଉଛି ପ୍ରତିଦିନରେ ଆମେ ନଉଛେ ପ୍ରତିଦିନ ତା ସେଇଟା ହେଲା ଡେଟ୍ ଅଫ ବାର୍ଥ ସାର୍ ତା ଡାଟାଟା କେମିତି ଅଛି ସେ ଡେଟା ବର୍ଥ କହୁଛି ପ୍ରତିଦିନ ଆମେ ମାର୍କେଟ କେତେଟା ଷ୍ଟାର୍ଟ ହଉଛି 9টাରେ ଆରମ୍ଭ ନଅଟା ହଉଛି 15 9ଟା 15 ନୁହଁ 9ଟାରେ ଆପଣ ହୁଁ ଓପନ ଯୋଉ ମାର୍କେଟ ଯୋଉ ପ୍ରି ଓପନ ହଉଛି ନା ପ୍ରି ଓପନ ଆମେ ହୁଁ ସେନ୍ସେକ୍ସ ଯଦି ନବା ନିଫ୍ଟିରେ ନବା ପ୍ରି ଓପନ ଆରମ୍ଭ ହଉଛି କେତେଟାରେ 9ଟାରେ ହଉଛି ଆଉ ପ୍ରତିଦିନ 9ଟା ଟାଇମରେ ଆମେ ହୁଁ ନେଲେ ଆପଣ ଆଇଦର ସେନ୍ସସ୍ ଲେଖନ୍ତୁ କିମ୍ବା ଯଦି ନିଫ୍ଟି ଲେଖୁଛନ୍ତି ତାହେଲେ ଟାଇମ ପକେଇବେ କଣ 9ଟା ତାପରେ ଡେଟ୍ ଅଫ ଆଜ୍ଞା ବାର୍ଥ ହେଲା ଆପଣଙ୍କ 9ଟା ସରି ଆଜିର ଡେଟ୍ ମାନେ ଯୋଉ ଦିନ କରିଥିବେ ଯୋଉ ଦିନ କାଲକୁଲେସନ କରିଥିବେ ସେଇଟା ହେଲା ଡେଟ୍ ଅଫ ବାର୍ଥ ଟାଇମ ଅଫ ବାର୍ଥ ପକେଇ କେତେ ଆଜ୍ଞା 9ଟା
ଆଉ ପ୍ଲେସ୍ ପକେଇ କୋଉଠି ଆମର ସେନ୍ସେସ୍ କୋଉଠି ଷ୍ଟାର୍ଟିଂ ହଉଛି? ଏଇଟା ତ ମୁମ୍ବାଇ। ମୁମ୍ବାଇ ହବ। ମୁମ୍ବାଇ ପ୍ଲେସ୍ ଲେଖିଲେ ମୁମ୍ବାଇ, ମୁମ୍ବାଇ ନେଇ କ୍ୟାଲକୁଲେସନ ପକେଇଲେ। କବାଟ ବନ୍ଦ କରୁନ। ମ୍ୟାଡାମ କଣ କହୁଛନ୍ତି? ସତୀ ମ୍ୟାଡାମ କିଛି କହୁଛନ୍ତି? ସାର୍ ନିଫ୍ଟିର ଆଜ୍ଞା ତାର କୁହନ୍ତୁ। ନିଫ୍ଟି ବ୍ୟାଙ୍କ ନିଫ୍ଟିର ସାର୍ କୋଉଠି ଦିଆହବ ପ୍ଲେସ୍ ଅଫ୍ ପରଚେଜ ମୁମ୍ବାଇ? ଆପଣ ସେନ୍ସେସ୍ ପକାନ୍ତୁ କି ନିଫ୍ଟି ପକାନ୍ତୁ କିମ୍ବା ବ୍ୟାଙ୍କ ନିଫ୍ଟି ପକାନ୍ତୁ, ସବୁ ହୁଁ। ସମାନ, ତିନିଟା ହିଁ ସମାନ। ମୋଷ୍ଟ 90% ଟାଇମ ସମସ୍ତେ ଗୋଟିଏ ଡିରେକ୍ସନ ସବୁ ଯାଆନ୍ତି, କିନ୍ତୁ 10% ଟାଇମ ବେଳେ ବେଳେ କଣ ହୁଏ, ନିଫ୍ଟି ଗୋଟେ ସାଇଡ୍ ଥିବ, ବ୍ୟାଙ୍କ ନିଫ୍ଟି ଆଉ ଗୋଟେ ସାଇଡ୍ ଥାଏ। କାହିଁକି ନା ଆମେ ସେତେବେଳେ ଷ୍ଟକ୍ ମାର୍କେଟ ଏ ଜିନିଷ ପଢିବା, ଏ ଜିନିଷ କରିବାନି, ସେ ଜିନିଷ ଡିସ୍କସନ ବହୁତ ଜିନିଷ ଅଛି, ତେଣୁ ବେଳେ ବେଳେ ଅପୋଜିଟ ଡିରେକ୍ସନ ଯାଆନ୍ତି। ସେଇଟା ଏକ୍ସେପସନାଲ କେସରେ, ବଟ୍ 90% ଟାଇମ ସେମ୍ ଡିରେକ୍ସନ ଥାଏ। ଆପଣ ନିଫ୍ଟି ଲେଖନ୍ତୁ, ସେନ୍ସେସ୍ ଲେଖନ୍ତୁ, ବ୍ୟାଙ୍କ ନିଫ୍ଟି ଲେଖନ୍ତୁ, ତିନିଟା ହିଁ ସମାନ। ଆପଣ 9ଟା ଟାଇମ ଦେବେ, ଟାଇମ ହେଲା 9:15, ଟାଇମ ଅଫ ବାର୍ଥ ହେଲା ଯୋଉ ଡେଟ୍ କାଲକୁଲେସନ ସେମ୍ ଡେଟ୍ ଦେବେ, ପ୍ଲେସ୍ ଅଫ ବାର୍ଥ ଆପଣ ମୁମ୍ବାଇ ରଖିବେ। ଟାଇମ ଟା ସାର୍ ମୁମ୍ବାଇ ଯୋଉ ନା ପ୍ରି ଓପନ ଟାଇମ ରହିବ ନା ନା 9ଟା 15 ଟାଇମ? ପ୍ରି ଓପନ ଟାଇମ 9ଟା ରଖିବେ, ପ୍ରି ଓପନ ଟାଇମ 9ଟା ରଖିବେ। 9:15 ରଖିଲେ ଚଳିବ, ଟିକେ ଡିଫରେନ୍ସ ଆସିବ, ମୋଷ୍ଟ ଚଳିବ, କିଛି ଅସୁବିଧା ନାହିଁ, କେବଳ ଟାଇମ 9ଟା। ଆଉ ଆମେ ସେ ଜିନିଷ ପଢିନେ, ଖାଲି ଏକ୍ସାମ୍ପଲ ହିସାବରେ ମୁଁ ଆପଣଙ୍କୁ ଦେଖେଇ ଦେଇଥିଲି, ଆମେ ପଢିନେ, ଆଗକୁ ବହୁତ ପଢିବା। ଏସବୁ ଜିନିଷ ଅଛି, ଆମେ ସବୁ ପଢିବା, କେମିତି ପ୍ରଶ୍ନ କୁଣ୍ଡଳ କେମିତି କାଲକୁଲେସନ କରିବା, ଏସବୁ ଜିନିଷ ଆମେ ପଢିନେ, ଆଗାମୀ ପାଇଁ ପଢିବା। ପଢିନେ, ତେଣୁ ସେଥିପାଇଁ ଆପଣ ମାନେ ଆକୁ ନେଇ କାଲକୁଲେସନ କରି ମାର୍କେଟରେ କାମ କରି ଅସୁବିଧା ହବ। ମାର୍କେଟରେ କାଲକୁଲେସନ କଲା ବେଳକୁ ଆପଣଙ୍କର ଦିଟା ଜିନିଷ ଦରକାର, ଆପଣ ଟେକ୍ନିକାଲ ଆନାଲିସିସ୍ ଦରକାର, ପ୍ଲସ ଆଷ୍ଟ୍ରୋଲୋଜି। ଯଦି ଗୋଟେ କାଲକୁଲେସନ କରିବେ, ନାଇଁ ଏଇ କାଲକୁଲେସନ ଯେ ମୁଁ କରିବି, ଟେକ୍ନିକାଲ କାଲକୁଲେସନ ନ କରିକି କେବଳ ଆଷ୍ଟ୍ରୋଲୋଜି କାଲକୁଲେସନ କରିବି, 100% ଫେଲ ହେଇଯିବେ। ବହୁତ ଦେଖିବା ପାଇଁ ପଡିବ, ବହୁତ ଦେଖି ଯଦି କରିବେ, ତାହେଲେ ଆପଣ ସକ୍ସେସ ରେଟ୍ ଅଧିକା ରହିବ, ନହେଲେ ଫେଲ ମାରିଯିବେ। ବହୁତ କାଲକୁଲେସନ କରିକି କରିବେ। ଓକେ, ଆଉ କାହାର କିଛି କ୍ୱେଶ୍ଚନ? ସାର୍ ସେଇଟା ଅପଡେଟ୍ କଲି ସାର୍, ତଥାପି ଆସୁନି ମୋଟା। ମାନେ କ୍ଲୋଜ କରି ଆଉଥରେ ଅନ୍ କଲେ ତ? ଆଜ୍ଞା ସାର୍। ସେମିତି ଭ୍ୟାଲୁ ଗୋଟେ ଦେଖଉଛି? ପରେ ସେମିତି ହଉଥିଲା। ସେ ଭାଲ୍ୟୁ ଯୋଉଟା ସେମିତି ଦେଖଉଛି। ମାନେ ସିଟ୍ ଟା ଆପଣ ଅପଡେଟ୍ ହବା ପାଇଁ ସମୟ ଦରକାର, ସେଥିପାଇଁ ଭ୍ୟାଲୁ ଦେଖଉଛି। ଆଜ୍ଞା ଆଜ୍ଞା। ସାର୍ ଅଧିକା ଟାଇମ୍ ନବ କି ସାର୍? 15 ମିନିଟ୍? ପ୍ରଥମେ ଅପଡେଟ୍ ହବା ପାଇଁ, ଫାଷ୍ଟ ଟାଇମ ଆଜ୍ଞା ଟିକେ ସମୟ ନେବ। ଅପଡେଟ୍ ସିଟ୍ ହେଇଗଲା ପରେ, ତାପରେ ନେକ୍ସଟ ଯେତେବେଳେ କରୁଛନ୍ତି, 2-3 ମିନିଟ୍ ଭିତରେ ଅପଡେଟ୍ ହେଇଯିବ। 2-3 ମିନିଟ୍ ମାକ୍ସିମମ୍ 5 ମିନିଟ୍ ହେଇଯିବ। ଟାଇମ୍ ନେଲା, ତଥାପି ସେ ଭାଲ୍ୟୁ ସେମିତି ଦେଖେଇଲା। କରିକୁ ଛାଡ଼ି ଦେଇଥିବା କଥା 20-25 ମିନିଟ୍। ପ୍ରଥମେ ଛାଡିଦେବେ, ହଁ ପ୍ରଥମେ କିଛି ଆଜ୍ଞା ସମୟ ଛାଡିଦେଲେ, ଡାଟା ଅପଡେଟ୍ ହେଲା ପରେ, ଏଠି ଯେମିତି ଦେଖେ ମୋର ଆସୁଛି ଏମିତି, ତ ଏମିତି ଆସିବ ଆପଣଙ୍କର। ନଚେତ ଏখানে ଆଧିରେ ଆଉ କିଛି ଇଏ କରିବାର ନାହିଁ, ଆପଣ କିଛି ଚେଞ୍ଜ ଚାଞ୍ଜ କରିପାରିବେନି ଆଧିରେ, କି ଯାହା ଅଛି ଫିକ୍ସ ଏମିତି ସବୁ ଆସିବ। ସାର୍। ଆପଣ ଡାଟା ଅପଡେଟ୍ ହେଇକି ଆସିବାର ଅଛି, ଡାଟା ଅପଡେଟ୍ ପାଇଁ ଟିକେ ସମୟ ନବ। ଆଜ୍ଞା ସାର୍, ଠିକ୍ ଅଛି ସାର୍, ଦେଖି କରିକି ଛାଡି ଦଉଛି। ଆଜ୍ଞା। ତ ନେକ୍ସଟ କ୍ଲାସରେ ଆମେ ଆଉ ପଢିବା ପଞ୍ଚପକ୍ଷୀ ମାନେ କେମିତି କାମ କରୁଛନ୍ତି, ପଞ୍ଚପକ୍ଷୀ କ୍ରିୟାବିଧି। ତ କାଲିର କ୍ଲାସରେ ପଢିବା, ତେଣୁ କାଲିର କ୍ଲାସରେ କାଲିର କ୍ଲାସ ଆସିବା ପୂର୍ବରୁ ଆପଣ ମାନଙ୍କ କାମ ହେଲା କଣ, ଏଇ ସବୁ ଜିନିଷ ମନେ ରଖିବେ। ମନେ ରଖି ଆପଣଙ୍କୁ ଆସିବା ପାଇଁ ପଡିବ। ପ୍ରଥମ ପାଇଁ ଆପଣ ମନେ ରଖିବାର ଅଛି କଣ, 27ଟା ନକ୍ଷତ୍ର। 27ଟା ନକ୍ଷତ୍ରର କୃଷ୍ଣ ପକ୍ଷରେ କିଏ ପକ୍ଷୀ ଅଛି, ଆଉ ଶୁକ୍ଳ ପକ୍ଷରେ କୌଣସା ପକ୍ଷୀ ଅଛି, ଏତିକି ଜିନିଷ ଆପଣ ମନେ ରଖିବା ପାଇଁ ପଡିବ। ଆଉ କାହାର କିଛି କ୍ୱେଶ୍ଚିନ୍ ଅଛି ଯଦି ପଚାରନ୍ତୁ, ନଚେତ ଆଜିର କ୍ଲାସ ଏଇଠୁ ୱାଇଣ୍ଡ ଅପ୍ କରିବା। କାଲିର କ୍ଲାସ 11ଟା ରହିବ। ଆଉ ଇଏ ଆପଣଙ୍କ ନୂଆ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ ହବ, ତେଣୁ ଯେଉଁମାନେ ୟୁଟ୍ୟୁବ କୁ ସବସ୍କ୍ରାଇବ କରିନାହାନ୍ତି,
ଦୟାକରି ସବସ୍କ୍ରାଇବ କରିଦେବେ। ଯଥା ସମ୍ଭବ ଚେଷ୍ଟା କରିବେ, ଏଟା ଆମ ୟୁଟ୍ୟୁବ ପ୍ଲସ୍ ଫେସବୁକ୍ ବୋଥରେ ପୋଷ୍ଟ ହବ। ଫେସବୁକ୍ ରେ ଲାଇକ୍ କମେଣ୍ଟ ବି କରିବେ, ସେୟାର ବି କରିପାରିବେ। ପ୍ଲସ୍ ୟୁଟ୍ୟୁବ ରେ ମଧ୍ୟ ଆପଣ ମାନେ କଣ କରିବେ, ଗୋଟେ ଗୋଟେ ଲାଇକ୍ ଆଉ କମେଣ୍ଟ କରିବେ। ଆଜିର କ୍ଲାସରେ ଯେତିକି ଜଣ ଆପଣ ପ୍ରେଜେଣ୍ଟ ଅଛନ୍ତି ମୁଁ ଦେଖିବି ଯେମିତି ସମସ୍ତଙ୍କର ଗୋଟେ ଗୋଟେ ଲାଇକ୍ ଆଉ କମେଣ୍ଟ ଆସେ। ଏତେ କଞ୍ଜୁସ କଲେ ହବନି, କେତେ ସମୟ ଲାଗିବ? ଗୋଟେ ମିନିଟରେ କାମ, ଗୋଟେ ମିନିଟରେ କାମ, କିନ୍ତୁ ଆମକୁ ଏତେ ଗୋଟେ ମିନିଟ ସମୟ ପାଉନି, ଆମେ ସେଥିରେ କଞ୍ଜୁସି। କ୍ଲାସରେ ଆମେ ବସି ଦେଖନ୍ତୁ, ଆମେ କ୍ଲାସରେ ବସିଥିଲେ 11:30, ଏବେ ବର୍ତ୍ତମାନ 1:17 ହେଲାଣି, ମାନେ 2 ଘଣ୍ଟା ପାଖାପାଖି ଆମେ ବର୍ତ୍ତମାନ କ୍ଲାସରେ ବସେ, କିନ୍ତୁ ଭିଡିଓଟା ପୋଷ୍ଟ ହେଲା ପରେ ଗୋଟେ ମିନିଟରେ କାମ। ବାସ୍ ଲାଇକ୍ ଗୋଟେ କମେଣ୍ଟ କରିବ। ଯଦି ଆଉ କେହି ଯଦି କ୍ଲାସରେ ଜଏନ୍ ନ କରି ପାରୁଛନ୍ତି, ତାଙ୍କର ଯଦି ଭିଡିଓ ଯଦି ଆପଣ ଭାବୁଛନ୍ତି ସେ ଶିଖିପାରେ, କିଛି କାମରେ ଆସିପାରିବ, ସମସ୍ତେ ଆପଣ ପ୍ରଫେସନାଲି ନହେଲେ ମଧ୍ୟ ଜଣେ ଯଦି ପର୍ସନାଲି ନିଜର ନିଜ ଫ୍ୟାମିଲିର କରିବା ପାଇଁ ଚାହିଁବେ କରିଦେଇ ପାରିବେ। ପ୍ରତିଦିନ ଯେତେବେଳେ ଆପଣ କୌଣସି କାମ କରିବା ପାଇଁ ଚାହୁଁଛନ୍ତି, ଶୁଭ ମୁହୂର୍ତ୍ତ ବାହାର କରିବା ପାଇଁ ଚାହୁଁଛନ୍ତି, ମୁଁ କୋଉ ସମୟରେ କାମ କରିବି, ତ ଆପଣ ନିଜର ନିଜର ବାହାର କରିଦେଇ ପାରିବେ। ଘରୁ ଯେତେବେଳେ ଆପଣ କୁଆଡେ ଯାତ୍ରା କରିବାକୁ ଯାଉଛନ୍ତି, ତ ସେଇଟା ବାହାର କରିଦେଇ ପାରିବେ, କୋଉ ସମୟଟା ଆପଣ ଶୁଭ ସମୟଟା ବାହାରିକି ଯିବେ। ଏ ଜିନିଷ ଆପଣ ପର୍ସନାଲ ଲାଇଫରେ ବହୁତ କାମରେ ଆସେ। ନିଜେ ଶିଖନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ଶିଖିବାରେ ସାହାଯ୍ୟ କରନ୍ତୁ। ନହେଲେ କହିବ ମୁଁ ତ ଶିଖିଗଲି, ମୁଁ କାହାକୁ କିଛି ଶିଖେଇବି କାହିଁକି? ତ ସେମିତି କରିବେନି, ଯେତେ ଆପଣ ନଲେଜ ବାଣ୍ଟିବେ ଆପଣ ନଲେଜ ସେତେ ବଢିବ। ଓକେ ଦେନ୍, ତାହେଲେ ଆଜି ପାଇଁ ଏତେ। ଜୟ ଜଗନ୍ନାଥ। ନମସ୍କାର ସାର୍। ନମସ୍କାର 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 ସାର୍। ନମସ୍କାର। ନମସ୍କାର ନମସ୍କାର। ଜୟ ଜଗନ୍ନାଥ।